ଏମିତି କଥା ଏବେ ଏବେ ଏଇଠି ଏବେ ଓଡିଶାରେ ଏଇଠି ଓଡିଶାରେ କଥା। ଏ ଟାଇପ ର ହିଁ ଦରକାର। କାହିଁକି ନା ଦେଖନ୍ତୁ, ଆଜ୍ଞା। ଯଦି ଏବେ ତମ ଥିଏଟର ପାଖକୁ ଯିବ ସମସ୍ତେ କଣ କହିବେ ଜାଣିଛ ନା, କଣ? ଏଥିରେ ବାବୁସାନ ନାହିଁ, ଅନୁଭବ ନାହିଁ, ମାନେ ମୁଭି ଦେଖିବିନି। ପ୍ରାୟ ଲୋକର ମାଇଣ୍ଡ ସେଟ୍ ଏ ଟାଇପ ର ହେଇଯାଉଛି। ହଁ ଡିଷ୍ଟ୍ରିବ୍ୟୁଟର ମାନେ ବି ମୁଁ ସେଇଆ କରୁଛନ୍ତି ନା, ଷ୍ଟାର ଦେଖିକି ମାନେ ହଁ, ଫିଲ୍ମ ଟାକୁ ଅଧିକ ମୋର ପକଉଛନ୍ତି ସେଇଟା। ମୋର ମନ ଅଛି ଏପର୍ଯ୍ୟନ୍ତ ଗୋଟେ ସ୍କାମ ହେଇଥିଲା କଣ ଜାଣିଛ ନା, ଗୋଟେ ଥର କଣ ହେଲା? ଯେତେବେଳେ ରିଲିଜ ହେଇଥିଲା ଝିଅଟା ବିଗିଡି ଗଲା, ଆଚ୍ଛା ମନେ ଅଛି ନା, ଝିଅଟା ବିଗିଡି ଗଲା। ସେଟାରୁ ମୁଁ ସିନେମା ହେବି ମାନେ ମତେ ମୋ ସାଙ୍ଗ ଗୋଟେ ଝିକିକି ନେଇଥିଲା ଦେଖାଯାଉ, ଆଚ୍ଛା ବଟ୍ ଲୋକ ସେଠି ଗହଳି ହେଇଥିଲେ ଗୋଟେ ରିଜନ ପାଇଁ, କେବଳ ବାବୁସାନ ପାଇଁ। ଆଚ୍ଛା ଆଚ୍ଛା ବାବୁସାନ ହଁ ମୁଭିରେ ଅଛନ୍ତି ବୋଲି। ଆଉ ତାପରେ ଯୋଉ ଗାଳି କରିଥିଲେ ଯେ ଥିଏଟର ରେ, ପୁରା ମୁଭି ସରିଲା ପରେ ଲୋକ ଗାଳି କି କଲେ। ଆମ ଇଏ କରିଦେଲ। ହଁ, ବାବୁସାନ ନାହାନ୍ତି, ବାବୁସାନ ଦିଟା ସ୍ପେଶାଲିଷ୍ଟ ଥିଲା ନା, ଆଚ୍ଛା କେବଳ ଦିଟା ସିନ୍ ଆସିଥିଲେ। ହିରୋ କିଏ ଥିଲା ତାହେଲେ? କଥାଟା ହେଲା କ୍ୟାମିଓର ଭ୍ୟାଲ୍ୟୁ କେତେ ସେଇଟା ବି ରହିବା ଦରକାର। ତ କଥାଟା ହେଲା ସେ ଯୋଉ ବିଗୁଲ ଯୋଉ କ୍ୟାମିଓଟା ଅଛି, ଭାଇ ଏମାନେ ଅଲରେଡି ଜାଣିଛନ୍ତି କି ଲୋକମାନେ ଓଡିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁନାହାନ୍ତି। ତ ଆଉ କଣ ହୁଏ ନା, ସାଉଥରେ କଣ କରନ୍ତି ନା, ସୂର୍ୟକୁ ଦେଖିନଥିଲେ କି ସୂର୍ୟ ଅଛି ବୋଲି, ହେଲା, ସୂର୍ୟ ଅଛି ବୋଲି କେହି ଜାଣିନଥିଲେ। ତାପରେ ଯେତେବେଳେ ସୂର୍ୟ ରୋଲେକ୍ସ ହେଇକି ଆସିଲା, ତାପରେ ଜାଣିଲେ ହଁ ଭାଇ ସୂର୍ୟ ଅଛି, ତାପରେ ଲୋକମାନେ ଜାଣିଲେ ବୟସ କ୍ରିଏଟ୍ ହେଲା, ତାପରେ ଦେଖିଲେ। କିନ୍ତୁ ଆମର ଏଠି ସେ ଯୋଉ ବୟସ ବି କ୍ରିଏଟ୍ ହବନି, କାରଣ ଲୋକ କେହି ଯାଉ ହିଁ ନାହାନ୍ତି ଦେଖିବା ପାଇଁ। ତ ଯେହେତୁ କେହି ଯାଉ ହିଁ ନାହାନ୍ତି, ତାଙ୍କୁ ବାଧ୍ୟ ହେଇକି କହିବାକୁ ପଡିଲା କି ଅନୁ ମହାନ୍ତି ଅଛି ବିଗୁଲରେ। କି ଭାଇ ଏଇଟା ବି ଯୋଉ ତାଙ୍କର ନେକ୍ସଟ ମୁଭି ଆସୁଛି କୁହୁଡି, ହଁ ସେଥିପାଇଁ ବି ବୋଧେ ମାର୍କେଟିଂ କରୁଥିବେ। ହଁ 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 ମାନେ ଅନୁଭବଙ୍କର ହିଁ ଆସୁଛି ନା କୁହୁଡି, ସେଇ ସେମ୍ ହଁ ଡାଇରେକ୍ଟର, ତ ଡାଇରେକ୍ଟର ବି ସେଥିପାଇଁ ବି ସେମ୍। ବୋଧେ ହେଇଥାଇପାରେ। କଣ କହିବ, କିନ୍ତୁ ବିଗୁଲରେ ଆଉ କଣ ଡିସ୍କସନ କରିବା? ମତେ ତ ଯାହା ଲାଗୁଛି ପିଲାମାନେ କହୁଛନ୍ତି ଯେ ମଙ୍ଗଲବରମର କପି ଭଳିଆ କିଛି ଜଣ କହୁଛନ୍ତି। ମଙ୍ଗଲବରମ ଭାଇ କିଏ ଦେଖିଛ? ମାନେ କାଷ୍ଟିଂ ଭିତରେ ଯୋଉ ହୁଁ ଆକ୍ଟର ଆକ୍ଟିଂ କରୁଥିବେ, ସବୁ ଝଗଡାଝଗଡି କରୁଥିବେ, ସେମିତି ଆସିବେ ସବୁ ଚୁପ୍ ସାଇଲେଣ୍ଟ। କିନ୍ତୁ ତାପରେ ଏଣ୍ଡିଂ ଆଉ ରେ ଗୋଟେ କଥା, ପୁରା ବ୍ୟାଡାସ୍ କ୍ୟାରେକ୍ଟର। ତାପରେ ଆଉ ଗୋଟେ କଥା, ସେ ଆକ୍ଟର ବି ଦେଖିବ, ସେ ନର୍ମାଲି ଠିଆ ହେଇଥିଲେ ବି ଲାଗୁଛି ଓମଲେଟର ଭଳି। ଲାଗୁଛି ଲାଇଟ୍ ଲେଜର କରିବା ଇଣ୍ଟରଭ୍ୟୁ ଦେଖିଲା ବେଳେ ଲାଗୁଛି। ହଁ, ଭାଇଆ ପଡୁଛି ତା ଇଣ୍ଟରଭ୍ୟୁ ଦେଖିଲେ, କନଫ୍ୟୁଜ ହେଇଯାଉଛି ଆକ୍ଟିଂ କରୁଛି ନା ରିଏଲ ମାନେ ଲାଇଫ୍ ଇଣ୍ଟରଭ୍ୟୁର ଯାହା ଆଉଛି କହିକି ପଳଉଛି। ଇଣ୍ଟରଭ୍ୟୁର ଡରି ଯାଉଥିବ, କଣ ଗୋଟେ ଅବାଗିଆ କୋଶ୍ଚିନ୍ ପଚାରିବ, ରାଗିଯିବ, ଅନେଇ ଦବ ଶେଷ ଆଖିରେ ଏମିତି ବାହାରିବ ପୁରା ଲେଜର। ଭାଇ। ଡଟପେନ୍ ହଉ, ଡିଅର ପୁରୁଷ ହଉ, କି ଆଉ ଗୋଟେ ମୁଭି ମଝିରେ ଆସିଥିଲା ଫାଲ୍ଗୁନ ଚୈତ, କିଏ ଦେଖିଛନ୍ତି ଏଇଟା? ମୁଁ ଦେଖିଛି। ଏ ମୁଭି ପାଇଁ ବିଲିଂ କରିବେନି ଭାଇ, ମୁଁ ଦି ଦିନ ମୁଁ ଖାଲି ବୁଲିଛି ହଁ ସିନେମା ଥିଏଟର ଫ୍ରଣ୍ଟ କୁ ଯାଇକି ବାଉଡ଼ିକି ଆସିଛି। ହଁ ମାନେ 5ଟା ଟିକଟ ହେଲାନି ବୋଲି ସେମାନେ ଶୋ ଷ୍ଟାର୍ଟ କଲେ। ଆଚ୍ଛା ଏଇ ଟାଇପ ର ମତେ ଷ୍ଟ୍ରଗଲ କରିବ। ମୁଁ 200-300 ଟଙ୍କା ଖର୍ଚ୍ଚ କରିକି ଟିକଟ ମାନେ ଇଏ କରିକି ରିଟର୍ନ ପଇସା ରିଟର୍ନ ମିଳିଯାଇଛି, ବଟ୍ ଯିବାର ଆଇବାର ସବୁ ଖର୍ଚ୍ଚ ହେଇକି ବି ମୁଁ ଦେଖିପାରିନି। ମାନେ ଓଡିଆ ମୁଭି ପାଇଁ ଏତେ ଷ୍ଟ୍ରଗଲ କରିବାକୁ ପଡୁଛି। ଭାଇ ଦୀପ ଏଇ ତମେ ଆକ୍ଚୁଆଲି କଣ କି, ହଁ ମୁଁ କଣ କହିବାରେ କହିବ? ଯେତିକି ସବୁ ଏବେ ଫିଲ୍ମ ଆସୁଛି, ହଁ ସେ ସବୁ ବହୁତ ପଛରେ ଆସୁଛି, ଲେଟ୍ ହେଇଯାଇଛି ସେ ବହୁତ ସବୁ ଲେଟ୍। ସ୍କୋପ। ହଁ ଆମେ ଲୋକ ଦେଖିଲେ କମ୍ପାରିଜନ କରିବାକୁ ଲାଗୁଛନ୍ତି, ସେଇ ହଁ ଷ୍ଟୋରି ଯଦି ଆଗ ବାହାରିଥାନ୍ତା ଏମିତି କହିନଥାନ୍ତେ। ସେଟା ଅଛି। ଭାଇ ଯୋଉ ଏବେ ବି ଓଡିଆ ଇଣ୍ଡଷ୍ଟ୍ରି କପି କଲେ କୌଣସି ପ୍ରୋବ୍ଲେମ ନାହିଁ, ହଁ କପି କର। ବଟ୍ ଗୋଟେ ଜିନିଷ ଅଛି ନା, ଦେଖ ମୁଁ ଗୋଟେ ଏକ୍ସାମ୍ପଲ ଟା ଏବେ ସାଉଥ ଇଣ୍ଡିଆରେ ଗୋଟେ ମୁଭି ହେଲା ମନର, ସେଥିରେ ଗୋଟେ ସିନ୍ ରେ ତାଙ୍କେ ବିରିୟାନୀ ତାଙ୍କର ମାନେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷ ଟାଇପ ର ଦେଖେଇଲେ। ଦେନ୍ ଆମେ ଆମର ପଖାଳ ଟାଇପ ର ଜିନିଷ ଦେଖିବା କଥା ନା, ବଟ୍ ନୁହଁ, ତାଙ୍କେ ବିରିୟାନୀ ଦେଖିଛନ୍ତି ମାନେ ଆମେ ହିଁ ବିରିୟାନୀ ଦେଖୁ। ସେଇଟା ପ୍ରୋବ୍ଲେମ ସେଇଟା ପ୍ରୋବ୍ଲେମ, ସେଇଟା ହଉଛି ମେନ୍ ପ୍ରୋବ୍ଲେମ। କରିବା। ଆଉ ତ କେହି ଆସିଲେନି, ଆମେ ଅଳ୍ପ ସମୟ କଥା ହେଇକି ସାରିଦବା। ଜୟ ଜଗନ୍ନାଥ ମୋ ପ୍ରିୟ ଓଡିଆ ଭାଇ ଓ ଭଉଣୀ ମାନେ। ତ ଦର୍ଶନ ବର୍ତ୍ତମାନ ମୋ ସହିତ ଅଛନ୍ତି ନିୟତ ଭାଇ। ତ ଆଜି ଆମେ କଥା ହବା ବିଗୁଲ ବିଷୟରେ, ଅନ୍ୟାନ୍ୟ ମୁଭି ବିଷୟରେ କଥା ହବା, ଯୋଉଟା କି ବର୍ତ୍ତମାନ ସମୟ ରିଲିଜ ହେଇସାରିଛି। ତ ନିୟତ ଭାଇ, ବର୍ତ୍ତମାନ ସମୟରେ ଆମେ ବହୁତ ସାରା ଦେଖିବାକୁ ପାଉଛେ ମୁଭି, ଯେମିତି କି ସାହିଦ କପୁର ଗୋଟେ ମୁଭି ଆସିଛି ବର୍ତ୍ତମାନ ସମୟରେ। ତ ସାହିଦ କପୁର ଭାଇ, ତମେ ମୁଭିଟା ତ ଦେଖି ସାରିଥିବ ଭାଇ, ସେଇଟା କେମିତି ଲାଗିଲା ଆଗ କହିବ? ସାହିଦ କପୁର ଯୋଉ ମୁଭିଟା, ସେଇଟା ହଁ ମାନେ ଇଣ୍ଟରଭାଲ ପର୍ଯ୍ୟନ୍ତ ଏଣ୍ଟରଟେନିଂ ଥିଲା, ଠିକ ଏଣ୍ଟରଟେନିଂ ଥିଲା। ବଟ୍ ତାପରେ ଇଣ୍ଟରଭାଲ ପରେ ଟିକେ ମାନେ ଯୋଉ ଇମୋସନ ଦେଖେଇଛି, ସେଟା ଟିକେ କାଇଁ ମାନେ ଅଡିଏନ୍ସ ସହ କନେକ୍ଟ ହେଇପାରିଲେନି। ବିକଜ ମାନେ ଅଡିଏନ୍ସ ଜାଣି ଯାଇଥିଲେ ନା ଅଲରେଡି ଯେ ମାନେ କୀର୍ତ୍ତି ସେନନ ରୋବୋଟ ବୋଲି। ତ ସାହିଦ କପୁର କିଛି ବି ଯଦି ତାର ଇମୋସନ ଦେଖଉଛି ନା, ତ ମାନେ ଲୋକ କନେକ୍ଟ କରିପାରିବେନି। ସେଇଟା ମାନେ ଇଲୋଜିକାଲ ଲାଗୁଥିଲା, ମାନେ ରୋବୋଟ ସହିତ କେମିତି ମାନେ ଏତେ ଏଇଟା ହଉଛି, ତ ସେଥିପାଇଁ ଟିକେ ଇଲୋଜିକାଲ ଲାଗିଲା ମୁଭିଟା। ହଁ, ଏତେ ଇମୋସନ କେମିତି ମାନେ ଏଇଟା ହଉଛି, ସେଥିପାଇଁ ଟିକେ ଇଲୋଜିକାଲ ଲାଗିଲା ମୁଭିଟା। ବଟ୍ ୱାନ୍ ଟାଇମ୍ ୱାଚ୍, ମାନେ ଥରେ ଦେଖି ହବ ମୁଭିଟା। ଆଚ୍ଛା, ଗୀତ ଗୁଡା ବି ଭଲ ଥରେ ଅଛି, ଦେଖିପାରିବେ। ଶୁଣିବାକୁ ପାଇଲି ଯେ ସୁରଜ କୁମାର ବି ହଁ କହିଥିଲେ ଗୀତ, କି ହଁ ମାନେ ଭଲ ଗୀତ, ହେଇଛି ଗୀତ ଗୁଡା। ଦିଟା ଗୀତ ଯୋଉଟା ମାନେ ମୁଭି ଆଗରୁ ରିଲିଜ ହେଇଥିଲା ସେଇଟା ତ ଭଲ ଲାଗିଲା। ତାପରେ ମୁଭିରେ ଆଉ ଗୋଟେ ଗୀତ ଅଛି, ମାନେ ଲାଷ୍ଟ
ଆଡରେ ଅଛି ସେ ଗୀତଟା, ସେଇଟା ବି ବଢିଆ ଲାଗିଲା, ସେ ଗୀତଟା ବି ଭଲ ଲାଗିଲା। ଆଉ ଭାଇ କହିବାକୁ ଗଲେ ସହଦେବ ଦେଖି ସାରିଲାଣି? କୋଉଟା? ଇଗଲ ଯୋଉ ରବି ତେଜା ନା ଇଗଲ। ଇଗଲ ମୁଁ ଯାଇନି, ଇଗଲଟା ମୁଁ ଯାଇନି, ମାନେ ରିଭ୍ୟୁ ବି ବହୁତ ହଁ ମାନେ ଭଲ ଏଇଟା ହେଇନି, ଆସିଛି 50-50 ଆସିଛି, ମୁଁ କହୁଥିଲେ ଯାଇନି, ଭଲ ଇଗଲଟା ହେଇନି। ଯାଇନି। ଲାଷ୍ଟ 40 ମିନିଟ୍ ଭଲ ହେଇଛି ବୋଲି କିଏ ହଁ କହୁଥିଲେ। ଲାଷ୍ଟ 40 ମିନିଟ୍ ହୁଁ କହୁଛନ୍ତି ସମସ୍ତେ ଭଲ ହେଇଛି ବୋଲି। ଭାବୁଥିଲି ଆଜି ରାତି 10ଟାରେ ଯିବି ବୋଲି, ତାର ହେଲେ ନାଇଁ, ରାତି 10ଟା ଯାଇ କାହିଁ ରିସ୍କ ନବା, ଏଇ ଫିଲ୍ମଟା ତ ମାନେ ଭଲ ହେଇନି କହୁଛନ୍ତି, କାହିଁ ରିସ୍କ ନବା, ଘରେ ବସି ଦେଖିବା ପଛେ। ଆଉ ମାନେ ରିସ୍କ ନବାକୁ ଚାହିଁଲିନି, ସେଥିପାଇଁ ଭାବିଲି କି ମାନେ ଦେଖିବା, ଯଦି ଓଟିଟିରେ ଆସିଲେ ଦେଖିବି। ଆଉ ଭାଇ ଗୁଣ୍ଟୁର କାରମ ଦେଖି ସାରିଲାଣି? ଗୁଣ୍ଟୁର କାରମ? ନା ଗୁଣ୍ଡୁର ଆସିଛି, OTT କୁ ଆସିଛି, ମୁଁ ଡାଉନଲୋଡ କରିଛି, ମୋବାଇଲରେ ହଁ ଅଛି, ବଟ୍ ଦେଖିନି ଏପର୍ଯ୍ୟନ୍ତ। ମୋବାଇଲରେ ଦେଖିବ। ଡାଉନଲୋଡ ହେଇକି ଅଛି, ଦେଖିନି। ମୋ ତେଲୁଗୁ ସାଙ୍ଗ କହୁଛନ୍ତି ଭଲ ହେଇଥିଲା, ଚଳିବ, ଦେଖିବା କେମିତି ହେଇଛି। ଭଲ ଲାଗୁଛି ତ, ମାନେ ଯୋଉ ଗୀତ ଗୁଡା ତ ମୁଁ ପାଖାପାଖି 50 ଥର ଶୁଣି ସାରିଲିଣି, ଗୁଣ୍ଟୁର ଗୀତ ମୁଁ ମାନେ 50 ଥର ତ ନିଶ୍ଚିତ ଭାବେ ଶୁଣି ସାରିଛି କହିପାରି। ଭଲ ଲାଗୁଛି ଗୀତ ଗୁଡା, ତ ମାନେ ଦେଖିବା ଷ୍ଟୋରିଟା କଣ ଅଛି, ଷ୍ଟୋରିଟା ଏତେ ଖାସ୍ ହେଇନି ବୋଧେ ମେ ବି, ତ ଦେଖିବାକୁ ପଡିବ। ତାପରେ ଭାଇ ଏବେ ଆର୍ୟା ବୋଲି ଗୋଟେ ମୁଭି ଆସିଥିଲା ଜାଣିଛ? ଆର୍ୟା ମାନେ ୱେବ ସିରିଜ, ତାର ସିଜନ 3 ଆସିଥିଲା। ଆର୍ୟା ହଁ 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 ସିଜନ 3 ହଁ ପାର୍ଟ 2। ସୁସ୍ମିତା ସେନ ଭାଇ ତା हेलो ପାର୍ଟ भाई 2 ପୁରା हेलो। ଦେଖିଲି। ହଁ ହ୍ୟାଲୋ ଭାଇ ବିଶ୍ୱଜିତ ଭାଇ। हाँ भाई। ଭାଇ ଏ ଯୋଉ ଚାଲିଛି ନିରଜ ଭାଇ, ପୁଷ୍ପା ଟୁ। ଆର୍ୟା ଗୋଟେ କାଲି ଦେଖିଲି, ତାର ସେକେଣ୍ଡ ପାର୍ଟଟା ସିଜନ हाँ 3 ର, ସେଇଟା ମାନେ ବଢିଆ ଲାଗିଲା। ସୁସ୍ମିତା ସେନ ତମେ ସେଇଟା ଦେଖିବ, ମାନେ ଓମେନ୍ ଏମ୍ପାୱାରମେଣ୍ଟକୁ ଗୋଟେ ପ୍ରପର ୱେରେ ଦେଖେଇଛି। ତାପରେ ଯୋଉ ଫ୍ୟାମିଲି ବିଜନେସକୁ କେମିତି ସେ ଟେକ୍ ଓଭର କରିବ, ତାପରେ କେମିତି ମ୍ୟାନେଜ କରିବ, ମାନେ ପୁରା ଫାଇନାନ୍ସିଆଲ ଟର୍ମକୁ ୟୁଜ କରି, ମାନେ ଇଣ୍ଡିଆନ ସିନେମାରେ ଆଜିକା ଡେଟରେ ଯଦି କହିବେ ନା, ଏତେ ମ୍ୟାଚୁର ହେଲେ, ଏତେ ମାନେ କହିବାକୁ ଗଲେ ଏତେ ଡେପ୍ଥକୁ ନେଇକି ଗୋଟେ କାହାଣୀଟା ବନେଇଛି ଆର୍ୟା, ତ ଆର୍ୟାଟା ଭାଇ ଦେଖିବ ନିଶ୍ଚିତ ଭାବେ। ସେ ସବୁ ମୁଁ ବର୍ତ୍ତମାନ ଦୀପ ଭାଇ ଆର୍ୟାର ଅଛନ୍ତି। କେବଳ ସିଜନ 1 ଟା ଦେଖିଥିଲି, ହଁ ଫାର୍ଷ୍ଟ ସିଜନ ଟା। ହଁ ସିଜନ ତାପରେ ସିଜନ 2 ଆଉ 2 3 ସିଜନ 3 ଦେଖିନି। ଫାର୍ଷ୍ଟ ହଁ ସିଜନ ଟା ମତେ ଭଲ ଲାଗିଥିଲା, ମାନେ ମହାଭାରତ ସହିତ ଲିଙ୍କ କରିଥିଲା ସେଇଟା, ହଁ ସେଇଭଳିଆ ଟିକେ ଥିଲା। ମହାଭାରତର ଯୋଉ ଭାଗବତ ଗୀତାର ଶ୍ଲୋକ ସହିତ ଲିଙ୍କ କରିଥିଲା, ସେଇଟା ଭଲ ହୁଁ। ଲାଗିଥିଲା। ସିଜନ 1 ଟା ଭଲ ଲାଗିଥିଲା, ତାପରେ ମୁଁ ଦେଖିନି, ସିଜନ 2 ଟା ବି ଦେଖିନି। ତାପରେ ଏବେ ନୂଆ ନୂଆ ଚେଞ୍ଜେସ୍ ବି ଅଛି। ଆଉ ବର୍ତ୍ତମାନ ଦୀପ ଭାଇ ଆସିଛନ୍ତି, ଆଉ ବିଶ୍ୱଜିତ ଭାଇ, ତ ଆଉ ଜଣେ କି ଅମାନିଆ ରିଭ୍ୟୁଅର, ତାପରେ ଶଙ୍କର୍ଷଣ ମେହର ଭାଇ। ଶଙ୍କର୍ଷଣ ମେହର ଭାଇ, ଭାଇ କିଛି କହିବ, କିଛି ଭଏସ କି କିଛି ଭିଡିଓ? ଆଉ ଅମାନିଆ ରିଭ୍ୟୁଅର ଭାଇ ଅଛନ୍ତି, ତାପରେ ଦୀପ ଭାଇ ଦୌଟାକୁ ମାନେ ଆନିମି ବହୁତ ଦେଖନ୍ତି। ହ୍ୟାଲୋ ତ ଭାଇ। ଭାଇ ଏବେ ଥାଲପତି ବିଜୟ ପଲିଟିକ୍ସ ଜଏନ୍ କରିଲା, ପଛଆଡେ କାହା ଫଟୋ, ମାନେ ଏଇଟା କି ତାର ମାନେ ୱାନ ପିସ ରେ ଥିଲା ନା କଣ, ୟା ନାଁଟା କଣ ଭୁଲିଗଲି। ଇଏ ଇଏ ଥିଲା ବୋଧେ, କି ନାରୁଟୋ ଇଏ? ନାରୁଟୋ। ଆଚ୍ଛା ନାରୁଟୋ, ଆଚ୍ଛା ନାରୁଟୋ। ସେ ଭାବିଲି କାହାର ଗୋଟେ ଫଟୋ ଲାଗୁଛି। ଆଉ ଏଠି ବିଶ୍ୱଜିତ ଭାଇ ଅଛନ୍ତି, ତ ସମସ୍ତେ ଏକ୍ସାଇଟେଡ ଆବାଉଟ୍ ମୁଁ ମୁଭିଜ। ଗୁଣ୍ଟୁର କାରାମ ଦେଖିଦେଇଛି ଭାଇ। ଭଲ ଅଛି କି? आज यूजुअल, मतलब स्टोरी କିଛି ନୂଆ ଦେଖିବାକୁ ମିଳୁନି, ହଁ ଯେମିତି ଫ୍ୟାମିଲି ଆସେନ୍ସ ଆଉ ଫ୍ୟାମିଲି ଇମ୍ପୋର୍ଟାନ୍ସ, ସେଇ ସାଉଥ ଟିପିକାଲ ସାଉଥ ମୁଭି ଟାଇପ। ଆଚ୍ଛା। ଷ୍ଟାଇଲ ଆଣ୍ଡ ସ୍ୱାଗ ଅଛି ଆଉ ବେଶୀ, ଆଉ ମୋଷ୍ଟଲି ଆଉ ମହେଶ ବାବୁର ଖାଲି ଉଡା ଉଡି ମାଡ ଗଡି ଆଉ ସେମିତି ଖାଲି ନା, ଆଉ ହଁ ବେଶୀ କିଛି ମାନେ ହଁ ଫିଲ୍ ହେଲା ଏନ୍ଜୟ ଭଳିଆ କରିବ, ମାନେ ଇମୋସନାଲ ୱାନ୍ ନାହିଁ। ଟାଇମ୍ ୱାଚ୍, ୱାନ୍ ଟାଇମ୍ ୱାଚ୍, ୱାନ୍ ଟାଇମ୍ ୱାନ୍ ଟାଇମ୍ ୱାଚେବଲ। ୱାଚ୍। ଆଉ ହିନ୍ଦୀରେ ଯୋଉ ଡବ୍ ଭର୍ସନ ସଙ୍ଗ ଗୁଡାକ, ସେ ତ ନେକ୍ସଟ ଲେଭେଲ, ମାନେ ଫାଲତୁ ହେଇଛି। ଫାଲତୁ। ହଁ ଗୁଣ୍ଟୁର କାରମଟା ବି ଦେଖିବା ଏବେ। ତ ଭାଇ ଆଉ ଗୋଟେ ଆସିଥିଲା ଏବେ, ଆଜି ଗୋଟେ ଆସିଛି ଟ୍ରେଲରଟା, ଓଡିଆ ଟ୍ରେଲରଟା, ଅପରେସନ 12/7 ନା କଣଟା ଗୋଟେ ଆସିଛି। ତ ଭାଇ ସେଇଟା ଦେଖିଲ କି ନାଇଁ ସମସ୍ତେ? ସେଇଟା ନା ଭାଇ। ଦେଖିଲି। ହଁ ମୁଁ ସେଇଟା ଦେଖିଲି, ମୁଁ ଯେ ସେଇଟା କଣ ଦେଖିଲି। ମୁଁ ହେଇଛି? ଦେଖିଲି ଗ୍ରୁପ ରେ ଲିଙ୍କ ହଁ ସେଇଟା ବା। ମାନେ କିଛି ବି ମ୍ୟାଚ୍ ହଉନି ସେ ଟ୍ରେଲର ସହିତ, କିଛି ବି ମ୍ୟାଚ୍ ହଉନି। ହଁ ମାନେ ଏକରେ ତ ମାନେ ଭୂମିକାର ଆକ୍ଟିଂ ବି ଏତେ ମାନେ ଲାଗୁନି ଯେ ପୁରା 100% ଦେଇଛନ୍ତି ବୋଲି। ଆଉ ଗୋଟେ ହଁ ମାନେ ଷ୍ଟୋରି ବି କିଛି ଜଣା ପଡୁନି, ମାନେ କଣ ହଁ ଅଛି, ତା ମ୍ୟୁଜିକ, ଷ୍ଟୋରି କିଛି ମାନେ ଠିକ ମିଶେଇ ସେ ନାଇଁ, ଦେଇଛନ୍ତି। କିଛି ମାନେ ସିଷ୍ଟମେଟିକ ନାଇଁ କିଛି। ତାର ହୁଁ ଟ୍ରେଲର ରେ ତ ସେଇଭଳିଆ ଲାଗିଲା, ତା କିଛି ପୋଷ୍ଟର ଦେଖିଥିଲି ସିଷ୍ଟମେଟିକ ମୁଁ, ନାହିଁ। ଗ୍ରୁପ ରେ ଛଡା ହେଇଥିଲା। ଏ କଣ ଚାଲିଛି ଭାଇ? ଆଉଟଡେଟେଡ ମେକିଂ ଲାଗୁଛି ନା, ଆଗରୁ ଯେମିତି ହଉଥିଲା ସେଇ ଟାଇପ। ହୁଁ ଗୀତ ଫୀତ ପୁରା ମିକ୍ସ ହେଇକି। ଭାଇ ଦୀପୁ ଭାଇ, ତମେ ତ ଏଡିଟର, ତମେ ଟିକେ କୁହ କଣ ହେଇପାରିଥାନ୍ତା ବେଟର ଏଡିଟିଂ ରେ? ଭାଇ ଭାଇ ମୁଁ ତ ଦେଖିନି, ତା ଟ୍ରେଲର ଦେଖିନି, କିନ୍ତୁ ପୋଷ୍ଟର ଦେଖିଥିଲି ସେଥିପାଇଁ ଆଉ ଟ୍ରେଲର ଦେଖିନି। ଆରେ ପୋଷ୍ଟର ଦେଖିକି ଜାଣିଦେଲ ଭାଇ। ଦେଖିବ ଟ୍ରେଲରଟା, ଦେଖିବ, ତାପରେ ତମେ ଭୁଲ କାଢି ପାରିବ କି କଣ କଣ ଠିକ ହେଇଛି ଅଛି। ଭାଇ। ହଁ ଅଲଗା ଠିକ ଅଛି। ପ୍ରକାର ମାନେ ଗୀତ ଫୀତ ପୁରେଇକି ତାକୁ ପୁରା ମାନେ
ଅଲଗା ପ୍ରକାର ହଁ କରିଛନ୍ତି ସେ ଜଣେ ଚିନ୍ତା ଭାଇ କମେଣ୍ଟ କରିଥିଲେ ନା 6ଟା ଗୀତ ଟ୍ରେଲର ଭିତରେ ଅଛି। ହଁ 6ଟା ଗୀତ ମାନେ ଏମିତି କରିବା କଥା ନୁହଁ, ତମେ ଗୀତରେ ପଇସା ଖର୍ଚ୍ଚ ହେଇଛି ବୋଲି କଣ ଖାଲି ଗୀତ ଦେଖିବା ବାଧ୍ୟ ନା କଣ? ଆଗରୁ ଯେମିତି ସବୁ ବଲିଉଡ ମୁଭିରେ କରୁଥିଲେ ମଝିରେ ମଝିରେ ଗୀତ ପୁରେଇ ଦେବେ, ମାନେ ତ ସେଇ ମାନେ ଟ୍ରେଲର ଟା ଷ୍ଟାର୍ଟ ହଉଛି ଷ୍ଟାର୍ଟ ରେ ହିଁ ଗୀତ ଅଛି, ହଁ ପ୍ରବଳ ଷ୍ଟାର୍ଟିଂ ରୁ ହିଁ ଗୀତ। ଗୀତ ଅଛି, ମାନେ ହୁଁ। ଗୀତରୁ ସେମାନେ ଟ୍ରେଲର ଟା ଷ୍ଟାର୍ଟ କରିଛନ୍ତି। ଗୀତରେ ଖାଲି ଟ୍ରେଲର ଗୀତ ଷ୍ଟାର୍ଟ ହେଇକି ରହିଗଲା, ତାପରେ ମୁଣ୍ଡ ଖରାପ, ତାପରେ କଣ ହେଲା କଣ ନାହିଁ ମତେ ଲାଗୁଛି ସେ ବଞ୍ଚିଛି, ସେମାନେ ଯୋଉ ହିରୋଟା ସେ ବଞ୍ଚିଥିବ, ତାପରେ ସେ କୋଉଠି ସେ ଯୋଉ କହିଲାନି କି ଯେ ସେ ତ ବୁଡିବନି, ସେ ତ ମତେ ବଞ୍ଚେଇଥିଲେ ସେଦିନ। ଆଉ ଗୋଟେ ତାପରେ ତାଙ୍କ ସିନ୍ ଭାଇରାଲ ହେଇଥିଲା ଯୋଉ ନ୍ୟୁଜରେ ଛାଡିଥିଲେ, ନ୍ୟୁଜରେ ଯୋଉ ଗୋଟେ ସିନ୍ ଛାଡିଥିଲେ ଯୋଉ ବୁଡିଲା ଟାଇମରେ ବଞ୍ଚିବାର ସିନ୍ ଟା, ତ ସେ ସିନ୍ ଟା ମେ ବି କନେକ୍ଟେଡ ଅଛି, ତ ସିଏ କହିବ ଯେ ମତେ ସିଏ ବଞ୍ଚେଇଥିଲେ ଏତେ ପାଣିରୁ, ତ ସିଏ ମରିନଥିବେ, ତ ସେଇଟା ମତେ ଲାଗୁଛି ସେ ବୁଡିକି ମାନେ ଦାଢି ଫାଡି ହେଇକି ସେ ଗୋଟେ ବୁଢା ହେଇକି ଥିବ, ମାନେ ପାଗଳ ହେଇଥିବ, ତାପରେ ତା ବ୍ରେନ କୁ ତାର ମେମୋରି ଟା ପୁଣି ଥରେ ଫେରିକି ପାଇବ, ତାପରେ ପୁଣି ଥରେ ଆସିବ ରିଅଲାଇଜ କରିବ, ତାପରେ ଗୋଟେ ନୂଆ ସମ୍ପର୍କ, ନୂଆ କାହାଣୀ ଏଣ୍ଡ, ଗୋଟେ ହାପି ଏଣ୍ଡିଙ୍ଗ ହବ, ତ ସେଇଟା ହିଁ ଲାଗୁଛି। ସିରିୟଲ କାହିଁକି ନା ତ ଭାଇ ଷ୍ଟୋରିଟା କୋଉ ଭଳିଆ ଲାଗୁଛି କହିଲ, ମାନେ ଆମ ଭଳିଆ ଅଡିଏନ୍ସ ମାନଙ୍କ ପାଇଁ ଲାଗୁନି, ମାନେ ଯୋଉମାନେ ହଁ। ଘରେ ସିରିଏଲ ଦେଖନ୍ତି ସେଇ ସିରିୟଲ କଥା କହିଲେ ଆସୁ ବହୁ ସିରିଏଲ ସେଇ ଟାଇପ ର ଅଡିଏନ୍ସ ସେଇଭଳିଆ ଫିଲ୍ମ ଦେଖିପାରିବେ, ସେଇ ଟାଇପ ମୋଷ୍ଟଲି ଲାଗୁଛି ସିରିୟଲ ମାନେ ସେ ହୁଏନି, trailer ଟା ପାହାଡ ଉପରେ ହିରୋ ହିରୋଇନ ଭିତରେ କିଏ ଗୋଟେ ଗଳିଯିବ, ତାପରେ ଭୁଲିଯିବ, ଫେସ୍ ଚେଞ୍ଜ ହେଇଯିବ, ସେଇ ସବୁ ତାପରେ ସର୍ଜରୀ ହେଇକି ଆସିବ, ଭାଇ ମୁଁ କିଏ, ମୁଁ କୋଉଠି ଥିଲି, ଇଏ କିଏ, ଇଏ ତ ମୋ ସ୍ତ୍ରୀ ନୁହଁ, ଇଏ କିଏ ଭାଇ ମୁଁ ଜାଣିନି, ତାପରେ ଆସିବ ସେଇଠି ଗୋଟେ ସସ୍ପେନ୍ସ ହବ, ସେମିତି ତାପରେ ଗୋଟେ ଫିଲ୍ମ ନଥିଲା ସିଦ୍ଧାନ୍ତର, କଣ ସିଦ୍ଧାନ୍ତର କୋଉ ଫିଲ୍ମ ନାଁ ଟା ମନେ ପଡୁନି। ହଁ ସିଦ୍ଧାନ୍ତର ଗୋଟେ ଫିଲ୍ମ ଥିଲା, ମିହିଦାସ ସେଥିରେ ଭିଲିଆନ ହେଇଥିଲା ନା କଣ, ଓହୋ ମନେ ପଡୁନି। କେଜାଣି ମନେ ନାହିଁ ଭାଇ, ବହୁତ ପାହାଡ ଉପରୁ ନାଟା। ଯାଉଥିବ, ଫେସ୍ ଚେଞ୍ଜ ହେଇଥିବ, ତାପରେ ହଁ ଅନିଲ ଚୌଧୁରୀ ବି ସିଦ୍ଧାନ୍ତ, ଥିଲେ ନା କଣ ସେଥିରେ। ହଁ ମେ ବି ହଁ ସେମିତି କିଛି ଗୋଟେ ଫିଲ୍ମଟା ଥିଲା, ଜମା ଦେଖିଲା ଭଳିଆ ଲାଗୁଛି, ନାଟା ମନେ ପଡୁନି, ବହୁତ ବର୍ଷ ତଳେ ଦେଖିଥିଲି। ଆଉ ବି ଗୋଟେ ଜିନିଷ ମାନେ ଟିକେ ମାନେ ଏଇ ଯୋଉ ମାନେ ଅପରେସନ 1247 ମତେ ଟିକେ ଲାଗୁଛି ଯୋଉ ହିନ୍ଦୀ ମୁଭି ଆସିଥିଲା ଅକ୍ଷୟ କୁମାର ଫାଷ୍ଟ ମୁଭି ଆଚ୍ଛା ସୈନିକ ବୋଲି ଆସିଥିଲା ଗୋଟେ, ହଁ ମତେ ଲାଗୁଛି ମାନେ ସେଇଭଳିଆ ସିମିଲାର ଷ୍ଟୋରି ଥାଇପାରେ, ମତେ ଯାହା ଲାଗୁଛି ହଁ ସେଇଭଳିଆ, ମାନେ ଟ୍ରେଲରରୁ ତ ମତେ ସେମିତି ଜଣା ପଡିଲା, ମାନେ ସେମିତି ସେ ମରିଯାଇଥିବ ବୋଲି ଭାବିବେ, ମାନେ ଭୂମିକା ଦାସର ଯୋଉ ମାନେ ତାକୁ ଯେତେ ଇମ୍ପୋର୍ଟାନ୍ସ ଦିଆ ହେଇଛି, ତ ମତେ ଲାଗୁଛି ଯେ ସେଇଭଳିଆ ହିଁ ସିମିଲାର ଷ୍ଟୋରି ଥାଇପାରେ ସୈନିକ ଭଳି। ଏଇଟା କାଇଣ୍ଡ ଅଫ ସ୍ତ୍ରୀର ଇମୋସନ ଦେଖେଇବେ ବୋଧେ, ମାନେ ସ୍ତ୍ରୀ କଣ ଗତି କରୁଛି କୋଉ ଇମୋସନ ଦେଇକି, ସେଇଟା ଦେଖେଇବେ ମେ ବି, କିନ୍ତୁ ଆକ୍ଟିଂ ଏତେ ଖାସ ଲାଗୁନି ସତ କଥା, ମାନେ ଟୁ ବି ଅନେଷ୍ଟ ଆକ୍ଟିଂ ଭଲ ଲାଗୁନି, ମାନେ ଟିକେ କଣ କହିବି, ଆଉ ଏତେ ଅଲଗା ଅଲଗା ଫିଲ୍ମ ଦେଖିଲା ପରେ ଟିକେ ବି ଯଦି ଭଲ ଲାଗୁନି, ତାହେଲେ ସେ ଜମା ବି ଭଲ ଲାଗୁନି, ମାନେ ଆଡଜଷ୍ଟ କରିବନି ଆଉ, ମାନେ ସତରେ ମାନେ ଦୁଃଖ ଲାଗୁଛି, ମାନେ ଏତେ ଫିଲ୍ମ ଦେଖୁଛୁ ଆମେ ନା, ତାମିଲ ୱାର୍ଲ୍ଡ ଫିଲ୍ମ, କଣ୍ଟେଣ୍ଟ ଦେଖୁଛେ ନା, ମାନେ ହଁ ସବୁ ଆଡୁ ଦେଖିଲା ବେଳକୁ ହଁ ଏଇଟାକୁ କମ୍ପାରିଜନ ପଳେଇ ଆସୁଛି ପୁଣି ସେଇଆ। କମ୍ପାରିଜନ ପଳେଇ ଆସୁଛି, ତ ସେଇଟା ପ୍ରୋବ୍ଲେମ ହେଉଛି, ମାନେ ଆମର ପ୍ରୋବ୍ଲେମ, ତାପରେ ଟୋଟାଲ ଅଡିଏନ୍ସଙ୍କର ବି ପ୍ରୋବ୍ଲେମ, କାହିଁକିନା ଆମେ ଦେଖୁଛେ, ଆଗରୁ କଣ କ୍ୟାମେରା କିଛି ସ୍କୋପ ନଥିଲା ଦେଖିବା ପାଇଁ, ଏବେ କଣ ଇଣ୍ଟରନେଟ ଶସ୍ତା ହେଇଗଲାଣି, ଯାହା ଘରେ ଦେଖିଲେ ସମସ୍ତଙ୍କର ଇଣ୍ଟରନେଟ, ତାପରେ ସମସ୍ତେ ଦେଖିପାରୁଛନ୍ତି, ତ ସେଥିପାଇଁ ଅଡିଏନ୍ସଙ୍କ ପାଖେ ଆଉ ଆକ୍ସେସିବିଲିଟି ଏମିତି ବଢିଗଲା। ଗୋଟେ ଫିଲ୍ମ ବନେଇବା ଦରକାର ମାନେ ସବୁ ଅଡିଏନ୍ସ କୁ ଭଲ ଲାଗିବ, କେବଳ ମାସ ହଁ ନୁହଁ କି କେବଳ ବେଶୀ ମାନେ ଏଜ ହେଲା ଅଡିଏନ୍ସ, ହୁଁ ମାନେ ସମସ୍ତଙ୍କୁ ମାନେ ବାଲାନ୍ସ କରୁଥିବ, ଆଉ ସେଇ ଟାଇପ ର କିଛି କଣ୍ଟେଣ୍ଟ ହେଲେ ଭଲ। ମାସ୍ ୱିଥ କ୍ଲାସ। ହଁ ମାସ ୱିଥ କ୍ଲାସ। ଓଡିଆରେ ତ ସେଇ ହିଁ ଦରକାର, ମାନେ ଅଧିକ ବିଶ୍ୱାସ କରିବେନି, ଅଡିଏନ୍ସ ଗ୍ରାବ କରିବା ଦରକାର ସେଇଭଳିଆ ହୁଁ କଣ୍ଟେଣ୍ଟ ବାହାରିବା ଦରକାର। ମାନେ ମୁଁ ଆଶିଷ ଭାଇ ମୁଁ କେମିତି ଏ ସମ୍ପର୍କଟା ପ୍ରିମିୟର ଶୋ ଯିବି ଭାବୁଥିଲି ହେଲା, ହଁ ତାପରେ ଯିବା ଆଗରୁ ମୁଁ ଟ୍ରେଲର ଟା ଦେଖିଲି, ଆଉ ଯିବାଟା କ୍ୟାନସଲ କରିଦେଲି, ଭାଇ, ମାନେ ତା ଟ୍ରେଲର ଦେଖିଲି, ଭାବିଲି ନା ବେକାର ପଇସା ୱେଷ୍ଟ ହବ ଏଇଟା, ତାର ଟ୍ରେଲର ଟା ଦେଖିକି ହିଁ ଆଉ ଯିବା ପାଇଁ ଇଚ୍ଛା ହେଲାନି। ମୁଣ୍ଡ ଖରାପ ଭାଇ, ଏଗୁଡା ମାନେ କଣ, ମାନେ ସିଡି ଗୋଲା ଥୁଆ ହେଇଥିଲା ନା କଣ, ଏତେ ବର୍ଷ ହବ ଥୁଆ ହେଇଥିଲା, ଆଶିକ ଗୋଟେ ତାକୁ ଏବେ ଧରି ରିସେଣ୍ଟଲି ଯୋଉ ଫିଲ୍ମ ଆସିଥିଲା କଣ ଆଶିକ କଣ ଅଛି ଫିଲ୍ମ ନା? ଆଶିକ ଦିୱାନା ହେଲା ନା କଣ, ସେ କଣ ଫିଲ୍ମ ହଁ ଆଶିକ ଆଶିକ ଦିୱାନା ହେଲା, ସରେଣ୍ଡର ହେଲା, ଆଶିକ ସରେଣ୍ଡର, ସରେଣ୍ଡର ସରେଣ୍ଡର ହେଲା। କଣ ଭଲ ତାର ଫିଲ୍ମ। ଆକ୍ଚୁଆଲି ଏଇଟା ୟୁଟ୍ୟୁବରେ ଛଡା ହବନି ତ, ଏ ହଁ ପଡକାଷ୍ଟ ଟା ମାନେ ଏଇଟା ସେମିତି ଗ୍ରୁପ ହଁ ଆଉ ଛାଡିଦବା ନା ଛାଡିବାନି, କଣ କହୁଛ? ସେଥିରୁ ନା ମୁଁ ଗୋଟେ କଥା କହିଥାନ୍ତି ତ, ଛାଡ। ହଉ ତାହେଲେ ଏଇ ସେଥିରୁ ପାର୍ଟ ଟା କଟ୍ ଜଣେ କରିଦବା, ସେଇ ଏଇ ଟାଇମ ଷ୍ଟାମ୍ପ ଟା ହଁ ଦେଖିଦଉଛି, ଏଇ ଏଇ ପାର୍ଟ ଟା କଟ୍ ପାର୍ଟ କରିଦବା, ଆଚ୍ଛା ଆଚ୍ଛା 10 ମିନିଟ୍ 55 ସେକେଣ୍ଡ, ହଁ ତ 10 ମିନିଟ୍ 55 ସେକେଣ୍ଡ ରୁ କଟିଲା କୋଉ ଯାଏ 12 ମିନିଟ୍ 7 ସେକେଣ୍ଡ ଯାଏ, 2 ମିନିଟ୍ କଟିଲା ଆଉ 1 ମିନିଟ୍ କଟିଲା। ତ ଭାଇ ବର୍ତ୍ତମାନ ଜୟ ସମୟରେ ଜଗନ୍ନାଥ କେମିତି, ଭାଇମାନେ।
ହଁ ଭାଇ ଭଲ ଶଙ୍କର ଭାଇ ଜୟ ଜଗନ୍ନାଥ ଭାଇ। ଜୟ ଜଗନ୍ନାଥ ଭାଇ ଭାଇ କୋଉଠୁ ଆସିଛ ଜୟ ଜଗନ୍ନାଥ। ବ୍ରହ୍ମପୁର ଭାଇ ଆମର। ବ୍ରହ୍ମପୁର ଭାଇ ତମ ଆଡେ ତ ସବୁ ମାନେ ଫିଲ୍ମ ହଲ୍ ଗୌତମ ହଲ୍ ଅଛି ତାପରେ ସାଉଥ ଫିଲ୍ମ ପୁରା ଚାଲିଛି ଅଲଗା ପ୍ରକାର ସାଉଥ ଫିଲ୍ମ ଆମ ସାଇଡରେ ଅଧିକ ଚାଲିବ। ହଁ ଏଠି ବ୍ରହ୍ମପୁର ଓଡିଆ ଏରିଆ ଓଡିଆ ପାଇଁ ଷ୍ଟ୍ରଗଲ କରିବାକୁ ପଡେ ଏଠି ସବୁବେଳେ। ହୁଁ ଯେତିକି ମୁଁ କରିଛି ଏ ପର୍ଯ୍ୟନ୍ତ। ମାନେ ଷ୍ଟ୍ରଗଲ ହଁ ଡଟ୍ ପେନ୍ ହଉ ଡିଅର ପୁରୁଷ ହଉ କି ଆଉ ଗୋଟେ ମୁଭି ମଝିରେ ଆସିଥିଲା ଫାଲ୍ଗୁନ ଚୈତ କିଏ ଦେଖିଛନ୍ତି ଏଇଟା? ମୁଁ ଦେଖିଛି ଏ ମୁଭି ପାଇଁ ବିଲିଭ କରିବେନି ଭାଇ ମୁଁ by the way ଦି ଦିନ ମୁଁ ଖାଲି ବୁଲିଛି ହଁ ସିନେମା ଥିଏଟର ଫ୍ରଣ୍ଟ କୁ ଯାଇକି ବାଉଡ଼ିକି ଆସିଛି। ଆଚ୍ଛା ମାନେ 5ଟା ଟିକଟ ହେଲାନି ବୋଲି ସେମାନେ ଶୋ ଷ୍ଟାର୍ଟ କଲେ। ଆଚ୍ଛା ଏଇ ଟାଇପର ମତେ ଷ୍ଟ୍ରଗଲ କରିବ ମୁଁ 200-300 ଟଙ୍କା ଖର୍ଚ୍ଚ କରିକି ଟିକଟ ମାନେ ଇଏ କରିକି ରିଟର୍ନ ପଇସା ରିଟର୍ନ ମିଳିଯାଇଛି ବଟ୍ ଯିବାର ଆଇବାର ସବୁ ଖର୍ଚ୍ଚ ହେଇକି ବି ମୁଁ ହୁଁ ଦେଖିପାରିନି। ମାନେ ଓଡିଆ ମୁଭି ପାଇଁ ଏତେ ଷ୍ଟ୍ରଗଲ କରିବାକୁ ପଡୁଛି। ହଁ ଆଉ ଭାଇ ଫାଲ୍ଗୁନ ଚୈତ୍ର ମୁଁ ଟ୍ରେଲର ଯେତେବେଳେ ଦେଖିଥିଲି ସେତେବେଳେ ତା ସଙ୍ଗ ପାଇଁ ବୋଲି ସେତେବେଳେ ତା ଗୋଟେ ସଙ୍ଗ ପାଇଁ ମତେ ବହୁତ ଭଲ ଲାଗିଲା ମୁଭିଟା। ମୁଁ ଚାହୁଁଥିଲି ଯେ ମୁଭିଟାକୁ ଏକ୍ସପିରିଏନ୍ସ କରିବା ପାଇଁ ଥିଏଟର କାହିଁକିନା ଓଡିଆ ମୁଭି ୱାନ୍ସ ଥିଏଟରରୁ ପଳେଇଲା ପରେ ଆଉ ଦେଖାଯାଉନି ସେ କୁଆଡେ ପଢଉଛି। ହଁ ଭାଇ ଏବେ ଏମିତି ତ ତ ଷ୍ଟ୍ରଗଲ କରିବାକୁ ପଡୁଛି ଓଡିଆ ମୁଭି ପାଇଁ। ଓଟିଟି ଏ ଓଟିଟିରେ ଓଟିଟିରେ ଆସିବ ଯଦି ଆସିଯାନ୍ତା ଲୋକ ଟିକେ ଜାଣିପାରନ୍ତେ। ହଁ ହଁ ଏଇଟା ସେଇଟା ଯେ ସେଇଟା ସେଇଟା ଏଇଟା ଇମ୍ପୋର୍ଟାଣ୍ଟ ଆସିଯାଇଛି ଏବେ ଓଡିଶା ପାଇଁ ସେଇଟା ବହୁତ ଇମ୍ପୋର୍ଟାଣ୍ଟ ଏବେ ଓଟିଟି। ବଟ୍ ଯେତିକି ଓଟିଟି ଆସିଛି ହୁଁ ସେମାନଙ୍କର ବି କାଲକୁଲେସନ କିଛି ମତେ ମାନେ ନା ଏମାନଙ୍କ ଡିଷ୍ଟ୍ରିବ୍ୟୁସନ ଠିକ ନାହିଁ ନା କଣ ହଉଛି କଣ୍ଟେଣ୍ଟ ବଟ୍ ସେ ମାନେ ମୁଭି ୱିକ୍ ରହୁଛି। ହଁ ଆସୁନି ଓଟିଟିରେ ଆସୁନି ଦେଖ ଏବେ କଞ୍ଚା ଲଙ୍କା ବି ଅଛି ଆଉ ନେକ୍ସଟ ବି ଅଛି ନା ବଟ୍ ମୁଭି ସେଥିରେ ଆମ ଓଡିଆ ମୁଭି ବଙ୍ଗାଳୀ ମୁଭି ଆଉ ନେକ୍ସଟରେ ବଙ୍ଗାଳୀ ହୁଁ ମୁଭି ଅଛି ବୋଧେ ସାୟଦ ମୁଁ ଦେଖିକି ଜାଣିବାରେ ଓଡିଆ ହୁଁ କଣ୍ଟେଣ୍ଟ ବହୁତ କମ ଅଛି। ହୁଁ ତ ସେଇଟା ଓଟିଟିରେ ତ ଗ୍ରୋ କରିବାକୁ ପଡିବ ନହେଲେ ଓଡିଆ ଓଟିଟି ମୁଭି ବହୁତ ମୁଭି ଏମିତି ଅଛି ମାନେ ମିସ୍ କରିଦେଇଛି। ହଁ ମୁଁ ପ୍ରାୟ 2ଟା ଘଣ୍ଟା ମୁଭି ପାଇଁ ମୁଁ ଭୁବନେଶ୍ୱର ଯିବାକୁ ପଡିଥିଲା ଦେଖିବା ପାଇଁ। ଆଚ୍ଛା ମାନେ ଏତେ ବାଟ ଆସିଥିଲା ନା ହଁ ହଁ ଦଶମ ମୁଁ ଫାଷ୍ଟ ଯେତେବେଳେ ଏଇଠି ରିଲିଜ ହେଲା ହଁ ପ୍ରଥମେ ତ ରିଲିଜ ହେଇନଥିଲା ହୁଁ ପରେ ପ୍ରିମିୟର କରି ରିଲିଜ କରିଥିଲେ ଏଇଠି ଯୋଉଦିନ ହୁଁ ସେଦିନ ବି ମୁଁ ବାଧ୍ୟ ହେଇକି ଯାଇଥିଲି ମୋ କାମ ଛାଡିକି। ମୁଁ କହିଲି ଏ ଯଦି ଏ ଶୋଟା ପ୍ଲେ କରିବେ କାହିଁକିନା ସେକେଣ୍ଡ ଶୋ ମାନେ ପକେଇବେନି କନଫର୍ମ ଏଇଟା ହୁଁ କାଟିଦେବେ ପ୍ରିମିୟର ହଉଛି ବୋଲି ହିଁ ପକେଇବେ ତ ହଁ ସେଇଥିପାଇଁ ମୁଁ ପ୍ରଥମ ଯାଇକି ଆସିଥିଲି ସେଇଟା ଦେଖିଥିଲି। ପ୍ରତୀକ୍ଷା ବି ମୁଁ ସେମ ଦେଖିଦେଇଥିଲି ଦମନ ବି ଦେଖିଥିଲି ବଟ୍ ଆଉ ଯୋଉ ମଝିରେ 3-4ଟା ମୁଭି ଥିଲା ସେଗୁଡା ଆଉ ବହୁତ ଖୋଜିଲି କିନ୍ତୁ ମିଳିଲାନି। ରିସେଣ୍ଟ ଗୋଟେ ଆସିଥିଲା ନା କଣ ଗୋଟେ ଭଲ ମୁଭି ଗୋଟେ ଆସିଥିଲା କଣ ନାଁଟା ତାର ମାଇ ଡିୟର ହାଉସ ସସ୍ପେନ୍ସ ଥ୍ରିଲର ୱାଇଫ ଗୋଟେ ଆସିନଥିଲା ଗୋଟେ ପୁଷ୍କରା ନା ସେଇଟା ତ ଆସିଲା ହଁ ସେଇଟା ଗୋଟେ ନା ପୁଷ୍କର ବି ଦେଖିଛି ପୁଷ୍କରା ପୁଷ୍କର ଦିଥର ଦେଖିଛି ଯାଇକି ଆଚ୍ଛା ଗୋଟେ ଥର ସବ୍ୟସାଚୀ ଭାଇଙ୍କ ସାଥିରେ ଦେଖିଥିଲି ହୁଁ ଆସିଥିଲେ ସେଇଠିକି ନା ତା ପୂର୍ବରୁ ଗୋଟେ ସସ୍ପେନ୍ସ ଥ୍ରିଲର ଗୋଟେ ମୁଭି ଆସିଥିଲା ଦୃଶ୍ୟମ ଟାଇପର ଗୋଟେ ମୁଭି ଗୋଟେ କଣ ଗୋଟେ ନାଁଟା ମୋର ମନେ ପଡୁନି ଡଟ୍ ପେନ୍ ଶାନ୍ତି ଆପାର୍ଟମେଣ୍ଟ ଡଟ୍ ପେନ୍ ନା ଡଟ୍ ପେନ୍ ପୂର୍ବରୁ ସେ ଆସିଥିଲା ବଢିଆ ସସ୍ପେନ୍ସ ନାଁଟା ଥିଲା। ହଁ ସସ୍ପେନ୍ସ ଥିଲା ଟାଇପର ଦୃଶ୍ୟମ ଟାଇପର ମାଇଣ୍ଡ ଷ୍ଟୋରି ଗେମ୍ ଥିଲା ବୋଲି କହୁଥିଲା। ମାଇଣ୍ଡ ଗେମ୍ କଣ କହିଲ ମାଇଣ୍ଡ ନା ଗେମ୍ ନା ନା କଥା ମାଇଣ୍ଡ ଗେମ୍ ଆରେ ମାଇଣ୍ଡ ଗେମ୍ ନୁହଁ ମାଇଣ୍ଡ ଗେମ୍ ତ ଫାଷ୍ଟ ମୁଁ ଦେଖି ଆସିଥିଲି ଏ ମାଇଣ୍ଡ ଗେମ୍ ପରେ ଆସିଥିଲା ଗୋଟେ ଡେଲିଭରି ବୟ ମାଇଣ୍ଡ କି ଗେମ୍ ଡେଲିଭରି ନା କୋଉଟା ନା ସେଇଟା ସସ୍ପେନ୍ସ ଯାଉନି ଆଉ ଗୋଟେ କଣ ଥିଲା ନା ମନେ ପଡୁନି ମୋର ନାଁଟା ବଟ୍ ହଁ ଏକ୍ଜାକ୍ଟ ନାଁଟା ପାଟିକୁ ଆସୁନି ବହୁତ ଭଲ ଥିଲା ସମସ୍ତେ ମୁଁ ରିଭ୍ୟୁ ଆଉ ମାନେ ନେକ୍ସଟ ତାର ଅପଲୋଡ କରିବ ବୋଲି କହୁଛି ସେ ପକେଇଥିଲା ତାର ପୋଷ୍ଟରେ ଭାଇ ସେ ହିରୋ ନାଁଟା ଖାଲି କହିଦଉନ ମନେ ପଡୁନି ଭାଇ ବର୍ତ୍ତମାନ ମୁଁ ତା ଟିକେ ରିଭ୍ୟୁ ବି ଖାଲି ଦେଖୁଥିଲି ବହୁତ ଥର ହିଣ୍ଟ ଖାଲି ହିଣ୍ଟ ଗୁଗଲରେ ଦେଖିବାକୁ ପଡିବ ଷ୍ଟୋରି କଣ ହେଇଥିବ କି କଣ? ହଁ ଗୋଟେ ମଡର୍ନ ଫ୍ୟାମିଲି ଡ୍ରାମା ଆଉ ସସ୍ପେନ୍ସ ଥ୍ରିଲର ଟାଇପର ଗୋଟେ ଓହୋ ଆଚ୍ଛା ଆଚ୍ଛା ମେ ବି କିଛି ସେଇଟା ମନେ ମୁଁ ତାର ରିଭ୍ୟୁ ବହୁତ ଭଲ ଦେଖିଥିଲି ହଁ ମାନେ ସସ୍ପେନ୍ସରେ ଭଲ କରିଛି ମୁଭିଟା ବୋଲି ବଟ୍ ଜାଣିପାରୁନି କୋଉ ମୁଭିଟା ଆସିଛି ଗୋଟେ ଆସିନଥିଲା ପାଣିରେ ଯାଯାବର ତ ନା ଆସିନି ଏପର୍ଯ୍ୟନ୍ତ ଆରେ ସେଇଟା ଆସିବ ନୁହେଁ ସେଇଟା ନୁହଁ ମୁଁ ଚେକ୍ କରିଦଉଛି ଟିକେ ରହିଛି ଫୋର୍ କଣ ଫୋର୍ କଥା କି ହଉଛ ମତେ ଗୋଟେ ଫୋର୍ ଆରେ ଫୋର୍ ତ ମୁଁ ଦେଖିଛି ତାହେଲେ ତାହେଲେ ଫୋର୍ଟା ତ ବେଷ୍ଟ ଥିଲା ଆଉ ନେକ୍ସଟ ଅନୁସାରେ ମାନେ ଓଟିଟି କଣ୍ଟେଣ୍ଟ ଅନୁସାରେ ବେଷ୍ଟ ମୁଭିଟା ହୁଁ ତାର ପାର୍ଟ 2 ଆସିବ ମୁଁ ୱେଟ୍ କରି ଅଛି ଆଉ ଫୋର୍ ମୁଭିରେ ତାର ଫାଷ୍ଟ ପାର୍ଟଟା ମନେ ଅଛି ନା ଯୋଉ ଜଙ୍ଗଲ ଭିତରେ ଯୋଉ ମାନେ ଯୋଉ ହଁ ହଁ ଫାଷ୍ଟ ହଁ ଷ୍ଟୋରିଟା ହଁ ଯୋଉ ହଁ ଦେଖେଇଥିଲେ ହଁ ସେଇଟା ଭାଇଟା କଷ୍ଟ ତାର ଲାଗେ ଅକ୍ଷୟ ମହାନ୍ତିଙ୍କ ସଙ୍ଗ ସେ ଯୋଉ ମାନେ ହଁ ବ୍ୟାକଗ୍ରାଉଣ୍ଡ ପ୍ରସେନଜିତଙ୍କ ଯୋଉ ସିନ୍ ଟା ତ କବାଟ ଖୋଲିକି
हाँ हाँ भाई से गोटे पटे आउ तार एंडिंग से मूवी जो एंडिंग जो 4 जन जो स्टोरी जो गोटे जाय कनेक्ट कला फास्ट टाइम लागला ओडिया हां कि गोटे कोशिश करछि बनाया को कोशिश करबी भलो बनै सारछि डायरेक्टर नाटा कौन सेटा से फिल्म एते बढ़िया करले देखिया सर्च करिया 4 रो डायरेक्टर मु चेक मु चेक करछि 4 रो कहउछन्ते हां हां 4 4 ମୁଁ ଟ୍ରେଲର फोर बंगाली डायरेक्टर ଥିଲେ ନା କଣ ଫିଲ୍ମ ଦେଖିନି ଏବେ ଦେଖିବା ଭାଇ ବର୍ତ୍ତମାନ ସମୟରେ ତ ବିଗୁଲ ଏବେ ଆସିବ ଗୋଟେ ଏକ୍ସାଇଟମେଣ୍ଟ ବିଲ୍ଡ କରିବା ପାଇଁ ମାର୍ଚ୍ଚରେ ଆସିବ ତ ସେଇଟାରୁ ଟିକେ ଏକ୍ସପେକ୍ଟେସନ ଅଛି टीजर देखी माने टीजर ओडिया मूवी रे बहुत कम कम टाइम हुए कि तुम कोरे गोटे टीजर हो ट्रेलर हो देखी गोटे मन गोटे आशा पळे कि नाही मूवीटा भलो बड़ देखिया डेफिनेटली देखिया दरकार ए मूवीटा सेम गोटे ହଁ ଆଉ ଭାଇ ଏଥର ଅନୁଭବ ମହାନ୍ତି ଅଛନ୍ତି ବୋଲି କିଛି ଜଣ କହୁଛନ୍ତି ମତେ ତ ପୁରା ସିଓର ଭାଇ ଓଡିଆ ଫିଲ୍ମରେ ନାଇଁ କି ଗୋଟେ ପ୍ରୋବ୍ଲେମ କଣ ହଉଛି କହିଲ ମାନେ ଅନୁଭବ ମହାନ୍ତି ଅଛନ୍ତି ଆମକୁ ଜାଣିଦେଇଛେ ଆମେ ଜାଣିଦେଇଛେ ଭାଇ ସେ ଜଣେ ନଥିଲା ତ ମାନେ ଖାଲି ଟିକେ ଗ୍ଲିମ୍ସ ଦେଇଥାନ୍ତ ମାନେ ସବୁ ମାନେ ଜଣେ ଦେଇଛନ୍ତି ମାନେ ଟୋଟାଲ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ଭାଇ ଯଦି ସର୍ଚ୍ଚ କରିନା ଅନୁଭବ ମହାନ୍ତି ତାହେଲେ ଇନଷ୍ଟାଗ୍ରାମରେ ଅପଲୋଡ ହେଇଛି ଫଟୋ ମାନେ ଏତେ ବଡ ଲେଭେଲରେ କେମିତି ଏଇଟା ମାନେ ଏତେ ଇରେସ୍ପନ୍ସିବଲ କେମିତି ହେଲେ ତ ଏତେ ବି ଦେଖିବାର ନଥିଲା ଗୋଟେ ଥାଏ ପ୍ରଭାସ ସ୍ପେଶିଆଲ ଏପିୟରେନ୍ସ ଅଛି ବୋଧେ ସ୍ପେଶାଲ ଆପିୟରାନ୍ସ ହେଲେ ବି ସେ ଦେଖିବାର ନାହିଁ ନା ରୋଲେକ୍ସ ଥିଲା ଏଇ ଯୋଉ ସୂର୍ୟା ଥିଲା କଣ ଆମକୁ କହିନଥିଲେ ନା ସସ୍ପେନ୍ସ ବିଲ୍ଡ ହେଲା କାହିଁକିନା ସେମାନେ ସେଇଟା ଗୋଟେ ଜାଣିଛନ୍ତି ଷ୍ଟ୍ରାଟେଜି ନା ମାନେ ଲୋକ ଯଦି ଜାଣିବେ ଅନୁଭବ ହଁ ମହାନ୍ତି ଅଛନ୍ତି ବୋଲି ତ ଆସିବେ ଅବଭିୟସଲି ଦେଖିବାକୁ ଆସିବେ କଣ ହଁ ତାଙ୍କର ମାନେ କଣ ସେ ଛୋଟ ରୋଲ ବି କଣ ଅଛି ସେଟା ଦେଖିବା ପାଇଁ ଆସିବେ ଲୋକ ୟାଙ୍କର ନାଇଁ ବୁଦ୍ଧି ହାଇପ୍ ଟା ଟିକେ କ୍ରିଏଟ ଉଲ୍ଟା ହବ ବୋଧେ ଏମିତି କଥା ଏବେ ଏବେ ଏଇଠି ଏବେ ଓଡିଶାରେ ଏ ଟାଇପ ର ହିଁ ଦରକାର କାହିଁକି ନା ଦେଖନ୍ତୁ ଯଦି ଏବେ ତମ ଥିଏଟର ପାଖକୁ ଯିବ ସମସ୍ତେ କଣ କହିବେ ଜାଣିଛ ନା ହଁ ଏଥିରେ ବାବୁସାନ ନାହିଁ ଅନୁଭବ ନାହିଁ ମାନେ ମୁଭି ଦେଖିବିନି ପ୍ରାୟ ଲୋକର ମାଇଣ୍ଡ ସେଟ୍ ଏଇ ଟାଇପ ର ହେଇଯାଉଛି ହଁ ଡିଷ୍ଟ୍ରିବ୍ୟୁଟର ମାନେ ବି ମୁଁ ସେଇଆ କରୁଛନ୍ତି ନା ଷ୍ଟାର ଦେଖିକି ମାନେ ଫିଲ୍ମ ଟାକୁ ଅଧିକ ପକଉଛନ୍ତି ସେଇଟା ବି ମୋର ମନ ଅଛି ଏବେ ଗୋଟେ ସ୍କାମ ହେଇଥିଲା କଣ ଜାଣିଛ ଗୋଟେ ଥର କଣ ହେଲା ଯେତେବେଳେ ରିଲିଜ ହେଇଥିଲା ଝିଅଟା ବିଗିଡି ଗଲା ଆଚ୍ଛା ମନେ ଅଛି ନା ଝିଅଟା ବିଗିଡି ଗଲା ସେଟାରୁ ମୁଁ ସିନେମା ମାନେ ମତେ ମୋ ସାଙ୍ଗ ଗୋଟେ ଝିକିକି ନେଇଥିଲା ଦେଖାଯାଉ ଆଚ୍ଛା ବଟ୍ ଲୋକ ସେଠି ଗହଳି ହେଇଥିଲେ ଗୋଟେ ରିଜନ ପାଇଁ କେବଳ ବାବୁସାନ ଆଚ୍ଛା ଆଚ୍ଛା ବାବୁସାନ ହଁ ମୁଭିରେ ଅଛନ୍ତି ବୋଲି ଆଉ ତାପରେ ଯୋଉ ଗାଳି କରିଥିଲେ ଯେ ଥିଏଟର ରେ ପୁରା ମୁଭି ସରିଲା ପରେ ଲୋକ ଗାଳି କି କଲେ ଆମ ତ କରିଦେଲ ହଁ ବାବୁସାନ ନାହାନ୍ତି ବାବୁସାନ ଦିଟା ସ୍ପେଶାଲିଷ୍ଟ ଥିଲା ନା ଆଚ୍ଛା କେବଳ ଦିଟା ସିନ୍ ବୋଧେ ଆଶାରେ ଆସିଥିଲେ ହିରୋ କିଏ ଥିଲା ତାହେଲେ କିଏ ଗୋଟେ ନୂଆ ବୋଧେ ଥିଲେ ମୁଁ ଦେଖିନି ଏଲିନା ବହୁତ ଏଲିନା ଆଗରୁ। ଏଲିନାଙ୍କର ଯୋଉ ମେନ୍ ନା ତାହେଲେ ହିରୋ କ୍ୟାରେକ୍ଟର ମାନେ ଫିମେଲ ଭାଇ ଆଜିକା ଡେଟରେ ନାଇଁ କି ଅନୁଭବ ମହାନ୍ତିଙ୍କ କ୍ୟାମିଓ ଥାଇକି ବି ଫିଲ୍ମ ଗୁଡା ଚାଲୁନି ମାନେ କଥାଟା ହେଲା ତମାନେ ବୁଝିପାରୁଥିବ ମୁଁ କିଛି କହିବିନି ତ ମାନେ କଥାଟା ହେଲା କ୍ୟାମିଓର ଭ୍ୟାଲ୍ୟୁ କେତେ ସେଇଟା ବି ରହିବା ଦରକାର ତ କଥାଟା ହେଲା ସେ ଯୋଉ ବିଗୁଲ ଯୋଉ କ୍ୟାମିଓଟା ଅଛି ଭାଇ ଏମାନେ ଅଲରେଡି ଜାଣିଛନ୍ତି କି ଲୋକମାନେ ଓଡିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁନାହାନ୍ତି ତ ଆଉ କଣ ହୁଏ ନା ସାଉଥରେ କଣ କରନ୍ତି ନା ସୂର୍ୟାକୁ ଦେଖେଇ ନଥିଲେ କି ସୂର୍ୟା ଅଛି ବୋଲି ହେଲା ସୂର୍ୟା ଅଛି ବୋଲି କେହି ଜାଣିନଥିଲେ ତାପରେ ଯେତେବେଳେ ସୂର୍ୟା ରୋଲେକ୍ସ ହେଇକି ଆସିଲା ତାପରେ ଜାଣିଲେ ହଁ ଭାଇ ସୂର୍ୟା ଅଛି ତାପରେ ଲୋକମାନେ ଜାଣିଲେ ବୟସ କ୍ରିଏଟ ହେଲା ତାପରେ ଦେଖିଲେ କିନ୍ତୁ ଆମର ଏଠି ସେ ଯୋଉ ବୟସ ବି କ୍ରିଏଟ ହବନି କାରଣ ଲୋକ କେହି ଯାଉ ହିଁ ନାହାନ୍ତି ଦେଖିବା ପାଇଁ ତ ଯେହେତୁ କେହି ଯାଉ ହିଁ ନାହାନ୍ତି ତାଙ୍କୁ ବାଧ୍ୟ ହେଇକି କହିବାକୁ ପଡିଲା କି ଅନୁଭବ ମହାନ୍ତି ଅଛି ବିଗୁଲରେ ଭାଇ ଏଇଟା ବି ଯୋଉ ତାଙ୍କର ନେକ୍ସଟ ମୁଭି ଆସୁଛି କୁହୁଡି ସେଥିପାଇଁ ବି ବୋଧେ ମାର୍କେଟିଂ କରୁଥିବେ ହଁ 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 ମାନେ ଅନୁଭବଙ୍କର ହିଁ ଆସୁଛି ନା କୁହୁଡି ସେଇ ସେମ ହଁ ଡାଇରେକ୍ଟର ତ ଡାଇରେକ୍ଟର ବି ସେଥିପାଇଁ ବି ସେମ୍ ବୋଧେ ହେଇଥାଇପାରେ ମେ ବି ସେଇଟା ସେଇଟା ମେନ୍ ହେଇଥାଇପାରେ ଜିନିଷ ଆରେ ଆରେ ହଁ ଭାଇ ନାଟା ମନେ ପଡିଲା ନିୟତି ହଁ ନିୟତି ଆଚ୍ଛା ଆଚ୍ଛା ହଁ ନିୟତି ଆଚ୍ଛା ଆଚ୍ଛା କିଏ ରେଡି ଦେଖିଛୁ ରେଡି ନା ନିୟତି ହଁ ମୁଁ ମୁଁ ଦେଖିଛି ରିଭ୍ୟୁ ତାର ଭଲ ଓ ଶୁଣୁଥିଲି ଜ୍ୟୋତି ଭାଇ ଭଲ ହେଇଛି ଜ୍ୟୋତି ଭାଇ ଆସୁଛନ୍ତି ହାय ଭାଇ ଜ୍ୟୋତି ଭାଇ ହ୍ୟାଲୋ ଭାଇ ତ ଥ୍ୟାଙ୍କ ୟୁ ଫର ଜଏନିଂ ଭାଇ ଜ୍ୟୋତି ଭାଇ ଭଲ ଅଛ ସମସ୍ତେ ନିୟତି ହଁ ଭଲ ଭଲ ହଁ ଭାଇ ଆମେ ସମସ୍ତେ ନିୟତି ହ୍ୟାଲୋ ଦେଖିଥିଲୁ ଜ୍ୟୋତି ଭାଇ ମୁଁ ଆମେ ସବୁ ଦେଖିଥିଲୁ ମିଶିକି ଆରେ ମୋ ଫ୍ରଣ୍ଟ ରେ ନିୟତି ଲେଖା ହେଇଛି ନା କିନ୍ତୁ ନା ମନେ ପଡୁନି ମୋର। ଦେଖିଛି କିନ୍ତୁ ମନେ ପଡୁନି ଜ୍ୟୋତି ଭାଇ ମୁଁ ଆମେ ଆଉ ରୁଦ୍ର ଭାଇ ମିଶିକି ଯାଇଥିଲୁ ନିୟତି ଦେଖିବା ପାଇଁ ବା ଆଉ ସେ ଯୋଉ ଶାନ୍ତି ଭଲ ଥିଲା ଆପାର୍ଟମେଣ୍ଟ କେହି ମୁଁ ଗଲନି ରିଭ୍ୟୁ ତାର ଭଲ ନା ନା ଦେଖୁଥିଲି ଡାକି ନାହାନ୍ତି କାହିଁ ଯିବା ବେକାରରେ ଅଡକା ତାପରେ ବି ଭାଇ କହିବାକୁ ଗଲେ ତା ପରଦିନ ଯୋଉଦିନ ଇଚ୍ଛା ଥିଲା ଯିବା ପାଇଁ ସେଦିନ ଭାଇ ବୁକିଂ ହିଁ ନାହିଁ ପୁରା ଜିରୋ ବୁକିଂ ଆଉ ଜିରୋ ବୁକିଂ ରେ ଯେତେବେଳେ ଯିବ ଫେରିକି ଆସିବ ବେଶୀ କଷ୍ଟ ଲାଗିବ ମାନେ ତମେ ଯିବ ଟିକେଟ ଭାଇ କାଟିବ ଫେରେ ପଇସା ମାଗିବାକୁ ସେଇ ପଡିବ ଜିନିଷ ମାନେ କହିଲେ ବା ହଁ ମାନେ ମୋ ବହୁତ ସାଙ୍ଗେ ଷ୍ଟ୍ରଗଲ ସେମିତି କରିବାକୁ ହେଇଛି ମାନେ ହାଉସଫୁଲ ହେଇଯାଇଥିଲା ମୁଭିଟା ହାଉସଫୁଲ ମାନେ କେମିତି ହୁଏ ହାଉସଫୁଲ କେମିତି ହୁଏ ରିଲେଟିଭସ୍ କୁ ଡାକିକି ସମସ୍ତଙ୍କୁ ଡାକିକି ହଁ ହାଉସଫୁଲ ହଁ କରିଦେଇଥିଲେ ଆମେ ମାନେ ବୋଧେ ମାନେ ନନ୍ ଆକ୍ଟର କେବଳ ଆମେ 4 ଜଣ ନା 5 ଜଣ ଥିଲୁ ଥିଏଟରରେ ଆଚ୍ଛା ବାକି ଆଚ୍ଛା ସମସ୍ତେ ମାନେ ଭାଇ କାର ବୁକ୍ ନିୟତି ମାଇ ଟାଇମ୍ ରେ ଶୋରେ
ଭାଇ ବୁକ୍ ମାଇ ଶୋରେ ଦେଖିବ ମାନେ ଦଶମ ଏତେ ପପୁଲାର ହେଇକି ତାର କେତେ ମାନେ 1.3K ନା କେତେ କେ ଅଛି ତାର ମାନେ ରିଭ୍ୟୁଜ। ୟାର ମାନେ କେହି ମାନେ ପୁରା ଖାଲି ପଡୁଛି ତଥାପି କେତେ କେତେ ହଜାର ହଜାର ମାନେ ଲୋକ ମାନେ ରେଟିଂ ଦେଇଛନ୍ତି ମାନେ ଏଇଟା କଣ ଚାଲିଛି ମାନେ ବୁକ୍ ମାଇ ଶୋରେ ଯୋଉ ରେଟିଂ ହଉଛି ସେଇଟା କଣ ଭରସା କରା ହେଇପାରିବ ନା କଣ ମାନେ ଦେଖଉଛି ଭାଇ ଦେଖଉଛି ଭାଇ 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 ସମସ୍ତେ 1.3K ଗୋଟେ 1.3K ଦେଖାଉଛି କି ନାଇଁ କେଜାଣି 1.3K ହେଲା ଆଉ ଆମ ଏ ଭାଇ ଦଶମର କେତେ ଛାଡ ସେ ସବୁ 1.1K ଏ 1.1K ଛାଡ ସେ ସବୁ କେମିତି पैसे का खेल है भाई ମୋର 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 ଏଇଠି ତ କେବଳ ସ୍କୁଲ ଛୁଆ ଟେକି ଧରି ପଳେଇ ଆସିଥିଲେ। हाँ ହଁ ହଁ ମୋ ପାଖାପାଖି କାଲି ମିନିମମ୍ ଡେଡପୁଲ 40ଟା କାଲି ଡେଡପୁଲ 3 ର ट्रेलर ଅଛି ओ खतरनाक हब କୋଉଥିରେ भाई ଆସୁଛି डेडपुल ଭାଇ କନଫର୍ମେସନ କିଏ କଲା ସେଠି କଣ ସେଥିପାଇଁ ଏକ୍ସାଇଟେଡ रायन रेनॉल्ड्स ଆରେ ଆସିବ ସେଇ ନା ସୁପର ଜିନିଷ ବୋଲ ପାଇଁ ଆସିବ ସୁପର ବୋଲ ଆସିବ वुल्वरिन ବୋଲି କହୁଥିଲେ ନା ହଁ वुल्वरिन ତା କାଲି ସୁପର ହାତଟାକୁ ବୋଲ କି ଭିଡିକି କାଢି ଆସୁଛି। ଦେଇଛି କାଲି ଅଛି ବା ଆଚ୍ଛା ଆଚ୍ଛା ହୁଁ ମାନେ କାଲି वुल्वरिन ଆମେରିକାରେ ହବ ନା ତ ଆମର ବୋଧେ ହେଲା ବେଳକୁ ଗୋଟେ ଟାଇମ ଲାଗିବ ମାନେ ରାତି ଟାଇମ ରାତି ହଁ ହେଇଯିବ ରାତି ହେଇଯିବ वुल्वरिन जो ତା ହାତ କିନ୍ତୁ କାଲି ଭିଡିକି ଆସିବ କାଢିବ वुल्वरिन ତା ହାତ ରାୟନ ଆରେ ସବୁ ପୁରା ସେଥିରେ ପୁରା ମାର୍ଭେଲ ୟୁନିଭର୍ସ କୁ ଏଇଟା ମାନେ କଣ କହିଲୁ ହଁ ଯୋଉ ଫକ୍ସଷ୍ଟାର ଷ୍ଟୁଡିଓ ର ଦେଖା ହେଇଥିଲା ଯେ ତା ହୁଁ ଲୋଗୋଟା ପଡିଛି ସେଠି ଆଚ୍ଛା ହଁ ହଟଷ୍ଟାରକୁ ତ କିଣି ସେଇ ନେଇଥିଲା ମାର୍ଭେଲ ତା ରାଇଟ୍ସ। ନା ମାନେ ସେଇ ହଁ ଯେ ସେଇଟା ମୁଁ କହୁଛି ଯେ ମାନେ ସେଇ ୟୁନିଭର୍ସ ରୁ ବାହାରିକି ଆସିଛି ଓ ଡେଡପୁଲ ୟୁନିଭର୍ସ ରୁ ବାହାରିକି ଆସିକି ସବୁ ମାର୍ଭେଲ କ୍ୟାରେକ୍ଟରକୁ ମାରିଛି କଣ କହୁଛନ୍ତି ସେଇ ଟାଇପ ରହିପାରେ ସେଇ ଜିନିଷଟା କମିକ୍ସ ଆଡପ୍ଟ ପଢିଛ କରୁଛନ୍ତି କମିକ୍ସ ଗୋଟେ ତମେ କି କମିକ୍ସ ଗୋଟେ ପଢୁଛ ନା ଭାଇ ପଢନି କମିକ୍ସ ପଢନି ବାସ୍ ହଁ ଦେଖିଥିଲି ଦୀପ ମାନେ ମୁଁ ହଁ ଦୀପ ମୁଁ ଭାଇ ଗେସ୍ କରିଥିଲି କହ ଦୀପୁ ଭାଇ ପଢୁଥିବେ हाँ हाँ दीपक भाई ହଁ पढ़ते हैं से वन पीस ଦୀପ ଭାଇ टोटल ପୁରା सभी थे ନାରୁତୋ ଏଇଟା ଫାରୁତୋ ପୁରା କମିକ୍ସ ଥରେ ଆନିମେ ହେଇଥିଲା। ଫ୍ୟାନ मैंगा ଦୀପୁ ହଁ ଭାଇ ତାହେଲେ ମୁଁ ଖାଲି ଜାଣିଥିବେ କହୁଛି ଡେଡପୁଲ ଥରେ ଜାଣି ପାଇଲା କି ସିଏ ଆକ୍ଚୁଆଲି 2D ୱାର୍ଲଡ ରେ ଅଛି ମାନେ ତାକୁ ଜଣେ କିଏ ଗୋଟେ ହୁଁ ଲେଖୁଛି ରାଇଟର ସିଏ କଣ ହଁ କଲା ମାର୍ବଲ କ୍ୟାରେକ୍ଟର ସମସ୍ତଙ୍କୁ ମାରିଦେଲା ଏଠି ଦେନ୍ ନିଜକୁ ମାରିଦେଲା ମାନେ ସବୁ ନିଜ କଣ ଆମର ଡେଡପୁଲ କ୍ୟାରେକ୍ଟର କଣ କରେ ନା ଫୋର୍ଥ ୱାଲ ବ୍ରେକ୍ କରେ ଫୋର୍ଥ ୱାଲ୍ ହଁ ଡାଇରେକ୍ଟ ଲୋକଙ୍କ ସହ କଥା ହୁଏ ତ ସେ କଣ କଲା ନିଜ କମିକ୍ସ ରୁ ବାହାରିକି ଅନ୍ୟ ସବୁ ଯେତିକି ସାରା କମିକ୍ସ ରେ ସବୁ ଲୋକ ଥିଲେ ମାନେ ସୁପର ହିରୋ ଥିଲେ ସେମାନଙ୍କୁ ନେଇକି ମାରିଦେଲା अच्छा ଦେନ୍ ରାଇଟର ହଁ ଏମିତି ଥରେ ହେଇଛି କମିକ୍ସ ରେ ତ ସେମ୍ ଷ୍ଟୋରି ମୁଁ ଜ୍ୟୋତି ଭାଇ ମୁଁ ଏଇଟା ଶୁଣିଥିଲି କମିକ ବର୍ସ ନା କିଏ ଗୋଟେ କଣ ଏକ୍ସପ୍ଲେନ କରିଥିଲା ସେଇଟା ବାସ୍ ଦେଖିଥିଲି ମୁଁ କମିକ ପଢିନି ବାସ୍ ଦେଖିଥିଲି ମାନେ ସେ ଯୋଉ ଏକ୍ସପ୍ଲେନ କରନ୍ତି ସେଗୁଡା ଦେଖେ ହଁ ଡେଡପୁଲ କିଲ୍ସ ଦ ମାର୍ଭେଲ ୟୁନିଭର୍ସ ହଁ ମାର୍ଭେଲ ୟୁନିଭର୍ସ ହଁ ସେଇଟା ତ ସେଇଟା କହୁଛନ୍ତି ସେଇ ଷ୍ଟୋରି ଲାଇନଟା ଏଥିରେ ଭଲ ହେଇପାରେ ସେଇଟା ବଢିଆ ଲାଗିବ ଦେଖିବାକୁ ଦେଖାଯାଉ हाँ ସବୁ କ୍ୟାରେକ୍ଟର ତ ଆସିପାରନ୍ତି ଫାଣ୍ଟାଷ୍ଟିକ ଫୋର ର ସେଟଅପ୍ କରିବ ଆଉ एटा मल्टीवर्स ऑफ मैडनेस थोड़ा ना ଫେବୃଆରୀ हो ମ୍ୟୁଟାଣ୍ଟସ ମତେ ଲାଗୁଛି ଆମର ଏଇ ଫେବୃଆରୀରେ ବି ବହୁତ ସାରା ମୁଭି ଆସୁଛି ନା ଡକ୍ଟର ଷ୍ଟ୍ରେଞ୍ଜ ରେ हाँ ଆସିଯାଇଥିଲେ କଣ ନା ଭାଇ ଦୀପ ଭାଇ କଣ କହିଲ ଶୁଣିପାରିଲିନି ଆଉ ଥରେ ଏଇଟା ବୋଧେ ମ୍ୟୁଟାଣ୍ଟସ ଯୋଉ ଅଛନ୍ତି ଡେଡପୁଲ ଆଉ ଏସବୁ ସବୁ ମ୍ୟୁଟାଣ୍ଟସ ହୁଁ ଗୁଡା ନା ତ ହୁଁ ସେମାନଙ୍କର ସେଇଟାକୁ ମତେ ମାର୍ଭେଲ ଏଣ୍ଟ୍ରି ଲାଗୁଛି କରାଇବ ଆଉ ଏଣ୍ଟ୍ରି କରାଇବ ମାର୍ଭେଲ ଏଣ୍ଟ୍ରି କରାଇବ ତ ଫାଣ୍ଟାଷ୍ଟିକ ଫୋର ତ ଡକ୍ଟର ଷ୍ଟ୍ରେଞ୍ଜ ମଲ୍ଟିଭର୍ସ ଅଫ ମ୍ୟାଡନେସ୍ ରେ ଆସିଯାଇଥିଲେ କ୍ୟାମୋରେ ମାନେ ଅଲଗା ୟୁନିଭର୍ସ ରେ ମୁଁ ତ ମୁଁ ତ ଚାହୁଁଛି ୱାଣ୍ଡା ଆସୁ ୱାଣ୍ଡା ଟାକୁ ମାରିଦେଲେ ଖରାପ ଲାଗୁଛି ୱାଣ୍ଡା ଟା ଦୀପୁ ଭାଇ କାଷ୍ଟିଂ ଦେଖିଛ ନା ଲାଷ୍ଟ ଦୀପୁ ଭାଇ ଆଜ୍ଞା ଫାଣ୍ଟାଷ୍ଟିକ ଫୋର କାଷ୍ଟିଂ ଫାଣ୍ଟାଷ୍ଟିକ ଫୋର କାଷ୍ଟିଂ ଶୁଣିଛ ନା ରିଡ୍ ରିଚର୍ଡ ର ନା ବି କ୍ୟାରେକ୍ଟର ମୁଁ ବି ହଁ ଜାଣିଛି ରିଡ୍ ଇଟ୍ ସେଇ ଯେ ପାଡ୍ରୋ ପାସ୍କଲ 19 ଜାଣିଛ ନା ଯେ ନାଇଁ ଏବେ ହଁ ରିଡ୍ ରିଚର୍ଡ ର ପ୍ୟାଡ୍ରୋ ଏବେର ପାସ୍କଲ ଯୋଉ ହଁ ହବ ବୋଲି ପ୍ୟାଡ୍ରୋ କହୁଥିଲେ ପାସ୍କଲ କୁ ମାନେ କାଷ୍ଟ କହିଥିଲେ ଯେ କରିଛନ୍ତି ବୋଲି କହୁଛନ୍ତି ହଁ ପ୍ୟାଡ୍ରୋ ପାସ୍କଲ କୁ କରିଛନ୍ତି ଯେ ମାନେ ସେଇଟା ର୍ୟୁମର ସେମାନେ କରିଛନ୍ତି କି ନାଇଁ ସେଇଟା ଜଣା ପଡୁନି କେବିନ ଭାଇ ସମସ୍ତଙ୍କର ଡିଲେଟ କରିଦଉଛି ଯେ ତା ନାଁ ଧରୁଛି ବଟ୍ ଏବେ ତ ତ ସେଇଟା ଇଏ ଦେଖାଯାଉ ଆମର ଗ୍ୟାଙ୍ଗ ଏଟା ରିମର ତାକୁ ବହୁତ ଧାର କାଢିଦେଲେ ଲାଗୁଛି କାହା ହୁଁ କହିଲ ଗ୍ୟାଙ୍ଗ ଯେ ଆକ୍ଟିଂ କରୁଥିଲେ ସେ କାଷ୍ଟିଂ କୁ କାଢିଦେଲେ ମାନେ ତାର କେସ୍ ହଁ ଚାଲିଥିଲା ଆମେରିକାନ ବୋଲି ସେ ବା ତା ସ୍ତ୍ରୀକୁ ପିଟିଛି ଭାয়োଲେନ୍ସ କରିଥିଲା ତାକୁ ପିଟିକି ବାହାର डोमेस्टिक କରିଦେଲା वायलेंस ସବୁ କେସ୍ ମାନେ ସେମିତି ସରି ଡିସିର ଗାର୍ଲଫ୍ରେଣ୍ଡ କୁ ପ୍ଲାନ୍ସ ରେ ସେ ସ୍ତ୍ରୀ ଡିସିରେ ସେମିତି ତାଙ୍କର ତ ସବୁ ପ୍ଲାନ୍ସ ଯେ ଲିଭିଂ ଆରେ ସେ ଆଶିଷ ସେମିତି ଭାଇ ମୁଁ ଗ୍ୟାଙ୍ଗ କୁ ରିସେଣ୍ଟ ତମ ଭିଡିଓଟା ଆଶିଷ ଭାଇ हाँ हाँ ରିସେଣ୍ଟ ତମର ଯୋଉ ଭିଡିଓଟା ବନେଇଥିଲେ ରକି ମୁଭି ସାର୍ कोटा कोटा ରକି ମୁଭି ଉପରେ ବନେଇଥିଲେ ବୋଧେ रॉकी रॉकी हाँ रॉकी ହଁ ହଁ ଇନ୍ ତାମିଲ ମୁଭି ନା ମାଲାୟାଲମ ଟା तमिल टा ଭଲ ଲାଗିଲା କାଲି ରାତିରେ ଦେଖୁଥିଲି ବସିକି ଦେଖିବାର ଅଛି ମୁଁ ସେଟା ଦେଖିବାର ମୁଁ କଣ ଆଉ ଦେଖିଲି କଲା ଯେ ମାନେ କୋଉ ପ୍ରକାର ସେ ଦେଖେଇଛି ବ୍ରୁଟାଲିଟି ମାନେ ଦେଖିକି ପୁରା ଦେହ ଥରିଯିବ ପୁରା ଯୋଉ ହଣାକଟା ମାରପିଟ ଯୋଉ ଦେଖେଇଲା ନା ମାନେ ଏମିତିଆ ସାଉଥ ଇଣ୍ଡଷ୍ଟ୍ରିରେ ଏଇଟା ଗୋଟେ ମାନେ ତାକେ ଯଦି ପଳେଇଲେ ୱାନ୍ସ ଗୋଟେ ଲେଭେଲ ରେ ହୁଁ ହଲିଉଡ ଯେମିତି ତା ବଏଜ ସିରିଜ
ଦେଖିଥିବ ଯଦି ଜାଣିଥିବ ହଁ ହଁ ମୁଁ ଦେଖିଛି ହଁ ହଁ ବୟ ହଁ, ହଁ ସେ- ଦ ବଏଜ ଭାଇ ଦ ବଏଜ ସେଇ ଟାଇପ ର ବୁଝିଲ ତ ନା? ସେ ବଏଜ ରେ ମାନେ ସମସ୍ତଙ୍କୁ ତ ଭାଇ ଫେମିନିଷ୍ଟ କାହାକୁ ସେ ମାନେ ଭାଇ ସେଟା ଟିକେ ଦୁନିଆ fictional ଦୁନିଆ ମୋ ଥିଲା। ଫେଭରାଇଟ ହଉଛି ହୋମଲ୍ୟାଣ୍ଡର। ନା ହୋମଲ୍ୟାଣ୍ଡର ଟା ମୋର ସେ ଦ ବୁଚର ଟା ଫେଭରେଟ। ଭାଇ କଣ୍ଟ୍ରୋଭର୍ସି ଭାଇ ବୁଝ କଣ୍ଟ୍ରୋଭର୍ସି ବୁଲେ ବୁଛେ ଦାଢି ବିଲି ବୁଝ ନାଇଁ ମୋ ଫେଭରାଇଟ ହଉଛି ସେ ଯୋଉ ଷ୍ଟ୍ରମ ଫ୍ରଣ୍ଟ ଯୋଉ ନଥିଲା ଭାଇ ସବୁବେଳେ କରୁଥିଲା ସବୁବେଳେ ଶଳା ତା ମା ହେଇଯିବ ଲାଷ୍ଟ କୁ ଶଳା ତା ମା ବାହାରିବ ହୋମଲ୍ୟାଣ୍ଡର ବୋଉ ହେଇଯିବ ମୁଁ ଦେଖିବ ମୁଣ୍ଡ ଖରାପ। ତାପରେ ତାକୁ ଜାଣିଦବ। ହସ୍ପିଟାଲରେ ସେ ଶଳା ସାଉଥ ପଡିଥିବ ଇଣ୍ଡଷ୍ଟ୍ରି ତାକୁ ଶୁଣୁନ ସାଉଥ ସେ ଇଣ୍ଡଷ୍ଟ୍ରି ବି ସେଇ ହସ୍ପିଟାଲରେ ଟାଇପ ର ପଡିଥିବ ଶୁଣ ହସ୍ପିଟାଲରେ ପଡିଥିବ ହୋମଲ୍ୟାଣ୍ଡର ଆସି କମର ଭଲ ଲାଗୁନି ମନେ ଅଛି ଦେଖିଛ ନା ନାଇଁ ସେଇଟା ଭାଇ ମୋ ମୁଣ୍ଡ ଏବେ The Voice। ଜେନ୍ ବି ଦେଖିଛନ୍ତି ଲାଟେଷ୍ଟ ହଁ ଯେତିକି ଯେମିତି ହଁ ଗୋଟେ ଦିଟା ତିନିଟା ତାର episode Homeland ଦେଖିଛି। last କୁ entry କରି ଫାର୍ଷ୍ଟ ଏପିସୋଡ ଗୋଟେ ସିନ୍ ଅଛି ଦେଖିଥିବେ ଜାଣିଥିବେ ହଁ ହଁ ସେ ହଁ ସିନ୍ କୋଉଟା କହିଲେ ଛୋଟ ବାଣ୍ଟି ଛୋଟ କରିକି ଇଏ ଯୋଉ ଛୋଟ ହଁ ଛୋଟ ହଁ ହେଇକି ହଁ ଦେଖିଛି ବାନ୍ତି କରୁଥିବ ଯୋଉ ବର୍ଷ ଭାଇ ସେଠି ଲାଖିଥିବ କୋଉ ଜାଗାଟା ସେ ଜେନ୍ ବି ସିରିଜ ଗୋଟେ ଅଲଗା ୱେରେ ଥିଲା ବଟ୍ ସ୍ପିନ୍ ଲାଷ୍ଟ କୁ ଅଫ୍ ହୋମଲ୍ୟାଣ୍ଡର ଲାଷ୍ଟ କୁ ହଁ ଖାଇଗଲା ହୋମଲ୍ୟାଣ୍ଡର ହୋଲ ଏଣ୍ଟ୍ରିରେ ସିରିଜ ରେ ପୁରା ତାକୁ ଟୋଟାଲ କୁହନ୍ତି ସିରିଜ ପୁରା ପରଫେକ୍ଟ କ୍ୟାମିଓ ହଁ ହଁ ପୁରା ଲୋକ ପୁରା ଇଏ କନଭିନ୍ସ ମସ୍ତ ଲାଷ୍ଟ ଏଣ୍ଡିଂ ଟା ମସ୍ତ। ପରଫେକ୍ଟ ପୁରା ଲାଷ୍ଟ ଏଣ୍ଡିଂ ରେ ହୋମଲ୍ୟାଣ୍ଡର ଗୋଟେ ମିନିଟ ପାଇଁ cameo ଟା ଗୋଟେ ମିନିଟ ହଁ 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 ଗୋଟେ ମିନିଟ ଖାଇଦେଇଛି ପୁରା ସିରିଜ ନିଜ ନାଁ କରିଦେଇଛି ପୁରା ସିଏ ସିଏ ଯେତେବେଳେ ଆସିବ ସବୁ ଚୁପ୍ ହେଇଯିବେ ଯାହା ଯାହା କରୁଥିବ ହଁ, ସବୁ ବାସ୍। ଚୁପ୍ ଆକ୍ଟିଂ ମାନେ କାଷ୍ଟିଂ ଭିତରେ ଯେତେ ହଁ ଆକ୍ଟର ଆକ୍ଟିଂ କରୁଥିବେ ସବୁ ଝଗଡ଼ା ଝଗଡ଼ି କରୁଥିବେ ସେ ଯେମିତି ଆସିବ ସବୁ ଚୁପ୍ ସାଇଲେଣ୍ଟ ତାପରେ ଆଉ ଗୋଟେ କଥା ଭାଇ ପୁରା ସେ- ବ୍ୟାଡାସ କ୍ୟାରେକ୍ଟର ତାପରେ ଆଉ ଗୋଟେ କଥା, ସେ ଆକ୍ଟର ବି ଦେଖିବ ସେ ନର୍ମାଲ ଠିଆ ହେଇଥିଲେ ବି ଲାଗୁଛି ହୋମଲ୍ୟାଣ୍ଡର ଭଳି ମାର୍ବଲ ଭାଇ ଲାଗୁଛି ଲାଇଟ୍ ଲେଜର କରିବ ଆଖିରୁ ସାଙ୍ଗେ ସାଙ୍ଗେ ତା ଇଣ୍ଟରଭ୍ୟୁ ଦେଖିଲା ବେଳେ ଲାଗୁଛି ହଁ ଭାଇଆ ପଡୁଛି ତା ଇଣ୍ଟରଭ୍ୟୁ ଦେଖିଲେ କନଫ୍ୟୁଜ ହେଇଯାଉଛି ଆକ୍ଟିଂ କରୁଛି ନା ରିଏଲ ମାନେ ଯାହା ଆଉଛି କହିକି ପଳଉଛି ଇଣ୍ଟରଭ୍ୟୁର ଡରି ଯାଉଥିବ କଣ ଗୋଟେ ଅବାଗିଆ କୋଶ୍ଚିନ୍ ପଚାରିବ ରାଗିଯିବ ଅନେଇ ଦବ ଶେଷ ଆଖିରେ ଯେମିତି ବାହାରିବ ପୁରା ଲେଜର ଭାଇ ହୋମଲ୍ୟାଣ୍ଡର ଗୋଟେ ଆଚ୍ଛା ଟାଇମ ଶୁଣ ମୁଁ ତମେ କଥା ହୁଅ ମୁଁ ଯାଉଛି ହେଲା କାମ ଅଛି ଭାଇ ରେଡି ବାଏ ଟାଟା ବାଏ ବାଏ ରେଡି ଗୋଟେ କ୍ୟାମିଓ ଥିଲା ଆଉ ହଁ ମୁଁ ସେଇ କଥା କହୁଥିଲି ହଲିଉଡରେ ଯେମିତି ମାନେ ଏ ଲେଭେଲ ତାଙ୍କ କରୁନାହାନ୍ତି ସେମିତି ସାଉଥ ଇଣ୍ଡଷ୍ଟ୍ରି ବି ୱାନ୍ସ ମାନେ ହଁ। ଯୋଉ ମାନେ ଆର୍ଟେଡ ମୁଭି ବନାଏ ମାନେ ପୁରା ଆଡଲ୍ଟ ଟାଇପ ର ମୁଭି ବନା ପଳେଇଲା ନା ଭାଇ ଲୋକ ଖତରନାକ ସେମିତି ବନେଇବେ। ଆନିମଲ ବି କହୁଥିଲେ ଯଦି କମିକ ଆନିମଲ କିଛି ନଥିଲା ତାର ହସ୍ପିଟାଲ ସିନ୍ ରେ ଯଦି କ୍ୟାମିଓ କରିଥାନ୍ତା ତାହେଲେ ବହୁତ ପାୱାରଫୁଲ ଆନିମଲ ଆରେ ଟା ପୁରା ଲୋକ ଛୁଆଙ୍କ ଖରାପ ଲେଭେଲ ଥିଲା ଆନିମଲ ଟା ଏତେ ବି ନଥିଲା ରେଟେଡ ନା ନା ତାମିଲ ମୁଭିରେ ଥିଲା ଆନିମଲ ରେ ହଁ ଯୋଉ ତାକୁ ସବୁ ହସ୍ପିଟାଲ ସେ ତାର ରିଟର୍ନ ଆସୁଛି ହଁ ଇଞ୍ଜେର୍ଡ ହେଇକି ତ ଲୋକ ମାନେ ମାନେ ପ୍ରେଡିକ୍ଟ କରୁଥିଲେ କି ସେଇ ଜାଗାରେ କବିର ସିଂ ତାକୁ ଟ୍ରିଟମେଣ୍ଟ କରିଥାନ୍ତା ସନ୍ଦୀପ ତ ସେଇ ଜାଗାରେ ଟୋଟାଲ ନାଇଁ ନାଇଁ ପୁଣି ସେ ସନ୍ଦୀପ ଆନିମଲ ବେଡିବାଙ୍ଗ ନିଜର ପାର୍କରେ ଗୋଟେ ଅଛି ୟୁନିଭର୍ସ କ୍ରିଏଟ କରିଥାନ୍ତେ ନା ଟକ୍ସିକ ପିପଲ ୟୁନିଭର୍ସ ଆନିମଲ ପାର୍କରେ ଅଛି ସେ ଏ ଯୋଉ ଅଜିଜ ର ଭାଇ ହେଇଛି ହେଲା ମାନେ ସେ ଯୋଉ ମାନେ ଯୋଉ ତାର ଯୋଉ ନୂଆ ଯୋଉ ଫେସ୍ ବନେଇନାହାନ୍ତି କି ସେ ଫେସ୍ ଟା ଯୋଉ ବନା ହେଇଛି ସେଟା ମାନେ ସାହିଦ କପୁର ତା ପୂର୍ବରୁ ତା ରିଅଲ ଫେସ୍ ଟା ସାହିଦ କପୁର ଥିଲା ତ ସେଇଟା ତ ସେଥିପାଇଁ ବର୍ତ୍ତମାନ ସାହିଦ କପୁରର ବର୍ତ୍ତମାନ ଫେସ୍ ଚେଞ୍ଜ ହେଇକି ସେ ଏବେ ରଣବୀର କପୁର ହେଇଛି ତ ଆଉ ତାପରେ ଯୋଉ ଯିଏ ମଲାନି ଯିଏ ତା ନାଁ ଟା କଣ ଥିଲା ଏଇ ଯୋଉ କିଏ ଏଇ ଯୋଉ ଧର୍ମେନ୍ଦ୍ର ପୁଅ କିଏ ସିଏ ତା ନାଁ ଟା ଯିଏ villain ଅବିଦଲ role କହୁଛନ୍ତି ହଁ ବବି ଦେଓଲ ହଁ ତ ବବି ଦେଓଲ ନାଇଁ କି ଗୋଟେ ଦିଟା ପୁଅ ହେଇଛନ୍ତି ବବି ଦେଓଲର ଯୋଉ ଦିଟା ପୁଅ ହେଇଛନ୍ତି ସେ ଟ୍ୱିନ୍ସ ଯଦି ଜଣଙ୍କ ଘରେ ଟ୍ୱିନ୍ସ ହୁଏ ତାହେଲେ ଇଦର ତ ଫ୍ୟାମିଲି ଲାଇନରେ ଆଉ ଜଣେ କିଏ ଟ୍ୱିନ୍ସ ଥିବ ତ ସେଇଟା ମାନେ ପ୍ରୋପାଗେଟ ହେଇକି ସେଇଠି ତାପରେ ତାଙ୍କ ଟ୍ୱିନ୍ସ ହୁଅନ୍ତି ତ ସେଇଟା ଗୋଟେ ଜିନିଷ ହେଇପାରେ ଅଥବା ଟ୍ୱିନ୍ସ ର ଆଉ ଗୋଟେ ଏକ୍ସାମ୍ପଲ ଯଦି ଦେଇପାରେ ଦିଟା ଏଗ୍ ଫର୍ଟିଲାଇଜ ହେବା ପରେ ଟ୍ୱିନ୍ ହବ ତ ସେଇଟା ବି ଗୋଟେ ଜିନିଷ କହିପାରିବି ତ ଦିଟା ଆଡୁ କହିପାରିବି ବାୟୋଲୋଜି କ୍ଲାସ ମିଳିନି ଭାଇ ହଁ ସେଇଭଳିଆ ମାନେ ଯଦି ଏମିତି ହେଇଥିବ ତାହେଲେ ସେ ଯୋଉ ମଲା ଯେ ମାନେ ବବି ଦେଓଲ ଯୋଉ ମଲା ତାର ଗୋଟେ ଭାଇ ଥିବ ଯିଏ କି ସେମ୍ ଭଳିଆ ଦେଖାଯାଉଥିବ ତ ମେ ବି ଯଦି ସେଇଟା ସତ ହବ ତାହେଲେ ସାହିଦ କପୁର କ୍ୟାନ୍ସର ଯଦି ସେଇଟା ସତ ନ ହବ ତାହେଲେ ସାହିଦ କପୁର ଗୋଟେ ଅଲଗା ଭାଇ ଥିବ ଯିଏକି ମାନେ ଏବେ ଯୋଉ ଆନିମଲ ପାର୍କରେ ତାର ଫେସ୍ ଚେଞ୍ଜ ହେଲା ପରେ ସିଏ ଚେଞ୍ଜ ହେଇକି ଆସିବ ତ ସାହିଦ କପୁର ବ୍ୟାକ୍ ଷ୍ଟୋରି ଦେଖିବେ କି ସାହିଦ କପୁର କେମିତି ଥିଲା ତ ସେଇଟା ଆନିମଲ ପାର୍କରେ ମେ ବି ଷ୍ଟୋରି ହବ ରଣବୀର କପୁର ରଣବୀର କପୁର ତାପରେ ଏଇଟା ଆନିମଲ ପାର୍କରେ ମାନେ ଷ୍ଟାର୍ଟିଂ ହବ ନା ଏଇଟା ତାଙ୍କ ପିଲାମାନେ ମାନେ ତାଙ୍କ ନିଜ ଛୁଆ ମାନେ ସେମାନେ କେମିତି ଆଗକୁ କରିବେ ତ ସେଇଟା ଆନିମଲ ପାର୍କଟା ଆଗକୁ ବଢିବ ତ ସେଇଭଳିଆ ହିଁ ଚାଲିବ ତ ବବି ଦେଓଲର ଡବଲ ହଁ ରୋଲ ଅଛି ମାନେ ବବି ଦେଓଲ ଯୋଉଟା ମଲା ସିଏ ହଁ ତାର ହିଁ କ୍ଲୋନ ହେଇଥିବ ମତେ ଯାହା ଲାଗୁଛି ହଁ 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 ମାନେ ସେଇଆ ସେ ଲାଗୁଛି ଆକ୍ଚୁଆଲି ବବି ଦେଓଲ ଟା ମରି ନଥିବ ହଁ ସେ କ୍ଲୋନ ଟା ମରିଛି ବବି ଦେଓଲ ଏବେ ବି ବଞ୍ଚିଛି ସେ
ମେ ବି ବହୁତ ବଡ ବଡ ମାନେ ମାନେ Maybe. ଫ୍ୟାନ୍ ଥିଓରିସ୍ ବନା ହଉଛି ତ ଦେଖାଯାଉ କଣ ହଉଛି, କିନ୍ତୁ ସନ୍ଦୀପ ରେଡ୍ଡି ଯେତେ ବାଙ୍ଗର କ୍ଲିୟର ମାଇଣ୍ଡ ଟା କରିବେ ଏତେ ଉପରେ ବି ନାହିଁ ମତେ ଅଲଗା ଲାଗୁନି। ଅଲଗା ଭାଇ ବଟ୍ ମୁଁ କଣ ଚାହେଁ ଜାଣିଛ ନା, ସନ୍ଦୀପ ରେଡ୍ଡି ଭାଙ୍ଗା ଆଉ ଅନୁରାଗ କଶ୍ୟପ ହଁ ମିଶିକି ଗୋଟେ ମୁଭି ବନାନ୍ତୁ। ମୁଁ ହଁ ରିଏଲି ସେଇଟା କହୁଛି, ପଡା। ତବାଇ ମରିଯିବ ପୁଣି। ବଟ୍ ଅନୁରାଗ କଶ୍ୟପ ଏବେ ଟିକେ ପୁରା ମାନେ ତାର ଫିଲ୍ମ ଉପରେ ପୁରା ଏଇଟା ହେଇଯାଇଛି, ମାନେ ଆଉ ନା ଟେଷ୍ଟ ତାର ଭଲ ନାହିଁ। ରେସ୍ପନ୍ସ ନାହିଁ, ସାଇଡ୍ ହେଇଯାଇଛି ପୁରା। ଖାଲି ହଁ ପ୍ରୋପାଗାଣ୍ଡା, ଖାଲି ଅନୁରାଗ କଶ୍ୟପ ପ୍ରୋପାଗାଣ୍ଡା। ବହୁତ ମାନେ କଣ୍ଟ୍ରୋଭର୍ସିରେ ବି ପଡିଯାଇଛି, ଆଉ ସେ ହୁଁ ଏତେ ମୁଭି ବି ଆଉ କରୁନି, ଖାଲି ବହୁତ କମ ପଲିଟିକାଲ। ମୁଭି କରୁଛି। ବଟ୍ ବଟ୍ ଭାଇ ଲେଜେଣ୍ଡ, ଯେତେ ଯାହା ହେଲେ ବି ଲେଜେଣ୍ଡ। ଯେମିତି ହଲିଉଡରେ ଯେମିତି ଟରେଣ୍ଟିନୋ ମୁଭି ଯିଏ ଫ୍ୟାନ୍ ଅଲରେଡି ହୁଁ ଥିବ ସେ ଜାଣିଥିବ ଅନୁରାଗ କଶ୍ୟପ ଇଣ୍ଡିଆନ୍, ମାନେ ହୁଁ ବଲିଉଡ ଇଣ୍ଡଷ୍ଟ୍ରି ଭିତରେ ସିଏ ଗୋଟେ ସେ ଟାଇପର କ୍ୟାରେକ୍ଟର। ସେ ଯୋଉ ବନେଇଛି ମିର୍ଜାପୁର ଟାଇପ ର ଯୋଉ ବନେଇଥିଲା, ଏ ଯୋଉ କଣ ଗ୍ୟାଙ୍ଗସ ଅଫ୍ ହଁ ଗ୍ୟାଙ୍ଗସ୍ ଅଫ୍ ଗ୍ୟାଙ୍ଗସ ଅଫ୍ ୱାସିପୁର ୱାସେପୁର, ବନେଇଛି। ଆଚ୍ଛା ଆଚ୍ଛା ଗ୍ୟାଙ୍ଗସ ଅଫ୍ ୱାସେପୁର ବନେଇଥିଲା। ସେଟାକୁ ତାପରେ ଯେତେବେଳେ ଦେଖିଲି ମୁଁ ଭାବିଲି ଫିଲ୍ମ ବୋଲି, ଭାଇ ସେଟା ଗୋଟେ ସିରିଜ ଭଳିଆ ମାଷ୍ଟର ଲାଗିଲା। କ୍ଲାସ ଥିଲା, ସେଟା ମାନେ କଣ କରିଛି ଲିଟରାଲି ସବୁ କମ ବଜେଟ ରେ ୟୁଜ କରିଛି, ବେଶୀ ଜିନିଷ ଦେଖେଇଛି, ହଣାକଟା ପ୍ରାୟ ସବୁ ରିଅଲ ଲାଗିଲା ଦେଖିବାକୁ। ସେଇଟା ବି ହବା କଥା। ଭାଇ ତାମିଲ ମୁଭି ଯୋଉ ରକି କାଲି ଦେଖିଲି, ରକି ଗୋଟେ ଜିନିଷ ତମ ସହିତ ମାନେ ଏତେ ଇମୋସନାଲି ତମକୁ ମାନେ କନ୍ଦେଇ ଦବା ଆଗୁଆ କି ତମେ ଆଉ ମାନେ ତମ ଭିତରେ ଇମୋସନ ରହିବନି। ମାନେ ତମକୁ ଗୋଟେ ଲୋକଟା ଭଲ ଅଛି, ମାନେ ତା ସହିତ ଲଢିବାକୁ ଆସିବ, ଲଢିବ, ମାନେ ସିଏ ଆସିଲା ଗୋଟେ ଇନିସିଏସନ ହେଲା, ତା ସହିତ ଲଢିଲା, ତାପରେ ହଠାତ୍ କିନ୍ତୁ ତାକୁ ମାରିଦେଲେ ସଇଲା। ତାର ଯୋଉ ମାନେ ଯୋଉ ଦାଦାର ପୁତୁରା, ଯୋଉ ସେ ପୁତୁରା ତାକୁ ଦେଖିଲା ତା ଦାଦା ମରିଯାଇଛି, ତାପରେ ପଳେଇଲା, ସିଏ ମାରିଲା ଭିଲେନକୁ ମାରିବାକୁ ଗଲା, ମାନେ କାନ୍ଦ କଟା ନାହିଁ। ମାନେ ଏଠି ହିରୋର କିଏ ଗୋଟେ ନିଜ ଲୋକ ମରିଗଲା, ତା ଭଉଣୀ ମରିଗଲା, ତଥାପି ସେ କାନ୍ଦିଲା ନାହିଁ। ତା ଭଉଣୀ ପ୍ରେଗନେଣ୍ଟ ଥିଲା, ତଥାପି ମାନେ ସ୍କ୍ରୁ ଡ୍ରାଇଭର ପୁରେଇ କେମିତି ସେ ମାରିଲା, ସେ ଦେଖିକି ତମକୁ ମାନେ ହଲିଯିବ ପୁରା, ମାନେ ପୁରା ହଲଚଲ ହେଇଯିବ। ମାନେ ଏଇ ଲେବୁଲ ବର୍ବରତା ମାନେ କୋଉ ବି ମୁଭିରେ ଆଜି ପର୍ଯ୍ୟନ୍ତ ଦେଖିନି। ତ ମାନେ ସେଇ ଜିନିଷ ହେଲା, ତଥାପି ତା ଆଖିରୁ ଗୋଟେ ଲୁହ ମୁଁ ଦେଖିନି। ମାନେ ତା ଭଉଣୀକୁ ମାରିଦେଲେ, ତଥାପି ତା ଆଖିରୁ ଲୁହ ଦେଖିନି। ମାନେ ତମ ଭିତରେ ଇମୋସନ ଟାକୁ ପୁରା ମାନେ ମାନେ ଇମୋସନ ଟା ମାନେ ଇମୋସନଲେସ୍ କରିଦେବ ତମ ପୁରା। ସେ ମୁଭି ଦେଖିଲା ଟାଇମରେ ମାନେ ରାଗଟା ଫିଲ୍ ହବ ପୁରା, ମାନେ ବ୍ରୁଟାଲିଟି ପୁରା, ଭାଇଲେନ୍ସ ପୁରା ଦେଖିବ, ମାନେ ମାନେ ଜିଗର ପୁରା ମାନେ କାନ୍ଦିବ ପୁରା। ଅଲଗା ପ୍ରକାର ରାଗ, ମାନେ ସେଇ ରକି ଦେଖିବ ଭାଇ, କାଲି ରାତିରେ ଦେଖୁଥିଲି ରକି। ତ ଭାଇ ବର୍ତ୍ତମାନ ସମୟରେ ଆରେ ଟିକେ ରୋହନ ଭାଇ, ଆରେ ରୋହନ ଭାଇ, ତ ବିଗୁଲ ଡିସ୍କସନ ହେଲା କି ବିଗୁଲ ବିଷୟରେ କହିଲୁ, ତାପରେ କଣ କଣ କହିବୁ, କିନ୍ତୁ ବିଗୁଲରେ ଆଉ କଣ ଡିସ୍କସନ କରିବା? ମତେ ତ ଯାହା ଲାଗୁଛି ପିଲାମାନେ କହୁଛନ୍ତି ଯେ ମଙ୍ଗଲ ବରମର କପି ଭଳିଆ କିଛି ଜଣ କହୁଛନ୍ତି। ମଙ୍ଗଲ ବରମ ଭାଇ କି ଦେଖିଛ? ନା ଦୀପ ଦେଖିନି। ଭାଇ ତା ଦେଖିଛ ନା? ଦୀପ ଭାଇ ଭାଇ ମଙ୍ଗଲ ବରମ, କ୍ୟାମେରା ଭାଇ, ହଁ ଭାଇ କ୍ୟାମେରା ମୁଁ କେବେ ଏମିତି ଏକ୍ସପେକ୍ଟ କରିନଥିଲି କେମିତି କ୍ୟାମେରା ୱାର୍କ ହବ। ମାନେ ମାନେ କେମିତି କଣ ହେଇଛି? ସାଇକେଲ ଟାୟାର ରେ ଆ, ସେ ଗାଁ ର ମଝିରେ ଦି ସାଇଡ ଘର ଥିବ, ସେ ମାନେ କୁକୁର ମାନେ ବହୁତ ସାରା ଅଲଗା ଅଲଗା କ୍ୟାମେରା ଆଙ୍ଗେଲ, ଓହୋ, ଯୋଉଥିରେ କି ମତଲବ ମୁଁ ଦେଖିବାର ଭିତରେ ଯେତିକି ସାରା ସିନେମାଟୋଗ୍ରାଫିର ହୁଁ, ଲସ୍ ଅଛି ତାକୁ ସେ ଆଚ୍ଛା, ମାନେ କଣ କହିଲେ ମାନେ ମାନୁନି, ସେ ଓ, ଯେତିକି କ୍ୟାମେରା ଯୋଉ ଭଳିଆ ନଉଛନ୍ତି, କିନ୍ତୁ ଦେଖିବାକୁ ଭଲ ଲାଗୁଛି। ହୁଁ, ବିଜିଏମ ସହ ସେଇଭଳିଆ ବିଜିଏମ ସହ ରାତିର ଅନ୍ଧାର ଭିତରେ ନେଇଛନ୍ତି ତ, କିନ୍ତୁ ଲାଷ୍ଟ କୁ ଗୋଟେ ସସ୍ପେନ୍ସ ଦଉଛି 10 ସେକେଣ୍ଡ ଆଗରୁ, ଯୋଉଥିରେ କି ଟୋଟାଲ ଫିଲ୍ମ ହୁଁ, ଟୋଟାଲ ଫିଲ୍ମଟା ଏଣ୍ଡ ହେଇଯିବ। ହଁ ସେଥିରେ ଆକ୍ଚୁଆଲି ଷ୍ଟୋରି ଅଛି କଣ ମାନେ କହିପାରିବିନି ତ, କିନ୍ତୁ ପ୍ଲଟ ହଉଛି କି ଗୋଟେ ଯେ ମେନ୍ ହିରୋଇନ, ହଁ, ମେନ୍ ହିରୋଇନ ଯିଏ ଅଛି ତାକୁ ଗୋଟେ ଅଛି ହାଇପର ସେକ୍ସୁଆଲ ଗୋଟେ ଓହୋ, disorder ଅଛି। ଓକେ ଓକେ, ବୁଝିଲି, ତ ହଁ ସେ ହଁ, ଗାଁର ଯେତିକି ସାରା ସରି ଭାଇ ମିସ୍ କରିଦେଲି। କୋଉ ମୁଭି କଥା କହିଲ? ମଙ୍ଗଳ ବରମ, ମଙ୍ଗଳବାର, ମଙ୍ଗଳବାରମ ନା? ହଁ, ହଁ ତ ସିଏ ମରିଗଲା ପରେ କଣ ହଉଛି କାହିଁକି ହଉଛି ଜିନିଷଟା ଆଚ୍ଛା, ହଉଛି ସେଇଟା, ମାନେ ଗୋଟେ କରିକି ଲୋକ ମରୁଛନ୍ତି ଗାଁ ଭିତରୁ ଓ ହଠାତ୍ ଆଚ୍ଛା କିନି। ଆଚ୍ଛା, ହଁ ମତେ ବି ସେୟା ଲାଗୁଛି କି ବିଗୁଲରେ ବି ଆମେ ଯଦି ଦେଖିବା, ମଙ୍ଗଲ ବରମଟା ଡାଉନଲୋଡ କରୁଛି ବର୍ତ୍ତମାନ ସମୟରେ, ବିଗୁଲରେ ଆମେ ଦେଖୁଛେ ଯୋଉ ସେ ଯୋଉ ମାନେ କାନ୍ଥରେ ନେଇକି ଲେଖା ହେଇଛି କିଛି ଗୋଟେ, ତା ମାନେ ସେ ଲୋକ ଯୋଉ ମରୁଛନ୍ତି, ସେ ମରିଲା ପରେ କାନ୍ଥରେ, ହଁ କାନ୍ଥରେ ଲେଖା ହେଇଛି। କାନ୍ଥରେ ଲେଖା ହଉଥିବ, ସେ କାନ୍ଥରେ ଲେଖା ହଉଥିବ କି କୋଉ ପୁରୁଷ କୋଉ ନାରୀ ସହ ଅଛି, ତାପରେ ହଁ ହଁ, ହଉଥିବ ଆଉ ମରି ଆସନ୍ତି ଆଉ, ସେଇଟା ହଉଛି ଷ୍ଟୋରି ଆଉ। ଏଠି ଯୋଉ ଲେଖା ହେଇଛି ପୁଣି ବାଜିବ ବିଗୁଲ ନାଚିବ ହାତୀ, ଯୋଉ ଲେଖିଛନ୍ତି, ତ ସେଇଟା ଗୋଟେ ଜିନିଷ ଯୋଉ ଲେଖିଛନ୍ତି, ମାନେ ସେ ମତେ ଲାଗୁଛି ଠାକୁରାଣୀ ବୋଧେ ଲେଖିଛନ୍ତି। ତ ଏମାନେ ଯୋଉ ଚୋର ଡକାୟତ ଯୋଉ ଥିଲେ, ସେମାନେ ମେ ବି ଚୋର ଡକାୟତ କରିକି ଗୋଟେ ଉତ୍ପାତ ମଚେଇଥିବେ, ତାପରେ ତାଙ୍କୁ ରୋକିବା ପାଇଁ କି ଠାକୁରାଣୀ ନିଜ ପାୱାର ଲଗେଇବେ, ତାପରେ ଏମାନଙ୍କୁ ସମସ୍ତଙ୍କୁ ଗୋଟେ ଗୋଟେ କରି ମାରିବେ, ଯୋଉ ସୁସାଇଡ କେସ୍ ଦେଖିଛେ ବାକ୍ସ ଯୋଉ ଅଛି। ତ ମେ ବି ମାନେ ମୁଁ ତ ଶୁଣିଥିଲି କଣ ଯୋଉ ହୁଏତ କୋଉ ମଣିଷ ଯଦି ଠାକୁରଙ୍କର ନାଁ ନେଇକି ମାରୁଥାଏ। କେଜାଣି ସେମିତି ବି ହେଇପାରେ, କି ଗୋଟେ ଥାଇପାରେ, କିନ୍ତୁ ଅନୁଅ ମହାନ୍ତି ଯୋଉ ଏଣ୍ଟ୍ରି କରିବ ନା, ଅନୁଅ ମହାନ୍ତି ଏଣ୍ଟ୍ରି କୋଉଠି କରିବ? ଅନୁଅ ମହାନ୍ତିଙ୍କ ଏଣ୍ଟ୍ରିଟା ଅଛି ସୋଲଜରର, ସେ ପିନ୍ଧିଛନ୍ତି କଣ ୟୁନିଫର୍ମ ପିନ୍ଧିଛନ୍ତି। ତ ମେ ବି ଏତେ ମାନେ ମ୍ୟାଗ୍ନିଚ୍ୟୁଡଟା ଏତେ ବଢିଯିବ କି ଅନୁଅ ମହାନ୍ତିକି ଏଣ୍ଟ୍ରି କରିବାକୁ ପଡିବ, ଆର୍ମି ଏଣ୍ଟ୍ରି କରିବେ, କେଜିଏଫ ଟାଇପର କିଛି ଗୋଟେ ଲାଗୁଛି। ତ ସେଇଟା ବି ଯେମିତି କେଜିଏଫରେ ଯେମିତି ଆର୍ମି ଏଣ୍ଟ୍ରି କଲା, ତାପରେ ତାକୁ ଯଦି ଟିକେ ଦବେଇକି ରଖିଲା, ତାପରେ ରକି ତ ପୁରା ମାନେ ସେଠି ଦବି ଯାଇଥିଲା। ତ ସେଇଟା ହିଁ ହବ, ଯେମିତି କେଜିଏଫ ଚାପ୍ଟର 1 ରେ ଦେଖିଲେ ନା କଣ ସେଇଟା, ହଁ ଚାପ୍ଟର 1 କି ଚାପ୍ଟର 2 ରେ କୋଉ ସେଇଟା। କୋଉଟା କହିଲେ?
चैप्टर 1 रे बोधे देखले माने हाँ चैप्टर 2 रे देखथिला अच्छा चैप्टर 2 एंडिंग रे जो आर्मी की टोटल छाड़ियो जो माने जो ये जो जे रामिका सेन ना कौन आर्मी छाड़ दो नि केजीएफ हाँ पूरा हाँ 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 तापर केजीएफ को पूरा ध्वंस कर दे पूरा तो मतलब जो सेई टाइप रो एते तो करिवेनी एते तो पैसा नै कि एते भी विजन नै जस्ट नॉर्मल कथा कहूची कि माने आर्मी इंटरफेरेंस अछि त रोकी देबे ଆଉ ଅନୁଭବ ମହାନ୍ତି କିଛିଟା ଭିଡିଓ ବି କିଛିଟା କିଏ ପକେଇ ଦେଇଥିଲେ ମୁଁ ବି ଦେଖିଦେଇଛି ତାପରେ ସେଟା କୁଆଡେ ଗଲା ଜଣା ନାହିଁ କିନ୍ତୁ ସେଟା ହେଲା ସେଟା ଜଣା ପଡିଗଲା ମାନେ ପାଖାପାଖି ବହୁତ ଜିନିଷ ମାନେ ଦେଖେଇ ଦେଇଛନ୍ତି ଏତେ ଜିନିଷ ଦେଖିବାର ନଥିଲା ମାନେ ଅନୁଭବ ମହାନ୍ତି ଅଛନ୍ତି ବୋଲି ଆଗୁଆ କହିଦେଲେ ତାପରେ ଏତେ ଜିନିଷ ଦେଖେଇଦେଲେ କାହାଣୀ ବି ପୁରା ପ୍ରେଡିକ୍ଟେବଲ ଲାଗୁଛି କାହିଁ ଅନପ୍ରେଡିକ୍ଟେବଲ ଲାଗୁନି ଲୋକ ଯାହାହେଲେ ବି କହିବେ କନ୍ତାରା ଆଉ ମଙ୍ଗଲବରମ ଆଉ ସେ ଯୋଉ ଅଲଗା ଅଲଗା ମାନେ କର୍ଣ୍ଣନ ଅସୁରନ ଲୋକମାନେ କହିବେ ମାନେ ସେମ୍ ଭଳିଆ ଲାଗୁଛି କି ନାଇଁ ତ ଏଇ ଦୀପ ଏଇ ଆକ୍ଚୁଆଲି ତାଙ୍କର କଣ କି ହଁ ମୁଁ କଣ କହିବାରେ କହିବ ଯେତିକି ସବୁ ଏବେ ଫିଲ୍ମ ଆସୁଛି ହଁ ସେ ସବୁ ବହୁତ ପଛରେ ଆସୁଛି ଲେଟ୍ ହେଇଯାଇଛି ସେ ବହୁତ ସବୁ ଲେଟ୍ ଷ୍ଟୋରି ହଁ ଆମେ ଲୋକ ଦେଖିଲେ କମ୍ପାରିଜନ କରିବାକୁ ଲାଗୁଛନ୍ତି ସେଇ ହଁ ଷ୍ଟୋରି ଯଦି ଆଗ ବାହାରିଥାନ୍ତା ଏମିତି କହିନଥାନ୍ତେ ସେଟା ଅଛି ଏଇ ଯୋଉ ଏବେ ବି ଓଡିଆ ଇଣ୍ଡଷ୍ଟ୍ରି କପି କଲେ କୌଣସି ପ୍ରୋବ୍ଲେମ ନାହିଁ ହଁ କପି କର ବଟ୍ ଗୋଟେ ଜିନିଷ ଅଛି ନା ଦେଖ ମୁଁ ଗୋଟେ ଏକ୍ସାମ୍ପଲ ଟାଇପରେ ଏବେ ସାଉଥ ଇଣ୍ଡିଆରେ ଗୋଟେ ମୁଭି ହେଲା ମନର ହୁଁ ସେଥିରେ ଗୋଟେ ସିନ୍ ରେ ତାଙ୍କେ ବିରିୟାନୀ ତାଙ୍କର ମାନେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷ ଟାଇପର ଦେଖେଇଲେ ଦେନ୍ ଆମେ ଆମର ପଖାଳ ଟାଇପର ଜିନିଷ ଦେଖିବା କଥା ନା ବଟ୍ ନୁହଁ ତାଙ୍କେ ବିରିୟାନୀ ଦେଖିଛନ୍ତି ମାନେ ଆମେ ହିଁ ବିରିୟାନୀ ଦେଖାଉ ସେଇଟା ପ୍ରୋବ୍ଲେମ ସେଇଟା ପ୍ରୋବ୍ଲେମ ସେଇଟା ହଉଛି ମେନ୍ ପ୍ରୋବ୍ଲେମ ଜିନିଷ ହୁଁ କପି କପି ତ ଏମିତି କନସେପ୍ଟ ସବୁବେଳେ ସେମ୍ ରହିବ ହଁ ସେଇଟା ମନା ନାହିଁ ବଟ୍ ତମେ ତମ ଆଡୁ କଣ ଟ୍ରାଏ କରୁଛ ସେଇଟା ଇମ୍ପୋର୍ଟାଣ୍ଟ ନା ବଟ୍ ହୁଁ ତାଙ୍କେ ତ ସେଇଟା ନିଜର କିଛି ବି ଦେଖିବାକୁ କୋशिଶ କରୁନାହାନ୍ତି ଜଷ୍ଟ ଦେଖିଲେ ବନେଇଦେଲେ ମାନେ ଯଦି ଯେମିତି ଏବେ ଯାହାକୁ ସେମିତି କଲେ ଯାହାକୁ ବି ତମେ ମୁଭି ଦବ କି କାଲି ହଁ ସକାଳେ ଗୋଟେ ମୁଭି ଦେଖିବ କାଲି ଆସି ମୁଭି ବନେଇଦବ ତ ତମର ଆଉ ତା ଭିତରେ ଫରକ କଣ ହେଲା ତମେ ଡାଇରେକ୍ଟର ବା ଗୋଟେ ଆକ୍ଟର କାହିଁକି ହେଲ ତାହେଲେ ତମେ ମଝିରେ ହଁ ଗୋଟେ ଇଣ୍ଟରଭ୍ୟୁ ଗୋଟେ ମୋ ମନେ ପଡିଲା ଆକ୍ଟରରୁ ଏଲିନା ହଁ ସାମନ୍ତରାୟ ଗୋଟେ ତମେ ମଝିରେ କହିଥିଲା ମନେ ଅଛି ନା ଗୋଟେ ଇଣ୍ଟରଭ୍ୟୁରେ କିଏ ଏଲିନା ସାମନ୍ତରାୟ କିଏ ଆଚ୍ଛା କଣ ହିରୋଇନ ଟା ଆଚ୍ଛା ଆଚ୍ଛା ହଁ ହଁ କପି କପି ଉପରେ ତ ହଁ ଆଉ ଦେଖିଛି ସିଏ ଭାଇ ତାଙ୍କ କହିଲେ କଥା ନା, ଶୁଣି ମୋ ମୋ- ମୁଣ୍ଡ ଖରାପ ମୋ- ହେଇଗଲା ମୋ- ମୁଁ କହିଲି କଣ ଭଉଣୀ କହିଲେ? ଜୁହାର ସେ କଣ କହିଲେ ସେ କହିଲେ ଯେ ମାନେ ଏଠି କଣ ଅଲ୍ଲୁ ଅର୍ଜୁନ ସିଂ ଆକ୍ଟିଂ କରୁଛି ଭାଇ ସିଏ ଆକ୍ଟିଂ କରୁଛି ଯଦି କଣ ହଁ ସାମନ୍ଥା ସିଂ ଆକ୍ଟିଂ କରୁଛି ମୁଁ ଆକ୍ଟିଂ କରୁଛି ଭାଇ ତୁ ଆକ୍ଟିଂ କରୁଛୁ କାହିଁକି ଦୟା କରୁଛୁ ମୋ ଉପରେ ଏ କଣ ଭାବୁଛି ମାନେ ସେଇ ତ ଗୋଟେ ଜିନିଷ ମାନେ ଏମାନେ ରିଏଲରେ ମାନେ ହଁ ଜାଣିଛନ୍ତି ବଟ୍ ହୁଁ ତଥାପି କହୁନାହାନ୍ତି ଯୋଉ ସବୁ ଜାଣିଲା ପରେ ଆଉ ଓଡିଶାରେ ତ ଏଇଟା କମନ ଜିନିଷ ହଁ ସବୁ ବା ଜାଣି ଶୁଣିକି ଘରକୁ ଇଏ ଆଣିବେ ବୁଝିଲେ ନା ଲୋକଙ୍କର ଟେଷ୍ଟ ବଦଳିବା ମାନେ ଅଡିଏନ୍ସଙ୍କର ତ ଟେଷ୍ଟ ବଦଳିଲାଣି କିନ୍ତୁ ଯୋଉମାନେ ସବୁ ଏମାନଙ୍କର ବଦଳୁ କହିଲେ ଅଡିଏନ୍ସ ଟେଷ୍ଟ ବଦଳିଲେ କଣ ହେଲା ଟେଷ୍ଟ ବଦଲେଇ ସେମାନେ ବାହାରକୁ ପଳେଇଲେଣି ବୁଝୁଛନ୍ତି ନା ଆଉ ଏଇଠି କିଏ ନାହିଁ ଆଉ ଏଠି ଆଉ ନାହାନ୍ତି କେହି ନା ଏମାନେ କିନ୍ତୁ ନା ଲୋକ ଏମାନେ ଯିଏ ବଦଉଛନ୍ତି ଏଠି ନା ବଦଲେଇବାକୁ ଦଉଛନ୍ତି ବନଉଛନ୍ତି ସେମାନେ ଯୋଉମାନେ ଏଠି ବନଉଛନ୍ତି ସେମାନଙ୍କ ଟେଷ୍ଟ ବଦଳିବା ବାକି ଅଛି ହଁ ବା ରିସେଣ୍ଟ ପୁଷ୍କର ଦେଖ ମୁଁ ରିଏଲ କହୁଛି ଏବେ ପର୍ଯ୍ୟନ୍ତ ଓଡିଆ ଇଣ୍ଡଷ୍ଟ୍ରି ମୋ ଟପ୍ 1 ରହିବ ବୋଲି ପୁଷ୍କର ଷ୍ଟୋରି ଆଚ୍ଛା ଟେଲିଂ ହଉ ତାର ଆର୍ଟ ହଉ ଲାଗୁଛି ଗୋଟେ ଦେଖିଲେ ମୋର ହୁଁ ଦିଥର ଖଣ୍ଡେ ଏନ୍ଜୟ କରୁଛି ସେଟା ପୁଣି ଆଉଥରେ ହିଷ୍ଟ୍ରିରେ ପୁଣି ତରଙ୍ଗ ପ୍ଲସ୍ ଆସିଲା ତରଙ୍ଗ ପ୍ଲସ୍ ରେ ପୁଣି ଦେଖିଥିଲି ମୁଁ ଦି ଚାରିଟା ସାଙ୍ଗକୁ ପୁଣି ଏକ୍ସଟ୍ରା ନେଇ ଦେଖେଇଛି ହୁଁ ଭାଇ ବଢିଆ ଭଲ ଲାଗିଥିଲା ମୁଁ ବି ପୁଷ୍କରଟା ରିଏଲ ମତେ ଭଲ ଲାଗିଥିଲା ଆଉ ମାନେ ମୁଁ ଆଜିକା ଡେଟରେ ଓଡିଆ ଷ୍ଟାରଙ୍କ ପ୍ରତି ମତେ ଏତେ ଇଣ୍ଟରେଷ୍ଟ ନାହିଁ ବଟ୍ ସବୁ ଅଛି ହଁ ମତେ ଲାଗେ ତାଙ୍କେ ଭଲ କରିପାରନ୍ତି କମେଡିରେ ଏବେ ବି ଓଡିଆ ଯେମିତି ହିନ୍ଦୀରେ ଅଛି ନା ଆମର କଣ ଯେ ଯୋଉ ସବୁଠୁ ବେଷ୍ଟ କମେଡି ମୁଭି ଅନୁସାରେ ଅକ୍ଷୟ କଣ ଏଟା କୁମାର ଅକ୍ଷୟ କୁମାର ହେରାଫେରି ହଁ 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 ହେରାଫେରି ଫେରା ଫେରି ଆଚ୍ଛା ଆଚ୍ଛା ସେମିତି ହଁ ଓଡିଆ ଇଣ୍ଡଷ୍ଟ୍ରିରେ ଏବେ ବି ତମେ ଦେଖିବ ପଛକୁ ଯାଇକି ଗଲେ କେବଳ ଗୋଟେ ମୁଭି ପିଲାଟା ବିଗିଡିଗଲା ପିଲାଟା ବିଗିଡିଗଲା ଆଚ୍ଛା ଓରିଜିନାଲ ହେଇଥିଲା ଭାଇ ରିଏଲ ସେଟା ଓରିଜିନାଲ ବି ହେଇଥିଲା କିନ୍ତୁ ତାକୁ ନେଇକି ତେଲୁଗୁ କପି କରିଥିଲା ପୁଣି ଫାଷ୍ଟ ଥିଲା ଓଡିଆ ମୁଭି ମତେ ଯୋଉଟା କି ମୁଁ ପ୍ରେମରେ ବି ମତେ କମେଡି ବଢିଆ ଲାଗିଥିଲା ହଁ ଭଲ ଥିଲା ଏବେ ବି ତମେ ଦେଖିବ କମେଡି ଲାଗିବ ହେରାଫେରି ତେଲୁଗୁ କପି ତାକୁ ମାନୁଛି ବଟ୍ ନା ନା ସେଥିରେ ତେଲୁଗୁ କପି ନୁହଁ ତେଲୁଗୁ କପି ନୁହଁ ଆକୁ ତେଲୁଗୁ କପି କରୁଛି ଫାଷ୍ଟ ଟାଇମ ପାଇଁ ଓ ଓଲଟା ଏଡో ଏଡୋ ଏଡୋ କଣ ତ ଏଡୋ ରାମଲିଂ କଣ ନାଟା ଗୋଟେ ମନେ ଅଛି ମୋର ଏପର୍ଯ୍ୟନ୍ତ ଦିଟା ଆକ୍ଟର ଆଚ୍ଛା ଅଛନ୍ତି ଦେଖିଛି ମୁଭିଟା ପରେ ରିଲିଜ ହେଇଥିଲା ସେଇଟା ଜାଣିଛ ନା ନାଇଁ ଏଡୋ ଆଚ୍ଛା ରାକମ ଆଡୋ ରାକମ ଏଡୋ ରାକମ ଆଡୋ ରାକମ ଆଚ୍ଛା ଏମିତିଆ ନାଟା ଭାଇ ଆଚ୍ଛା ତମେ ବି ତେଲୁଗୁ ଜାଣିଛ ତେଲୁଗୁ ନା ମୁଭି କଣ ମୁଁ ଦେଖିଥିଲି ସେଇଟା ସେଗମେଣ୍ଟ ମୁଁ ମୁଁ ତେଲୁଗୁ ମୁଭି ଦେଖିଦିଏ ୱିଥଆଉଟ୍ ସବଟାଇଟଲରେ ବାକି ସବୁ ସବଟାଇଟଲ ଦେଖେ ମାନେ ବୁଝିଛ ନା ମୁଁ ତେଲୁଗୁ ତେଲୁଗୁ ପୁରା ବୁଝିଛ ହଁ ତେଲୁଗୁ ବୁଝେ ଆମ ଏରିଆ ବଢିଆ ଏପଟେ ବଢିଆ ସବୁ ପ୍ରାୟ ତେଲୁଗୁ ବୁଝେ ମୁଁ ତେଲୁଗୁ ଟିକେ ଟିକେ ବୁଝିପାରୁନି ଟିକେ ଟିକେ ଶିଖୁଥିଲି ତାର ଭାବିଲି ପରେ ଶିଖିବା ଟାଇମ ହଉନି ଏବେ ମୁଁ ତେଲୁଗୁ କ୍ଲିୟର ବୁଝେ ଏଡୋ ରକମ ଆଡୋ ରକମ ଟା ମୁଁ ମୁଁ ସବୁ ସବଟାଇଟଲ ସବଟାଇଟଲ ନହେଲେ କିଛି ବୁଝିପାରିବାନି ତାମିଲ ଟା ଟିକେ ଟିକେ ବୁଝି ହଉଛି କାଲି ରାତିରେ ରକି ଦେଖୁଥିଲି ପାଖାପାଖି ଟିକେ ବୁଝିପାରୁଥିଲି ମଝିରେ ମଝିରେ ହେଲେ ତଥାପି ଟିକେ ଟିକେ ବୁଝିପାରୁନଥିଲି ଗୋଟେ ଗୋଟେ ଟାଇମରେ ମାନେ ଗୋଟେ ଗୋଟେ ୱାର୍ଡ ଅଛି ସେ ୱାର୍ଡ ଗୁଡା ମାନେ ବୁଝିଛୁ ମାନେ ଅନ୍ନା ମାଦ୍ରି ତାମାନେ ତୁ ଭାଇଙ୍କ ପରି କାହିଁ କରୁଛୁ ତାପରେ ଅପା ସେରି ଅନ୍ନା ସେରି ଏମିତି ଯୋଉ କହନ୍ତି ମାନେ ତୋ ବାପା ଏହା କଲା ତୋ ପୁଅ ସେୟା କଲା ତାପରେ
अन्ना माधुरी ସେ ମାନେ କହନ୍ତି ନା ମାନେ ସେ ଯୋଉ ମାନେ ପୋଇଟା ଏମିତି କଣ ମାନେ ତୁ ପୁଣି ଥରେ ତାକୁ କରୁଛୁ ମାନେ ତାପରେ ଏମିତି ଯୋଉ କଥା ଗୁଡା ମାନେ ଟିକେ ଟିକେ ଶୁଣି ସାରିଲା ପରେ ସେଟା ବୁଝା ପଡିଯାଏ ତ ତାମିଲ ପାଖାପାଖି ଟିକେ ବୁଝା ପଡେ ଆଉ ତେଲୁଗୁ ତ ଭାଇ ବ୍ରହ୍ମପୁରରେ ଭାଇ ରହୁଛନ୍ତି ଶଙ୍କର ଭାଇ ତ ବୁଝା ପଡୁଥିବ ଭାଇକି ନାଇଁ ମୁଁ ତେଲୁଗୁ ମୁଁ ତାମିଲ ବି ବୁଝେ ବଟ୍ ତାମିଲ ସବଟାଇଟଲ ମୁଁ ହଁ ତେଲୁଗୁଟା କ୍ଲିୟର ବୁଝେ ତ ତାମିଲ ବହୁତ କମ ତେଲୁଗୁ ରେୟାର ଆଚ୍ଛା ବୁଝେ ସବଟାଇଟଲ ୟୁଜ କରେ ବଢିଆ ଆଉ ଦୀପ ଭାଇ ତମେ ଜାପାନିଜ ଦି ବୁଝିପାରୁଛ? 2000 ମାନେ 2018 ବୋଲି ମୁଭି ଅଛି ଦେଖିଛ କି? ହଁ 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 2018 ମଲୟାଲମ ମାଲାଲିୟମର ମଲୟାଲମ ସେ ଫିଲ୍ମ କିଏ ଦେଖିନଥିବ? ଦେଖିଛି ମୁଁ ସେଇ ପସନ୍ଦ ଦେଖିନି ମୁଭି ମୁଭିର ଥିଲା ଦେଖିଥିଲି କ୍ୟାମେରା ମୋ ୱାଚ୍ ପୁରା ଲିଷ୍ଟରେ ପଡିଛି ବଟ୍ ମୋ ଟାଇପ ନାହିଁ ନା ଦେଖିବାର କଷ୍ଟ ହେଇଥିଲା ମୁଭିଟା ମାଲାୟାଲମ ଇଣ୍ଡଷ୍ଟ୍ରି ବି ବହୁତ ବଢିଆ ମୁଭି ମାନେ ଦିଏ, ବହୁତ ବଢିଆ ହଁ ମୁଭି। ମଲୟାଲମ ଇଣ୍ଡଷ୍ଟ୍ରି ବହୁତ ତାର ବଢିଆ ସେଇ 2080 ହଉ, ତାପରେ અંજામ ପଥିରା ହଉ, ଫରେନ୍ସିକ, ଆଚ୍ଛା ମିନ୍ନାଲ ମୁରଲି, ହଁ ମିନଲ ମୁରଲି ତାର ଟୋବିନୋ ସବୁ ତୋମାସ ମୁଭି ଅଲଗା ପ୍ରକାର କଣ୍ଟେଣ୍ଟ, ଅଲଗା ମିନଲ ପ୍ରକାର ମୁରଲି କଣ୍ଟେଣ୍ଟ। ବଢିଆ କରିଥିଲା ମାଲାଲିୟମର ସୁପର ହିରୋ ଷ୍ଟୋରି ଆଉ କଣ୍ଟେଣ୍ଟ ବହୁତ ଷ୍ଟ୍ରଙ୍ଗ ଥାଏ। ମାଲାଲିୟମର ରିଏଲରେ ତାଙ୍କେ ଜାଣିଛନ୍ତି ସିନେମା ଆର୍ଟ ସେ ବିଷୟରେ ତାଙ୍କର ରିଏଲରେ ଜ୍ଞାନ ସେମାନେ ହଁ ଯଦି ପିଓର ସିନେମା ପିଓର ୟୁଏସ୍ ଜାଣିନଥିବ ତାହେଲେ ମାଲାଲିୟମ ମୁଭି ବେଷ୍ଟ ଆଉ ଏମିତି ନାହିଁ ଯେ ନର୍ମାଲ ଲୋକ ପାଇଁ ମାଲାଲିୟମ ଯିଏ ରିଏଲରେ ସିନେମା ଜାଣିଥିବ ମାଲାଲିୟମର ଯୋଉ ମାନେ ଯୋଉ କୋର ଯୋଉ କହୁନାହାନ୍ତି ଯୋଉ କୋର ମୁଭି ଗୋଟେ ଅଛି ଭିତରେ ଆହୁରି ଅଣ୍ଡର ଟାଇପର ସେଗୁଡା ଏକ୍ସପ୍ଲୋର କରିଥିବ ସେଗୁଡା ଦେଖିବ ରାଇଟିଂ ରେ ନମ୍ବର ୱାନ୍ ସବୁ ରାଇଟିଂ ମାନେ ହଁ ସ୍କ୍ରିନ୍ ପ୍ଲେ ଏରିଆ ଯୋଉ କରୁଛନ୍ତି ତାଙ୍କେ ଜାଣିଛନ୍ତି କହିଲେ ବା ତାଙ୍କର ବିଲିଭ କରିବନି ମୁଁ ଗୋଟେ ହଁ ସିନେମା ଗୋଟେ ୱାର୍କ ବି ଫଲୋ ବହୁତ କରୁଛି ଇନଷ୍ଟାଗ୍ରାମରେ ଷ୍ଟ୍ରଙ୍ଗ ଥାଏ। ଆଚ୍ଛା ଅଛନ୍ତି ଗୋଟେ 4-5ଟା ତାଙ୍କେ ସର୍ଟ ମୁଭି ବନଉଛନ୍ତି ଠିକ ଅଛି ମାଲାଲିୟମ କ୍ରିଏଟର ହୁଁ ସର୍ଟ ମୁଭି ବନଉଛନ୍ତି ରିଲରେ 30 ସେକେଣ୍ଡ ପାଇଁ ଗୋଟେ ଚ୍ୟାଲେଞ୍ଜ ନେଇଥିଲେ 10 ଦିନ ନା 30 ଦିନରେ 30ଟା ସର୍ଟ ପକେଇବ ଭାଇ ଏତେ ସୁନ୍ଦର ବନଉଛନ୍ତି ମୁଁ ନିଜେ କହିଲି ଆକୁ ରିଏଲରେ ମାନେ ଜାଣିଛନ୍ତି ସିନେମା ମାନେ ସିନେମା ହୁଁ କଣ କୋଉ ଟାଇପର ବନେଇବା ଦରକାର ଭଲ ଲାଗେ ତାଙ୍କୁ ଦେଖିବା ପାଇଁ ମତେ ବହୁତ ହଁ ଭଲ ଲାଗେ ମାଲାୟାଲମ ସିନେମା ମଲୟାଲମ ବାଲା ବଢିଆ ବନାନ୍ତି ଏବେ ରିସେଣ୍ଟ ଗୋଟେ କଣ ଆସିଲା ନା ଗ୍ରୁପରେ ସେୟାର କରିଥିଲେ ମାମୁଟିର ହଁ ବ୍ରହ୍ମୟୁଗମ ମସ୍ତ ଥିଲା ଭାଇ ଟାଇମ ଲୁପ୍ ଟାଇପର କଣ ଷ୍ଟୋରିଟା ଟାଇମ ଲୁପ୍ ହରରଟା ବ୍ଲାକ୍ ଆଣ୍ଡ ହ୍ୱାଇଟ୍। ଯିବା ସେଇଟା ଯିବା ଭାଇ କିନ୍ତୁ ମତେ କାହିଁ ଲାଗୁନି ସେଇଟା ବଡ ଥିଏଟରରେ ପଡିବ ସେଇଟା ଖାଲି ସିଙ୍ଗଲ ସ୍କ୍ରିନରେ ତ ପଡିବନି ମଲ୍ଟିପ୍ଲେକ୍ସରେ ପଡିବ କେବଳ ପଢିବ କି ନ ପଢିବ ସେ ଦେଖିବାକୁ ପଡିବ। ତାଙ୍କର ସେପଟେ ସ୍କ୍ରିନରେ ସବୁ ପଡିବ ବଟ୍ ଆମର ହଁ ଏପଟେ ବହୁତ କମ ସ୍କ୍ରିନରେ ପଡିବ ମୁଁ ଭାବୁଛି ଭାଇ ଡାଉନଲୋଡ କରି ଦେଖିବି କାହିଁକିନା 250 ଟଙ୍କା ତ ମିନିମମ୍ ଟା ଟିକେଟ ପ୍ରାଇସ୍ ରଖିବେ ମାନେ ହଁ ଇଏ ମଲ୍ଟିପ୍ଲେକ୍ସ ପକେଇବି ସବୁ। ହଁ ଏତେ ଟଙ୍କା ଦେଇ ଗଲା ବେଳକୁ ମାନେ ଟେନସନ ଆଠୁ ଭଲ କିଛି ଗୋଟେ କରିଦବ ମୁଁ ଗୋଟେ ବହିଟେ କିଣିଥିଲି 65 rupees only ଏଥିରେ ଭାଇ ପୁରା ଫିଲ୍ମ ଉପରେ କଣ କଣ ଲେଖା ମାନେ ଓଡିଆ ବହି 65 rupees ମାନେ ଜମା 65 ଟଙ୍କାରେ କେତେ ଜିନିଷ ଲେଖିଛନ୍ତି ମାନେ ୟାକୁ ଯଦି ପଢିବ ନା ଲିଟରାଲି ଓଡିଆ ମୁଭି ଉପରେ ଜ୍ଞାନ ହେଇଯିବ ତାପରେ ବି କଣ କଣ ୟୁଜ ହୁଏ ଭାଇ ପିକ୍ଚର ବି ଏତେ ଭଲ ଭଲ ୟୁଜ ହେଇଛି ଏଇଟା ଲାଇଟ୍ ଉପରେ ଲେଖିଛନ୍ତି ତାପରେ ବାହୁବଲୀ ଏକ୍ସାମ୍ପଲ ବାହୁବଲୀର ଫଟୋ ଦେଇଛନ୍ତି ବାହୁବଲୀ ଏକ୍ସାମ୍ପଲ ତାପରେ ସ୍ପାଇଡରମ୍ୟାନ 3 ର ଏକ୍ସାମ୍ପଲ କଣ କଣ ୟୁଜ ହେଇଥିଲା ଭାଇ ଭାଇ ଫଟୋଟା ଗ୍ରୁପରେ ଫଟୋଟା ସେୟାର କରିଦବ ଗ୍ରୁପରେ ହଁ ତାପରେ କୋଉଟା ଏକ ସର୍ଟ ଅଛି କ୍ଲୋଜ ଅପ୍ ସର୍ଟ ମିଡ୍ ଲଙ୍ଗ ସର୍ଟ ଏକ୍ସଟ୍ରିମ ଲଙ୍ଗ ସର୍ଟ ତାପରେ ଷ୍ଟୋରି ବୋର୍ଡିଂ କେମିତି ହୁଏ ତ ସବୁ ଜିନିଷ ଭାଇ ଲିଟରାଲି ଲେଖିଛନ୍ତି ଟୋଟାଲ ଲେଖିଛନ୍ତି ଏଠି ବିଲ୍ ଟା ବି ଅଛି 65 rupees ଲେଖା ହେଇଛି ବହୁତ ଶସ୍ତାରେ ମିଳିଗଲା ଭଲ ବହିଟା ଭାଇ ଦୀପ ଭାଇ ହଁ ହ୍ୟାଲୋ ଭାଇ ହଁ ତମେ ଏବେ ଗୋଟେ ହଁ ସର୍ଟ ଭାଇ ଫିଲ୍ମ ବନେଇଥିଲ ଦେଖିଥିଲି ବା ଏଇ ଯୋଉ ମାନେ କେମିତି କଣ ଆପ୍ରୋଚ କେମିତି ରହିଲା କଣ ବନେଇଲ କେମିତି କଣ ବନେଇଲ ଟିକେ କହିବ ଗୋଟେ ପ୍ରହେଳିକା ହଁ ଆ, ତାକୁ ଜଷ୍ଟ ଆକ୍ଚୁଆଲି ବନେଇବାର କିଛି ଇରାଦା ନଥିଲା ବଟ୍ ପିଲା ସେଟା ଓନ୍ଲି ଷ୍ଟୋରି ବର୍ଷେ ପୂର୍ବରୁ ଲେଖା ହେଇକି ଥୁଆ ହେଇଥିଲା ହୁଁ ପିଲା ସାଙ୍ଗମାନେ ଯିଏ ମେନ୍ କ୍ୟାରେକ୍ଟର ଯିଏ ଫାଷ୍ଟ ଲିଡ୍ ରୋଲ କରୁଛି ଯିଏ ହଁ ସେ କହିଲେ ଚାଲ ବନେଇବା ଯେ ସିନେମାଟୋଗ୍ରାଫର ଯେ ଡିଓପି ଯିଏ ଅଛି ସେ ଏବେ ରିସେଣ୍ଟଲି ଆକ୍ଚୁଆଲି ମୁମ୍ବାଇର ସିନେମା ସ୍କୁଲରେ ପଢେ ତ ସେ ଆଚ୍ଛା ଏବେ ଓକେ ଆସିଥିଲା ତ ମୁଁ କହିଲି ହଉ ଚାଲ ବନେଇଦବା ଗଲୁ ତ 200 ଟଙ୍କା ଟୋଟାଲି 200 ଟଙ୍କା ଖର୍ଚ୍ଚ ହେଇଛି ତାପରେ କ୍ୟାମେରା ଅଛି ଗିମ୍ବଲ ଫିମ୍ବଲ ସବୁ ଇକ୍ୱିପମେଣ୍ଟସ ଅଛି ତ ଆମେ ଆଚ୍ଛା ଗଲୁ ବାର ଭିତରେ ସୁଟିଂ କରିକି ଆଇଲୁ ଦେନ୍ ଏଡିଟିଂ କରିକି ଅପଲୋଡ ନେକ୍ସଟ ପାର୍ଟ ବି ଭାବିନଥିଲୁ ବନେଇବୁ ବୋଲି ବଟ୍ ହୁଁ ଲୋକଙ୍କର ଇଏ କହିଲେ କି ମାନେ ଫୋନ କରିକି ପଚାରୁଛନ୍ତି ଆଉ ପରେ କଣ ହେଲା ମାନେ ଏଇଟା କଣ ବୁଝା ପଇଲାନି ଆଉ ପାର୍ଟ 2 କାଢ କେବେ ଆସିବ ମୁଁ ବି ଦେଖିଥିଲି ହଉ ସେ ବୁଝା ପଇଲାନି ଲାଷ୍ଟ ହେଲା କଣ ତା ସହିତ ଦେଇ ଦେଇଥିଲ ଏମିତି ମାଇଣ୍ଡ ତ ବୋଗଲିଂ ହଁ ମୁଁ ଏଟା କହିଲି ହଁ ମଲୟାଲମ ଲେଭେଲ ନା ମାନେ ଲୋକଙ୍କର ମୁଁ ଭାବିଲି ଲୋକ କଣ କେମିତି ମାନେ ହଁ ରିଆକ୍ସନ କେମିତି କରିବେ ହୁଁ ସେଥିପାଇଁ ଲେଖିଥିଲି ବହୁତ ସାରା ଲୋକଙ୍କୁ ପସନ୍ଦ ଆସିବନି ହୁଁ କାହିଁକିନା ସେମାନେ ବୁଝିପାରିବେନି କି କଣ ମାନେ ଫିଲ୍ମ ଏମିତି ଏମିତି କଣ ଚାଲିଲା ହୁଁ ତ ସେଇଆ ଆଉ ଜିନିଷଟା
ଲୋକ ଯେହେତୁ କହିଲେ ନେକ୍ସଟ ପାର୍ଟ କାଢ ଦେଖିବାକୁ ଇଚ୍ଛା ଅଛି ତ 2-3 ମାସ ଲାଗିବ କାଢିଦେବି। 2-3 ମାସ ଭାଇ ଏଇଟା ଯୋଉ ପ୍ଲାନିଂ କରୁଥିଲ ପ୍ଲାନିଂ ଫେଜ୍ ତମେ ସ୍କ୍ରିପ୍ଟ ରାଇଟିଂ ନିଜେ ହିଁ କରୁଛ ନା ରାଇଟିଂ ଫାଇଟିଂ ହଁ ଫେଜ୍ ସବୁ ମାନେ ସେଟା ସବୁ ନିଜେ ନିଜେ ହିଁ କଲ ଭାଇ ସେଟା ଡେଭଲପ କେମିତି ହେଲା ମାନେ କୋଉ ଜିନିଷଟା ତମେ ଦେଖିଲ ତାପରେ ଇନ୍ସପିରେସନ ଆସିଲା ତମେ ଯୋଉ କହିଲ ଯେ ଏଇଟା କୋଉ କାଲା ମୁଭିରୁ ଆଉ ତାପରେ ଆଉ ଗୋଟେ କୋଉ ମୁଭି କହିଲ ହଁ ସେଥିରୁ କାଲା ମୁଭି ଇନ୍ସପିରେସନ ଅଛି ତ ଭାଇ କାଇଣ୍ଡ ଅଫ ଷ୍ଟୋରିଟା ସିମିଲାର ଲାଗୁଛି ନା କିଛି ଗୋଟେ ନୂଆ ଅଛି ଓରିଜିନାଲିଟି ଅଛି ଏ ମୁଭିରେ स्टोरी स्टोरी ओरिजिनल ହଁ ମାଲୟାଲମ स्टोरी ଥାଏ ଆକ୍ଚୁଆଲି ହୁଁ ସେ ଫିଲ୍ମ ଠୁ ବହୁତ ସାରା ଇନ୍ସପାୟର୍ଡ ଅଛି ବଟ୍ ସେମ୍ ଷ୍ଟୋରି ନୁହଁ ଡିଫରେଣ୍ଟ ଷ୍ଟୋରି କିନ୍ତୁ ଡିଫରେଣ୍ଟ ଷ୍ଟୋରି ନା ଯେମିତି କି ସିନେମାଟିକ ସର୍ଟସ ରହିଲା ଆଉ ବାକି ତାକ ଯେମିତି ଅଲଗା ଅଲଗା କଣ ରହିଲା ଡାଇଲଗ୍ସ ପାର୍ଟ ରହିଲା ଆକ୍ସନ କୋରିଓଗ୍ରାଫି ରହିଲା ସେସବୁ ଜିନିଷ ଟିକେ ସେଇ ଟାଇପ ରୁ ଇନ୍ସପାୟର୍ଡ ହେଇଛି ବଟ୍ ଓରିଜିନାଲ ସବୁ ଓରିଜିନାଲ କିଛି କପି ନୁହଁ। ଆଉ ଭାଇ ଯୋଉ ମାନେ ଡିଓପି ତ ଏତେ ବଢିଆ କାମ କରୁଛନ୍ତି ମାନେ ଦେଖିକି ଆସିଛନ୍ତି ମୁଁ ଭାବିଲି ଦୀପ ଭାଇ ତ ମାନେ ଜାଣିଥିବେ ନିଶ୍ଚିତ ଭାବେ ତ ଦୀପ ଭାଇ ମେ ବି କରିଥିବେ ସେ ସିନେମା ସ୍କୁଲରେ ପଢୁଛନ୍ତି ବୋଲି ସେ ବୋଧେ ତାଙ୍କ ମାନେ ଟ୍ୟାଲେଣ୍ଟ ଥିବ ତାପରେ ସ୍କିଲ୍ସ ବି ଥିବ କି ଏତେ ଭଲସେ କରୁଛନ୍ତି ସବୁ ଡିଓପି ଭାଇ ଏବେ ଖତରନାକ ରିସେଣ୍ଟଲି ଲେଭେଲର ଲାମ୍ବରଗିନି ର ଆଡ୍ କରିଥିଲା ଦେଖ ଲ୍ୟାମ୍ବରଗିନି ଭାଇ ଏତେ ବାଟର ଉତ୍ତମ ଲାମ୍ବରଗିନି ଦେଖୁ ତମେ ଭାଇ କୋଉଠୁ ମାନେ କୋଉଠୁ ବିଲଙ୍ଗ କର ଏଇ ଭୁବନେଶ୍ୱର ଭାଇ ଭୁବନେଶ୍ୱର ହଁ ଲ୍ୟାମ୍ବରଗିନିର ଆଡ୍ ବି କରିଥିଲେ ସେ ଓଡିଆ ଲୋକ ହଁ ହଁ ଆଚ୍ଛା ଭାଇ ଏତେ ଉପରେ ମାନେ ଏତେ ବାଟ ମାନେ ପହଞ୍ଚିଲେଣି ଆସିଷ୍ଟାଣ୍ଟ ଅବଭିୟସଲି ଆସିଷ୍ଟାଣ୍ଟ ମାନେ ହଁ ଡିଓପି ହଁ ଥିଲା ସେଥିରେ ହୁଁ ବଟ୍ ମୋଷ୍ଟଲି ସିଏ କରିଛି ଆଉ ଗୋଟେ ବଲିଉଡ ମ୍ୟୁଜିକ ବି ଗୋଟେ କରିଛି ଯାଇକି ଆଉ ହୁଁ ପଠାନ ର ଯୋଉ ଇଏ ଗୀତ ନାହିଁ କଣ ସେ ଯୋଉ ଗୀତଟା ଯୋଉ ବହୁତ କଣ୍ଟ୍ରୋଭର୍ସି ହେଇଥିଲା ଏ ଯୋଉ ଦିବ୍ୟ ଝୁମ ଗୀତ ଯୋଉ ପଠାନ ନା କଣ ବେସରମ ଆସିଥିଲା ରଙ୍ଗ ବେସରମ ରଙ୍ଗ ଆମେ ବେସରମ ତ ରଙ୍ଗ ଲୁଟ लिया ନା ହଁ ବେସରମ ରଙ୍ଗ ହଁ ହଁ ସେଥିରେ ତାର ସେଇ ଦିନର ଯାଇଥିଲା ସେଇ ସଙ୍ଗ ର ମାନେ ଡାଇରେକ୍ସନ ଆସିଷ୍ଟାଣ୍ଟ ମାନେ ଡିଓପି ହବା ପାଇଁ ଓକେ ଆଚ୍ଛା ଏଠି ଯୋଉ ସର୍ଟ ଗଲା ତା ପଠ ସେ ଗଲାନି ସେଠି ଯୋଉ ଜିନିଷ ଦେଖିଦେଲା ଦୀପିକା ହଁ ପାଦୁକୋନ ଯୋଉ ଭଳିଆ ଇଏ ତା ପଠ ସେ ଗଲାନି ଆଉ ସେ ଗୋଟେ ଦିନ ସେ ହେଇଛି ସେ ପଠାନ ଗୋଟେ ଦିନ କାମ କରି ଯାଇଛି ଭାଇ କଣ ସର୍ଟ ଦେଖିକି ଆଉ ଗଲାନି ଏମିତି କଣ ଦେଖେଇଥିଲେ ତାକୁ ଆଉ ଯାହା ଯାହା ଦେଖିଥିବେ ସେଠି ଯୋଉ ଭଳିଆ ସବୁ ଆକ୍ଟ୍ରେସ ଲୋକ ଯାଆନ୍ତି ପରିବେଶ ତାକୁ ସେଠି ଆକ୍ଚୁଆଲି ନୁହଁ କି କେମିତି କହିବି ସେଠି ମାନେ ଆକ୍ଚୁଆଲି ଯେତିକି ସବୁ ଲୋକ ଅଛନ୍ତି ଯେହେତୁ ହୁଁ ଅଲଗା ଅଲଗା ଦେଶର ଅଲଗା ଅଲଗା କଣ୍ଟ୍ରିରୁ ଯାଇଛନ୍ତି ହଁ ମୋଷ୍ଟଲି ତାକୁ ନିଜକୁ ଲାଗେ ସେ ମାଇନୋରିଟିରେ ଅଛି ଆଚ୍ଛା କାହିଁକି ମାଇନୋରିଟି ଅଛି କାରଣ ସେ ଆମ ଓଡିଶାରୁ ଯାଇଛି ବଟ୍ ସେଠି ଗଲାକୁ ସବୁ ଜାଣିଥିବେ ଏବେ ଜେନଜି ଯୋଉ ଅଛନ୍ତି ହଁ ତ ତାଙ୍କର ସବୁ ମଡର୍ନ ବିହେଭିୟର୍ସ ଯୋଉ ଜିନିଷଟା ଅଛି ଆଚ୍ଛା ତ ସେଠି ସେ ଆଟାଚ ହେଇପାରେନି ଜିନିଷଟା ସେଥିପାଇଁ ସେ ଟିକେ ସେଠି ପ୍ରୋବ୍ଲେମ ଫେସ୍ କରେ ଆଉ ସେଟା। ଓହୋ ସେଥିପାଇଁ ପଳେଇ ଆସିଲେ ନା କିନ୍ତୁ ଗୋଟେ ଅପରଚୁନିଟି ନା ନା ଥିଲା ସିଏ ସେଠି ପଢୁଛି ବଟ୍ ଆଚ୍ଛା ସେଠି ବେଶୀ ଇଏ କରେନି ପିଲାଙ୍କ ସହ ମିଶେନି ଆଚ୍ଛା କୋଉ କଲେଜ ଭାଇ ଇଣ୍ଟ୍ରୋଭର୍ଟ ଟାଇପ ୱେଷ୍ଟର୍ନ ଉଡ୍ ସିନେମା ଆଚ୍ଛା ସ୍କୁଲ ଆଚ୍ଛା, ବଢିଆ ଭାଇ ଯାହା ହଉ ଜଣେ ସିନେମା ସ୍କୁଲରେ ପଢୁଛନ୍ତି ତାଙ୍କର ମାନେ କ୍ରାଫ୍ଟ ଟା ଦେଖିବାକୁ ପାଇଲେ ଖୁସି ଲାଗିଲା ମୁଁ ସେଇଆ ଭାବିଲି ପ୍ରଳିତ ମାନେ ସେ ଏତେ ଏବେ ରିସେଣ୍ଟଲି ଫାଇନ୍ ଆମର ଯୋଉ ସାଲାର ଯେ ଇଏ ନାହାନ୍ତି ଆମର ସିନେମାଟୋଗ୍ରାଫି ରେ ଆମର ଭୁବନ ଗୌଡା ନବୀନ ଗୌଡା ହଁ ଭୁବନ ଗୌଡା ଆଚ୍ଛା ଭୁବନ ଗୌଡା ଯୋଉ ଏବେ ରିସେଣ୍ଟଲି ଆମର ସମ୍ବେଲରେ ବି ଆସିଥିଲା ତାଙ୍କର ଛୋଟିଆ କ୍ଲିପ ଇଣ୍ଟରଭ୍ୟୁ ଦେଇଥିଲେ ହୁଁ ତାଙ୍କର ଭଣଜାର କ୍ୟାମେରା ସେଟଅପ୍ ନେଇକି ଆସିଥିଲା ଓଡିଶାକୁ ଲୁମିକ୍ସ ଇଏ ସିନେମା କ୍ୟାମେରା ସୁଟିଂ କରିବ ବୋଲି ବଟ୍ ସେଇ ଟାଇମରେ ଆମର ଷ୍ଟୋରି ଆଉ ପ୍ରଡକ୍ସନ କେହି ସପୋର୍ଟ କଲେନି ତ ହେଲାନି ଜିନିଷ ସେଇ ଟାଇମରେ ତାପରେ ଆଚ୍ଛା ପ୍ରହେଳିକା ସେଇ ବର୍ଷ ଟାଇମ ଲେଖିଥିଲେ ଏବେ ହେଲା ୟା ଅଲଗା ଷ୍ଟୋରି ଭାଇ ଏତେ ବଡ ପ୍ଲାନିଂ ମାନେ କେଜିଏଫ କୋଉଠି ଭୁବନ ଗୌଡା କୋଉଠି ସେଠୁ ଚିହ୍ନା ତାପରେ ସେଠୁ କ୍ୟାମେରା ଆଣିଲେ ଏତେ ଆଡେ ମାନେ ଏତେ ମାନେ ତାଙ୍କର ଚିହ୍ନା ପଡୁଛି ଏତେ ଭାଇ ଅଲଗା ହୁଁ ପ୍ରକାର ମାନେ ସିନେମା କ୍ୟାମେରା ନେଇକି ଆସିଥିଲେ କୋଉ କ୍ୟାମେରା ରେଡ୍ ନା ଆରି ନା କଣ ନା ନା ରେଡ୍ ନୁହଁ ଲୁମିକ୍ସ ର ମାନେ ଆଚ୍ଛା ସିନେମା ଲୁମିକ୍ସ କ୍ୟାମେରା ବଟ୍ ଆମର କଣ ସେଇଟା ଲୁମିକ୍ସ ମଡେଲ ନା ମାନେ S2 ନା S ସମଥିଙ୍ଗ କଣ ସେ ମଡେଲ ଟା ନେଟଫ୍ଲିକ୍ସ ରେ ସେଟା ନେଟଫ୍ଲିକ୍ସ ଭିଡିଓ ଆପ୍ରୁଭଡ ସିରିଜ କଲେ ନେଟଫ୍ଲିକ୍ସ ଆପ୍ରୁଭଲ ସେ କ୍ୟାମେରାଟା ନେଟଫ୍ଲିକ୍ସ ହଁ ହଁ କଣ୍ଟେଣ୍ଟ ହିସାବରେ କଲେ ନେଟଫ୍ଲିକ୍ସ ନେଇଯିବ ସେଇ ଏବେ କ୍ୟାମେରାରେ ଯେମିତି ସୁଟ୍ ଅନୁଭବ ମହାନ୍ତିଙ୍କ ଯୋଉ ଆସୁଛି କୁହୁଡି ସେଇଟା ଯୋଉ ସୋନି ଭେନିସ୍ 2 ଆସୁଛି ସେଇଟା ବି ମାନେ ନେଟଫ୍ଲିକ୍ସ ଆପ୍ରୁଭ ତ ଭାଇ ତାହେଲେ ପ୍ରହେଳିକା ତମର ପୁରା ଭଲ ତମର ହଁ ତମର ଭଲ ସାଙ୍ଗ ଦେଖ ବୁଝିଲ ହଁ ପା ଆମର ଏଇଟା ମୋବାଇଲ ମାଗିଦବ ମୋବାଇଲ ସୁଟ୍ କରି ମୋବାଇଲ ଟା ଦେଖ ସେ କହିବ ନା ମୋବାଇଲ ପଡିଯିବ ଭାଙ୍ଗିଯିବ ୟାର କୁଆଡୁ କୁଆଡୁ ଚିହ୍ନା ହେଇଗଲା ଲକି 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 ତମେ ଲକି ମୁଁ ବୁଝିଲ ନା କହିବି
ନାଇଁ ସେ ଆଣିଥିଲା 60-70 ଲକ୍ଷର ଇକ୍ୱିପମେଣ୍ଟସ ନେଇକି ଗାଡିରେ ପଳେଇ ଆଇଲା ହଁ ସେଇଟା ତାପରେ ଗିମ୍ବଲ ହଁ 12ଟା ଖଣ୍ଡେ ଲେନ୍ସ ଆଇଲାରି କ୍ୟାମେରା ଆଇଲାରି ସବୁ ଆଇଲାରି ସବୁ ଆଇଲାରି ହଁ ବଟ୍ ହେଲା କଣ ନା ନିଞ୍ଜା ଆଟମସ୍ ର ମନିଟର ଆଣିଥିଲା ମାଇକ୍ ସେଟଅପ୍ ସବୁ ଜିନିଷ ନେଇକି ଆସିଥିଲା ବଟ୍ ହେଇପାରିଲାନି କାରଣ ଆମ ପାଖରେ ଇକ୍ୱିପମେଣ୍ଟ ଥିଲେ ଖାଲି ହବନି ଯୋଉ ସୁଟିଂ ହବ ତା ପାଇଁ ଯୋଉ ତେଲ ଆମର ଯୋଉ ଟ୍ରାଭେଲିଂ କଷ୍ଟ ରହିଲା ବାକି ତକ ବାକି ସେଟା ପ୍ରଡକ୍ସନ କାମ ଯେତିକି ସବୁ ଖର୍ଚ୍ଚ ହବ ତା ପାଇଁ ଆମର କି ପ୍ରଡ୍ୟୁସର ମିଳିଲାନି ତ ସେ ପ୍ରୋଜେକ୍ଟ ହେଲାନି ଫେରିଦେଲା ପଇସା ମାନେ ପୁଣି ଓ ଇକ୍ୱିପମେଣ୍ଟ ରିଟର୍ନ ପଳେଇଲା ଆସିକି ମାନେ ଭାଇ ସେଇଟା ଆମକୁ ଏତେ ବର୍ଷ ମାନେ ଧକ୍କା ବାଜିଲା ମାନେ ସେ ଗୋଟେ ପ୍ରୋଜେକ୍ଟ ପାଇଁ ମୁଁ ଆଉ 2-3ଟା ଷ୍ଟୋରି ଥିଲା ତା ଭିତରେ ଆଉ କଣ କରିଦେଇଥାନ୍ତି ନା କରିପାରିଲିନି ସେ ତ ଲାଗିକି ହେଲାନି ରହିଗଲା ଅପରଚୁନିଟି ଆଉ ତାହେଲେ ଏବେ ତାହେଲେ କୋଉଥିରେ ସୁଟିଂ କଲ ସେଇ ଯୋଉ ସିନ୍ ଟା ନା ସେଇଟା ଏଇଟା ନର୍ମାଲ ସୋନି ମାର୍କ S7 ସରି ସୋନି S7 ମାର୍କ 4 ରେ ଆଚ୍ଛା ଆଚ୍ଛା 2.5 S7 ଲକ୍ଷ ଉପରେ ହେଇଥିବ ତାହେଲେ 2.5 ଲକ୍ଷ ପାଖାପାଖି ବୋଧେ କ୍ୟାମେରା ନା କେତେ କ୍ୟାମେରା ହଁ 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 ସୋନିରେ ତ ଭାଇ କ୍ୱାଲିଟି ମସ୍ତ ଲାଗୁଥିଲା ଲିଟରାଲି କ୍ୱାଲିଟି ମସ୍ତ ଥିଲା ଆଉ ଯୋଉ ଷ୍ଟୋରି ଟେଲିଂ ଯୋଉ କରିଥିଲ ତାପରେ ଯୋଉ ଫାଇଟ୍ ସିନ୍ ଭାଇ ସବୁ ଫାଇଟ୍ ସିନ୍ ଗୁଡା ମାନେ ତମେ ହିଁ ମାନେ ଏମିତି ଡାଇରେକ୍ଟ କରିଥିଲ କି ଏମିତି ମୁଁ ଅମିୟ ମାରିବ ଏଗୁଡା ସବୁ ଏମିତି ମୁଁ ଧରିବ ଅମିୟ ଭାଇ ଅମୀୟ ଭାଇ ତମେ ମିଶିକି ଆକ୍ଚୁଆଲି ଯୋଉଦିନ ସୁଟିଂ ହବାର ଥିଲା ତା ପୂର୍ବ ଦିନ ଆମେ କାଲା ଦେଖିଲୁ ଆକ୍ସନ ସିନ୍ ଯେତିକି ସବୁ ହେଇଥିଲା ହୁଁ ତ ସେଇଟା ଥିଲା ମତେ ଆକ୍ସନ ଦରକାର ଥିଲା ମାନେ ଯେମିତି ଲାଗିବ କି ଗୋଟେ ରିଏଲ ଫାଇଟିଂ ଚାଲିଛି ନା କି ମାନେ ଯୋଉ ଷ୍ଟୋରିକୁ ନେଇକି ଯୋଉ ଭଳି ଆକ୍ସନ ତ ଏଠି ହଁ ମେନ୍ ପ୍ରାୟୋରିଟି ଆକ୍ସନ ନଥିଲା ଜଷ୍ଟ ସେ ମାନେ ଯେ କ୍ୟାରେକ୍ଟରଟା ଅଛି ସେ ଆସିଥିଲା ମାରିବାକୁ ଟ୍ରାଏ କରୁଥିଲା ଓକେ ଜୀବନ ମାରିବାକୁ ତ ସେଇ ଟାଇପ ର ହିଁ ଆକ୍ସନ ଦରକାର ନା କି ମାନେ ଅଡିଏନ୍ସ ଖୁସି ହୁଁ ପାଇଁ ଜିନିଷ ଆକ୍ସନ ଷ୍ଟାଇଲିଶ ଦରକାର ନଥିଲା ଆଚ୍ଛା ତ ମତେ ସେଇ ଟାଇପ ର ଖୋଜିବାକୁ କାଲା ଫିଲ୍ମ ର ଦେଖିଲୁ ଦେନ୍ ଆମେ ଯୋଉ ଭଳିଆ ପ୍ଲାନିଂ କଲୁ ପରଦିନ ସେଇଭଳିଆ ହେଲାନି ତାପରେ ସେଠି ଆମେ ଯାହା ମୁଣ୍ଡରେ ବସିଲା ମାନେ ମୁଣ୍ଡରେ ଇଏ କଲୁ ଯେମିତି ଏମିତି ଆକ୍ସନ ହବ ସେଠି ଅନ୍ ଦ ପଏଣ୍ଟ ସେଠି ହେଇଛି ସେ ଆଚ୍ଛା ସେଇ ସ୍ପଣ୍ଟାନିୟସଲି ସବୁ ହେଲା ନା spontaneous। ଭାଇ ଦୀପ ଭାଇ ହଲିଉଡ କୁ ସ୍କ୍ରିପ୍ଟ ପୁଶ କରୁଛ କେବେ କଣ ହଲିଉଡ ପାଇଁ ସ୍କ୍ରିପ୍ଟ କଣ ହଲିଉଡ ପାଇଁ ନା ମୁଁ ସ୍କ୍ରିପ୍ଟ ତ ଲେଖିକି ରଖିଛି ବଟ୍ ମୁଁ ନା ଦେଇନି କେବେ ହେଲେ ମତେ ସେଇଭଳିଆ ଅପରଚୁନିଟି ନାହିଁ ମିଳିନି ମତେ ଜଣେ ଅଛନ୍ତି ନାଇଁ ଆମର ଏବେ ଟାଇମ ଠିକ ନା ଏବେ ଚାଲିଛି ଟାଇମ ଚାଲିଛି ବୁଝିଲ ନା ହଁ ସେ ମଝିରେ କଣ୍ଟ୍ରୋଭର୍ସି ହେଇଗଲା ତ ମୁଁ ଦବିଗଲି କଣ ହେଲା କି? ନା ନା ଏଇ ଯୋଉ କଣ୍ଟ୍ରୋଭର୍ସି ହେଲା ଆମର ମହାନ ହଁ 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 ଆ, ଛାଡ ହଁ ସେ ଯୋଉ ୟୁଟ୍ୟୁବରେ ଅଲଗା ଅଲଗା ଦି ଭାଇ ପାର୍ଟ ଆମର ହେଇକି ୟୁଟ୍ୟୁବରେ ସବୁ ପକାଏ ବାହାରିଲେ ନା ହଁ ଦିଟା ପାର୍ଟ ହେଇକି ସବୁ ବାହାରିଲେ ତ ମୁଁ ସେଠି ଗଲି ନା ଏଇଭଳିଆ ହେଲେ ମୁଁ କଣ ଆଉ ଇଏ କରିବି ଦୁଇରେ ମୁଁ ଗୋଟେ ଷ୍ଟୋରି ରଖିଛି ହଁ 3ଟା 4ଟା ପାର୍ଟରେ ହବ ଫିଲ୍ମ ଆଚ୍ଛା 3 ଘଣ୍ଟାର 3ଟା ପାର୍ଟରେ ହେଇପାରିବ ବଟ୍ ମୁଁ ତାକୁ ଏଠି ପ୍ରୋଭାଇଡ କରିପାରିବିନି ଏଠି ଦେଇପାରିବିନି କାହାକୁ କାରଣ ନା ମୁଁ ଜାଣିଛି ଏଠି ଯଦି ଦେବି ଆଇଟମ ସଙ୍ଗ ପଶି ଆସିବ ଯୋଉଠି ଯାହା ଦରକାର ନାହିଁ ସେଠି ସେ ହୁଁ ଜିନିଷ ପଶି ଆସିବ ଲଭ ଷ୍ଟୋରି ପଶି ଆସିବ ସେ ଫିଲ୍ମର ଲଭ ଷ୍ଟୋରି ହିଁ ନାହିଁ ଯଦି ମୁଁ ଦେବି ସେ ଲଭ ଷ୍ଟୋରି ପୁରେଇ ଦେବେ ଯୋଉଥିରେ କି ଦରକାର ନାହିଁ ସେଠି ଫାଷ୍ଟ କଥା ହେଲା ସେ ଜିନିଷ ଯିଏ ବୁଝିପାରୁଥିବ ତା ବାହାରେ ତମେ ଯଦି ପ୍ରେଜେଣ୍ଟ କର ତ ନିଜକୁ ଗୋଟେ ଖୁସି ଲାଗେ ହଁ ହୁଁ ସେ ହଉଛି କଥା ହେଲେ ହେଲେ ଆମର କହୁନାହାନ୍ତି ଏଠି ସୁନାର କଣ କହିଲେ କହିଲେ ଅଭାବ କଣ କହିଲେ ଯେ ପଇସା ଲଗା ଫାଇନାନ୍ସ ତାର ଅଭାବ ବେଶୀ ଅଛି ମାନେ ମୁଁ ହୁଁ ଜାଣିବାରେ ଡାଇରେକ୍ଟର ଆମର କରିଦେବେ ଆଗରୁ ବହୁତ ସାରା ଫିଲ୍ମ ଭଲ ବନେଇଛନ୍ତି ବଟ୍ ପଇସା ଯିଏ ଯୋଗେଇବ ଆମର ସେଇଟା ଅଭାବ ରହିଯାଉଛି ମାନେ ସେ ପୁଣି କହିବ ପ୍ରପରଲି ଆଇଟମ ସଙ୍ଗ ଲୋକ ନ ଆସିବେନି ଆଇଟମ ସଙ୍ଗ ଡାଳ ନାଚିବେନି ହଁ ସେଇ ଜିନିଷ ସେ କମର୍ସିଆଲ ପୁଣି କହିବେ ସେଇ ଏଲିମେଣ୍ଟ ଜିନିଷଟା ଅଛି ହଉ ଆଜ୍ଞା ଭାଇ ଆଗ ହଁ ଭାଇ ସେ କମର୍ସିଆଲ ଏଲିମେଣ୍ଟ କୁ ପୁରେଇ ଦେବେ ଆଉ କମର୍ସିଆଲ ଏଲିମେଣ୍ଟ ମାନେ ସଙ୍ଗ 4ଟା 5ଟା ରହିବା ଦରକାର ହଁ ଏ ଜିନିଷ ଇଏ ନୁହଁ ହଉ ଭାଇ ରିଲିଜ କର ଗୋଟେ କଥା ରିଲିଜ କର ଆମେ ଦେଖିବାକୁ ଯିବୁ କମ ସେ କମ କହିଦେବାରୁ ଆମେ ଗ୍ରୁପରେ କଥା ହେଇଥିଲୁ ବୋଲି ଭାଇ ନା ତମ କଣ ଭାଇ ଆଣିଲେ ଥଟ୍ ପ୍ରୋସେସ ଟା କେମିତି ଥାଏ ଗୋଟେ ଫିଲ୍ମ ଡାଇରେକ୍ଟ କଲା ଟାଇମ୍ ଥଟ୍ ପ୍ରୋସେସ କେମିତି ଥାଏ ଆକ୍ଟର କୁ ମ୍ୟାନେଜ କରିବ ତାପରେ ଭାଇ ମାନେ ସ୍କ୍ରିପ୍ଟ ଟା ଯୋଉ ଲେଖା ହେଇଛି ସ୍କ୍ରିପ୍ଟ କୁ କେମିତି ପ୍ରେଜେଣ୍ଟ କରିବ ତାପରେ କୋଉ କୋଉ ସର୍ଟସ ନବ ତାର ଯୋଉ ଗୋଟେ ସର୍ଟ ଅଛି ମୁହଁଟା ଏମିତି ଅଛି ଆମେ ଗୋଟେ କଥାବାର୍ତ୍ତା ହଉଛି ଗୋଟେ ପଏଣ୍ଟ ଅଫ ଭ୍ୟୁ ଏମିତି ରଖିଛେ ତାପରେ ସେଇ ସର୍ଟଟା ସେପଟେ ଗୋଟେ ସର୍ଟ ହବ ମାନେ ମୁଁ ସବୁ ଏପଟେ ଗୋଟେ ଲେଖେ ବା ଆମ ସ୍କ୍ରିନ୍ ପ୍ଲେ ହିସାବରେ ଲେଖେ ଯେ ଏଇ ଆଚ୍ଛା ଷ୍ଟୋରି ବୋର୍ଡିଂ ଟାଇମରେ ହିଁ ଏସବୁ ବାହାରେ ଆଚ୍ଛା ଆଚ୍ଛା ଷ୍ଟୋରି ବୋର୍ଡିଂ ନା ନିଜେ ଡ୍ର ଫ୍ର କରିକି ପୁରା କର ସବୁ ନା ସେମିତି ରଫଲି ମତେ ତ ରଫଲି ମତେ ମତଲବ ଷ୍ଟୋରି ବୋର୍ଡିଂ ମାନେ କଣ କି ମାନେ ପ୍ରପରଲି ତମକୁ ଆର୍ଟ ଆସୁଛି କି ନ ଆସୁଛି ସେଇଟା ମେନ୍ କଥା ନୁହଁ କିନ୍ତୁ କୋଉଠି କେମିତି ସେଟଅପ୍ ରହିବ ଜିନିଷଟା ହଁ ଯଦି ଚେୟାର ଟା ସେଇ ଜାଗାରେ ପଡିଛି ସବଜେକ୍ଟ ଟା ଏଇ ଜାଗାରେ ବସିଛି ତ ସେଇଟା ଲାଇଟ୍ କୋଉଠି ଯିବ ମାଇକ୍ ଟା କୋଉଠି ଦିଆହବ ହୁଁ ମାନେ କେମିତି କ୍ୟାମେରା ଟା କୋଉଠି ରହିବ ସେ ସବୁ ମୁଣ୍ଡରେ ରଖିଥିବା ଦରକାର ଫିଲ୍ମ ସୁଟ୍ ଆଉ ଗୋଟେ ପ୍ରୋବ୍ଲେମ ବି ହୁଏ କଣ କହିଲ ମାନେ ଭାବିକି ଆସିଥିବେ ଲେଖିଲା ଟାଇମ ରେ ଗୋଟେ ଜିନିଷ ହଁ ଭାବିଥିବ ସୁଟିଂ ରେ ମାନେ ବନେଇଲା ବେଳକୁ ଆଉ ଗୋଟେ ଜିନିଷ ହେଇକି ବାହାରିବ ହଁ ସେଇଟା ବି ସେଇଟା ପ୍ରୋବ୍ଲେମ
ହଁ ବହୁତ ଟାଇମ ଏମିତି କି ଅନ୍ ଦ ସ୍ପଟ୍ ଚେଞ୍ଜ କରିବାକୁ ପଡେ ମାନେ ଜିନିଷଟା କାହିଁକିନା ତମକୁ ଆଇଦର ମାନେ ତମ ଇନଭାରमेଣ୍ଟ ସାଥ ଦେଇନଥିବ ନହେଲେ ସେ ଆକ୍ଟର ଦ୍ୱାରା ହେଇପାରୁନଥିବ ମାନେ ସେତେବେଳେ ସେ କାମଟା ଇଏ କି ଏଇ ଜାଗାରେ ସିଏ କରିବ ଏଇ ଡାଇଲଗ ଟା ହଟା ହବ ଏଇ ଜିନିଷ ଅନ୍ ଦ ସ୍ପଟ୍ କରାହବ ତାପରେ ପ୍ରହଳିକା ତମେ ତାଙ୍କର ବି ଲେଖିଛ ବି ସେମିତି ଡାଇରେକ୍ଟ ବି ଏଇ କରିଛ। ଯୋଉ ଆଜ୍ଞା ଦେଖ ତମେ ମାନେ ଲେଖିଛ ତମେ ଷ୍ଟୋରି ଡାଇରେକ୍ଟ ବି କରିଛ ତମେ। ହଁ ଏଡିଟିଂ ବି କରୁଛି ଭାଇ ପୁରା ସବୁଆଡେ ପୁରା କାମ ପୁରା ମାନେ ଏବେ ପୁରା ଭାଇ କେତେ ଏଜ୍ ହବ ତମକୁ? ମତେ ହୁଁ 21 ମତେ ବି 21 ସେମ୍ ଏଜ୍। ତମେ ଫିଲ୍ମ ବନେଇ ସାରିଲଣି ଆଉ। ନା ଭାଇ କଣ ତମେ କହୁଛ ମତେ ଆହୁରି 2-3ଟା କରିବାର ଅଛି ସର୍ଟ ଫିଲ୍ମ ଆହୁରି ଅଛି ହଁ ଲେଖିକି ପ୍ଲାନିଂ ଭାଇ ତାପରେ 200 ଗୋଟେ ଟଙ୍କାରେ ରୋମାଣ୍ଟିକ କରିଦେଲ ନା? କାଢିବାର ଅଛି 200 ଟଙ୍କା 13 ଟଙ୍କାର ବିଡି ହଁ ସେ ଯୋଉ ବିଡିଟା 200 ଟଙ୍କାରେ ଫିଲ୍ମ ହେଇଗଲା ତାହେଲେ। 200 ଟଙ୍କା ଓନ୍ଲି ଖାଇବା ପିଇବା ଆଉ ତେଲ ଖର୍ଚ୍ଚ ନିଜ ହାତରୁ ତାପରେ ଓନ୍ଲି ଏ, ହଁ ତେଲ ଖର୍ଚ୍ଚ ବି ଯାଇଛି ଆଚ୍ଛା ତାପରେ ସବୁ ଆଙ୍କର ସେଇ ତଥାପି କଷ୍ଟ ଟା କମିଗଲା ନା ଯୋଉଟା ଫ୍ୟାମିଲି ଯୋଉଟା ଆଙ୍କର କଷ୍ଟ ଇମ୍ପୋର୍ଟାଣ୍ଟ ସେ କଷ୍ଟ ଟା କମିଗଲା। କ୍ୟାମେରାଟା କଣ ଭଡା ନା କ୍ୟାମେରା ତାଙ୍କର? କ୍ୟାମେରା ନା ତାଙ୍କରି ନିଜର କ୍ୟାମେରାଟା ସେଇଟା କମିଗଲା ଆମକୁ ଇଜି ହେଇଗଲା ସେଇଟା ସେ ଆମେ କାହାକୁ କମ୍ ସେ କମ୍ ମାଗିବାକୁ ଏବେ ପଡିବନି ଓଡିଶା ଏଇଟା ଆଣିଥିଲା ଭାଇ ଦୀପ ଭାଇ ଏବେ ଓଡିଶାରେ ଯଦି ମନେ କର କୌଣସି ରେଣ୍ଟ କଲ କ୍ୟାମେରା ଫ୍ୟାମେରା ଦେନ୍ ଖର୍ଚ୍ଚ କେତେ ପଳେଇ ଆସିବ ତମ ହିସାବରେ ତମେ 40 କରିଛ ନା ରେଡ୍ ଦିନକୁ 40,000। ଦିନକୁ ରେଡ୍ ଆରେ ନା ନା ମୁଁ ସେଇଆ ତ ମୁଁ ତମେ ବହୁତ ଉପରକୁ ପଳଉଛ। ମୁଁ ନର୍ମାଲ ଟାଇପ କହୁଛି ମାନେ ସର୍ଟ ମୁଭି ବନେଇବା ଟ୍ରାଏ ନର୍ମାଲ କଲ 5 ନର୍ମାଲ 5 5000? 5 5 ପଳେଇବ ପର ଡେ 5 ପଳେଇବ। 6 ହଁ ପର ଡେ ମାନେ ଯେ କ୍ୟାମେରାମ୍ୟାନ ବା ଯିଏ ଆସିବ କ୍ୟାମେରା ଆସିଷ୍ଟ କରିବା ପାଇଁ ଆଉ ଯିଏ କ୍ୟାମେରା ନେଇକି କ୍ୟାମେରା ଆସିବ ତାକୁ ମିଶେଇକି 5 ଆଉ ତମେ ଯଦି ଏକ୍ସଟ୍ରା ଲାଇଟ୍ ଆଡ୍ କଲ ପୁଣି ରହିଲା ଯୋଉ ଗିମ୍ବଲ ବହୁତ ଟ୍ରାଇପଡ୍ ଏଲସି ବହୁତ ସାରା ଏସବୁ ଏକ୍ସଟ୍ରା ଏଲିମେଣ୍ଟ ଆଉ ଦରକାର ଥିବ ହୁଁ। ନା କଣ? ତମେ ସେଇ ହିସାବରେ ପଇସା पर ଦିନକୁ କିନ୍ତୁ ଭାବିବ ଯଦି ଗୋଟେ ପ୍ରପର ଗୋଟେ ଫିଲ୍ମ ସୁଟ କରିବା ପାଇଁ ଗୋଟେ ସିନେମା କ୍ୟାମେରା ସୋନିର ବା ଗୋଟେ ଭଲ ନିକନ ତ ନୁହଁ ମୁଁ ପ୍ରିଫର କରିବି କ୍ୟାମେରା ଭିଡିଓ ପାଇଁ କି ନିକନ ମାନେ ଏବେ ଆମେ ଦଉଛନ୍ତି Z6 ହୁଁ। ସୁଟ କରିବା ପାଇଁ ବଟ୍ ସେଥିରେ ଲଗ ପାଇଁ ଲଗ ଯୋଉ ପ୍ରୋଫାଇଲ ଟା ସେଇଟା ରହୁନି ନିକନ ର ନାହିଁ ମିରରଲେସ୍ ଦରକାର ଆଉ ଫଟୋ ପାଇଁ ବେଷ୍ଟ ମିରରଲେସ୍ କ୍ୟାମେରା। କ୍ୟାମେରା ପାଇଁ ଆମର ସୁଟିଂ ପାଇଁ ଆମର ସୋନି ଆଉ କ୍ୟାନନ ଏ ଦିଟା ୟୁଜ କରିପାରିବ ମତେ ସେ ସେଥିରେ ମାର୍ବଲ୍ସ 5-6 ପଡିବ ଡାଇଲଗ ମତେ ତମକୁ ଦେଖିକି ସେ ମାର୍ବଲ୍ସ ଡାଇଲଗ ମନେ ପଡିଯାଉଛି ବ୍ଲାକ୍ ପ୍ୟାନ୍ଥର କହିଥିଲା କ୍ୟାପ୍ଟେନ ଆମେରିକା ମନେ ଅଛି ନା କି ଦିସ୍ ମ୍ୟାନ୍ ଟିଲ୍ଡ ହଁ ଗିଭ୍ ମି ତମକୁ ସିଲ୍ ଦବାକୁ ତ ଗିଭ୍ ମି ତମକୁ ସେମିତି ସିଲ୍ ଗୋଟେ କ୍ୟାମେରା ଗୋଟେ ଦିଅ ଏ ଲୋକ ଗୋଟେ କ୍ୟାମେରା ଗୋଟେ ଧରା ବୁଝିଲ। ନା ଭାଇ ନା ଆକ୍ଚୁଆଲି ସେଇଟା ମୁଁ ଆଉ ଗୋଟେ ରିସେଣ୍ଟଲି ଭାବିକି ରଖିଛି ଆମର ଲଭ୍ ଷ୍ଟୋରି ଟେ ପଛପଟେ କଣ ମାଙ୍ଗା ମାଙ୍ଗା କରିଦେଇଛ ନା କଣ ପୁରା ହଁ ହଁ ୱାନ୍ ପିସ୍ ଷ୍ଟୁଡିଓ ବନେଇ ରଖିଛ ନା କଣ? ନା ଭାଇ ୱାନ୍ ପିସ୍ ଫ୍ୟାନ୍ ତ ଆଉ ହ୍ୟାଲୋ ଭାଇ ଭାଇ କଣ? ରହୁଛି ନା ହଁ ଆଶିଷ ହଁ ଭାଇ ହ୍ୟାଲୋ। ଠିକ ଅଛି ଭାଇ ବାଏ ବାଏ। ହଁ ଖାଇବାକୁ ଯିବି ତ। ହଁ ଠିକ ଅଛି ଓକେ କିଛି ଓକେ ନାହିଁ। ହଉ ହଉ। ଥ୍ୟାଙ୍କ ୟୁ ଭାଇ ଫର ଜଏନିଂ। ଆଉ ଭାଇ ଦୀପ ଭାଇ ଆଗକୁ କଣ ପ୍ଲାନିଂ ଅଛି କହୁଥିଲେ ତ? ମୁଁ ଆଗକୁ ପ୍ଲାନ୍ ରଖିଛି କି 3ଟା ଷ୍ଟୋରି ଅଛି ଆଚ୍ଛା ଗୋଟେ ଥ୍ରିଲର ବାଲା ଆସିବ ଦେନ୍ ଗୋଟେ ଫ୍ୟାମିଲି ବେସିସ୍ ଆଉ ଆଚ୍ଛା ଯେମିତି ଟିପିକାଲି କ୍ଲାସ୍ ଅଡିଏନ୍ସ ମାସ୍ ଅଡିଏନ୍ସ ପାଇଁ ଆକ୍ସନ ଥିବ ଫ୍ୟାମିଲି ଇମ୍ପୋର୍ଟାନ୍ସ ଥିବ ଇମୋସନାଲ ଟିକେ କରିଥିବ ସେଇଟା ଗୋଟେ ଆଉ ଗୋଟେ ଇଏ ଆକ୍ସନ ବାଲା ଆଉ ଗୋଟେ ତାପରେ ଭାବିନି ଏ ଦିଟା ହିଁ ଏବେ ମୋଟିଭ ଅଛି ଥ୍ରିଲର ଗୋଟେ ଆଉ ଫ୍ୟାମିଲି ହୁଁ ଡ୍ରାମା ଗୋଟେ ଭାଇ ଏଟା ତ ୟୁଟ୍ୟୁବରୁ କିଛି ତ ଭାଇ ଏବେ ମିଳୁନଥିବ ପଇସା କାରଣ ତମେ ତ ଯୋଉ ସଙ୍ଗ ୟୁଜ କରୁଛ ସଙ୍ଗ ଟା ତ କପିରାଇଟେଡ୍ ସଙ୍ଗ ତ ଭାଇ ମୋଟିଭେସନ କୋଉଠି ଆସୁଛି ବନେଇବା ପାଇଁ? ମୋଟିଭେସନ ବାସ୍ ସେମିତି ଅଡିଏନ୍ସ ହୁଁ, ମତେ ଓନଲି ରିଚ୍ କରିବାର ଅଛି ହଁ ଯେ ହଁ ମୋ ପାଖରେ ଏଇ ଜିନିଷଟା ଅଛି ଲୋକ ଇଏ ଜାଣିଥାନ୍ତୁ ମୋଟିଭେସନ ଯେମିତି ସେଇଟା ଗୋଟେ ଫିଲ୍ମ କରିଛି ବୋଲି ଯେମିତି ହୁଁ, କି ତମେ ଜାଣିଥିବ ଲୋକିର ତନୁ ଆମର କୋମାଲିର ଯିଏ ଡାଇରେକ୍ଟର ଲଭ୍ ଟୁ ଯିଏ ଡାଇରେକ୍ଟର ଅଛନ୍ତି ହଁ କେଜାଣି ତାଙ୍କର ସିଏ ରିସେଣ୍ଟ ପ୍ରଥମେ ନେଟଫ୍ଲିକ୍ସ ଗୋଟେ ସର୍ଟ ଫିଲ୍ମ ବନେଇଥିଲେ ଲଭ୍ ଟୁ ଡେ ପୂର୍ବରୁ ଯୋଉଟା କି ଇନ୍ସପାୟାର୍ଡ ହେଇଛି ତାଙ୍କରି ଫିଲ୍ମରୁ ରିମେକ୍ ହେଇଛି ଟୋଟାଲ ବଡ ଫିଲ୍ମ ସେ ଗୋଟେ ସର୍ଟ ଫିଲ୍ମ ବନେଇଥିଲେ ସେ କଣ କରିବେ ନା ଡାଇରେକ୍ଟରର ଆଚ୍ଛା ତିନିଟା ଆଚ୍ଛା ମୁଭି ସବୁ ଆସିଛି ନା ଟୋଟାଲ ହଁ ଓନ୍ଲି ହୁଁ, 3ଟା ଫିଲ୍ମ ହିଁ ଅଛି ନା ଗୋଟେ 2ଟା ଫିଲ୍ମ ସର୍ଟ ମୁଭି ଆସିଛି ହଁ ଗୋଟେ ନା ଦିଟା ସେ ଯୋଉ ସର୍ଟ ମୁଭି ମୁଁ ସର୍ଟ ଫିଲ୍ମ ଜାଣିବାରେ ଆସିଛି ହୁଁ, ସେଇ ସର୍ଟ ଫିଲ୍ମକୁ ସିଏ ଟୋଟାଲ ଲଭ୍ ଟୁଡେ ବୋଲି ଗୋଟେ ଫିଲ୍ମ କଲେ ଯୋଉଟା କି ମାନେ ବହୁତ ହିଟ୍ ଗଲା ଲଭ୍ ଟୁଡେ କହିବାକୁ ଗଲେ କମେଡି ମାନେ ରୋମାନ୍ସ କମେଡି ଭଲ ପରଫେକ୍ଟ ଥିଲା ଥିଲା ସେ ଡାଇରେକ୍ଟ ରୋମାନ୍ସ କମେଡି
ଏ କମାଲି ମୁଭି ପୂର୍ବରୁ ବନେଇଥିଲେ ନା କମାଲି ମୁଭିଟା କହୁଥିଲ କୋମାଲି ତାହେଲେ ଜମ୍ cameo ରବି ଦେଇଥିଲେ। ହଁ, ଜମ୍ ତାଙ୍କ ରବି cameo ସେଥିରେ ଦେଇଥିଲେ। କ୍ୟାମେରା ଥିଲା ଅଟୋ ବାଲା ହେଇଥିଲେ ଲାଷ୍ଟ ହଁ ହଁ ଆଚ୍ଛା କ୍ୟାମିଓ ବି ଥିଲା ଡାଇରେକ୍ଟରଙ୍କର। ହଁ କମାଲି ଲାଷ୍ଟ ମୁଭି ଅଟୋ ବାଲା ହେଇଥିଲେ ବର୍ଷା ହଉଥିବ ଇଏ ତାଙ୍କ ଖୁସି ଷ୍ଟୋରି ହେଇଗଲେ ତାଙ୍କ ଷ୍ଟୋରି ବହୁତ ଇନ୍ସପାୟାର ଷ୍ଟୋରି ମୁଁ ହଁ ହଁ ଦେଖୁଥିଲି ତାଙ୍କ ଇଣ୍ଟରଭ୍ୟୁ ଦେଖୁଥିଲି କଣ ପେମେଣ୍ଟ ସେଇଭଳିଆ ପାଇଁ ମାନେ ତାର ହୁଏତ ମୁଁ ଫ୍ୟୁଚରରେ ଜାଣି କଣ କରିବି ଯଦି କରିବି ତ ଏଇଟା ଥିବା ଦରକାର କି ହଁ ମୁଁ ଏଇଭଳିଆ ଆଗରୁ ବନଉଥିଲି ତ ଆଠୁ ବେଟର କରିବାର ଅଛି ସେଇ ଜିନିଷଟା ହୁଁ ଗୋଟେ ଇଏ ଦରକାର। ଆଉ ଭାଇ ସେତେବେଳେ ଯଦି ମୋଟିଭେସନ ଡାଉନ ଏପଟେ କଲେଜ ପଢିଥିଲି ଜିନିଷଟା ମୋଟିଭେସନ ଆମକୁ ବି ଟିକେ ଦିଅ ଭାଇ ଦୀପୁ ଆଉ ଭାଇ। ଗୋଟେ କଣ ଆଉ ଗୋଟେ ହଁ ଆଉ ଗୋଟେ କଣ ମୁଁ କହିଲି ଯୋଉ ଷ୍ଟିଭ୍ ଜବ୍ ଯେମିତି କହିଥିଲେ ଯୋଉ ହଁ ପୁରୁଣା ଜିନିଷ ଯୋଉ ଡଟ୍ କନେକ୍ଟିଂ ଦ ଡଟ୍ସ କନେକ୍ଟିଂ ଦ ଡଟ୍ସ ସେଇଭଳିଆ ଏବେକାର ଜିନିଷ ମତେ ଫ୍ୟୁଚରରେ ମାନେ ମୋଟିଭେସନ କାମରେ ଆସିବ। ଏତେ କଷ୍ଟ ଜିନିଷଟା ଥାଉ ସେଥିପାଇଁ ଆଉ ହଁ ମୋଟିଭେସନ ତ ଆଜି ଭାଇ ସଣ୍ଡେରେ ଆମେ ସମସ୍ତେ କଥା ହେଲେ ବହୁତ ଖୁସି ଲାଗିଲା। ଦୀପୁ ଭାଇଙ୍କ କଥାଟା ବି ଶୁଣିଲେ ତାପରେ ଶଙ୍କର ଭାଇ ଆଡ୍ ହେଲେ ବହୁତ ବହୁତ ଧନ୍ୟବାଦ। ବ୍ରହ୍ମପୁର ଭାଇ ଆସିଛନ୍ତି ଆଉ ଆମେ ଥ୍ୟାଙ୍କ ତ ୟୁ ଭାଇ ଦୀପୁ ଭାଇଙ୍କ ସହିତ ତ ମୋ ତ ଦେଖା ହେଇଛି ଆମେ ଫିଲ୍ମ ବି ଦେଖିବାକୁ ଯାଇଛେ ଫାଇଟର ଯାଇଛେ ଦେଖିବା ପାଇଁ ଆଗକୁ ବି ଯିବା କୋଉଟେ ଫିଲ୍ମ ତ ଯିବା ଆଉ ତ ବର୍ତ୍ତମାନ ଦର୍ଶକ ବନ୍ଧୁ ଭିଡ଼ିଓ ଟିକେ ଏଠି ଏଣ୍ଡ କରୁଛି ଆଶା କରୁଛି ଆପଣ ଭିଡ଼ିଓ ପସନ୍ଦ ଆସିବ ତ ପ୍ଲିଜ ଲାଇକ୍ ସେୟାର ସବସ୍କ୍ରାଇब କରନ୍ତୁ। आशीष वाडेब्रिज को दिखावा नेक्स्ट पे सुनाल विदा जय जगन्नाथ वंदे तुझानी जय ओडिशा जय ओडा जय नमस्कार जगन्नाथ धन्यवाद थैंक यू भाई जय जगन्नाथ थैंक यू ଭାଇ दीपू भाई ଥ୍ୟାଙ୍କ ୟୁ